तो ସବୁବେଳେ ମୋର ଯିବା ଆସିବା ଏତେ ପସିବଲ ନଥାଏ। तो 4 दिन ପାଇଁ ଲଗାତାର ମତେ ଡିଭୋଟି ଆସୋସିଏସନ ମିଳିଲା, ଯୋଉଟା କି ମାନେ ମିରାକଲ୍ସ କରିପାରିଲା। ଯେମିତି ମୁଁ ଯେମିତି ଯଦି ଏକା ଯାଇଥାନ୍ତି ଦେନ୍ ଇଟ୍ ୱାଜ ନଟ୍ ପସିବଲ କି ସବୁଦିନ ମଙ୍ଗଳ ଆରତି ଯିବା, ଗୋଡ଼ ହାତ ଦର୍ଜ ହଉ ଯେତେ ପେନ୍ ହଉ, ଏଠି ମୁଁ ବୋଧେ ଏକା ଯାଇଥିଲେ ଏସବୁ କରିପାରିନଥାନ୍ତି। କିନ୍ତୁ ଯେହେତୁ ମତେ ଭକ୍ତଙ୍କ ସଙ୍ଗ ମିଳୁଥିଲା, ତ ଭକ୍ତଙ୍କ ସଙ୍ଗ ଏଥିରେ ମୁଁ ସବୁଦିନ ମଙ୍ଗଳ ଆରତି ଯାଉଥିଲି, ପ୍ଲସ୍ ସବୁଦିନ ମାନେ ସେଇ ଇଣ୍ଟେନ୍ସିଟି ମାନେ ଡିଭୋଟି ମାନେ ବହୁତ ଇନ୍ସପାୟାର କରୁଥିଲେ। ଆଉ ସେଇ ଇଣ୍ଟେନ୍ସିଟି ଟାକୁ ମୁଁ ଏବେ ବି କଣ୍ଟିନ୍ୟୁ କରିବାକୁ ନିଜର ବେଷ୍ଟ ଟ୍ରାଏ କରିବି। ଆଣ୍ଡ ଆଉ ଗୋଟେ ଜିନିଷ ହଉଛି ପଞ୍ଚତତ୍ଵ। ମତେ ପଞ୍ଚତତ୍ଵ ବହୁତ ଭଲ ଲାଗିଲେ, କାହିଁକିନା ଆମ ଯେତେ ବି ରୁଲ୍ସ ଆଣ୍ଡ ରେଗୁଲେସନ ଅଛି, ଯେମିତି ବ୍ରହ୍ମ ମୁହୂର୍ତ୍ତରେ ସବୁଦିନ ରେଗୁଲାରଲି ଉଠିବା, ଆଉ ଜପ କରିବା ସବୁଦିନ ରେଗୁଲାରଲି ମର୍ଣ୍ଣିଂରେ ଜପ ସ୍ପେଶାଲି କମ୍ପ୍ଲିଟ କରିକି ସାରିବା, ତ ସେଇଟା କେବେ କେବେ ଆମର ଉପର ତଳ ହେଇଯାଏ। ତ ସେବେ ମୁଁ ଯେବେ ପଞ୍ଚତତ୍ଵକୁ ଦେଖିଲି ମତେ ଲାଗିଲା କି ଏମାନେ ମୋର ଗୋଟେ ହୋପ୍, କି ମୁଁ ଯେତେ ବି ଜିନିଷ ଯଦି ବି ଷ୍ଟ୍ରିକ୍ଟଲି କେବେ କେବେ ଉପର ତଳ ହେଇଯାଏ, ବଟ୍ ପଞ୍ଚତତ୍ଵ ଇଜ ମାଇ ଓନଲି ହୋପ୍। ଯେପର୍ଯ୍ୟନ୍ତ ପଞ୍ଚତତ୍ଵଙ୍କ କୃପା ଅଛି ମୋର ଉଦ୍ଧାର ପସିବଲ। ଆଉ ଟିଓ ରେ ବହୁତ ଭଲ ଲାଗିଲା ମତେ, ସେଠି ସେବା କରିବାକୁ ଅବସର ମିଳିଲା। ଭଗବାନଙ୍କ ଏ ୱଣ୍ଡରଫୁଲ ପ୍ରଭୁପାଙ୍କ ଡ୍ରିମ୍ ଫୁଲଫିଲ କରିବାରେ କିଛି ଛୋଟ ଯୋଗଦାନ କରିବାକୁ ବି ଅବସର ମିଳିଲା। ଆଉ ସବୁ ଭକ୍ତ ମାନଙ୍କ ପ୍ରେମ, ଆଶୀର୍ବାଦ ଆଉ ଏତେ ଲଭ୍ ଆଉ କେୟାର ମିଳିଲା, ଯୋଉଟା କି ମତେ ବହୁତ ଭଲ ଲାଗିଲା, କି ଯୋଉଟା ମୁଁ କେବେ ଏମିତି ଏତେ ଅନୁଭବ କରିନଥିଲି ଆଟମୋସ୍ଫିୟର ଟା। ଆଉ ସମସ୍ତଙ୍କୁ ମୁଁ ବହୁତ ଗ୍ରେଟଫୁଲ। ଆଉ ମୁଁ ଟ୍ରାଏ କରିବି ଏମିତି ସବୁବେଳେ ଭକ୍ତଙ୍କ ସଙ୍ଗତିରେ ରେଗୁଲାରଲି ରହିବାକୁ ପାଇଁ, ଆଉ ମୋ ଚାଣ୍ଟିଂ ଆଉ ବୁକ୍ ରିଡିଂ କନସିଷ୍ଟେଣ୍ଟଲି କରିବା ପାଇଁ। ଆଉ ଆଉ କୀର୍ତ୍ତନ ମତେ ସବୁଠୁ ଭଲ ଲାଗିଲା। ସବୁ ଜାଗାରେ ଆମେ ମହାମନ୍ତ୍ର କୀର୍ତ୍ତନ ଚାଲିଥିଲା, ସବୁଠୁ ବେଷ୍ଟ ଲାଗିଲା ମତେ ସେଇଟା। କାହିଁକିନା ଧାମରେ ଆମେ ଯାଇକି କିଛି ବି ମାଇଣ୍ଡ କୋଉଠି ବି ଲାଗିପାରେ ମୁଁ ଚାହିଁଲେ, କିନ୍ତୁ ଏଠି ଯେହେତୁ ଭକ୍ତ ମାନଙ୍କ ସଙ୍ଗତି ଥିଲା, ତ ସବୁବେଳେ ମହାମନ୍ତ୍ରକ କୀର୍ତ୍ତନ ଚାଲିଥିଲା, ନାଚ ଚାଲିଥିଲା, ଭଗବାନଙ୍କ ସଂକୀର୍ତ୍ତନ ଅ ସମସ୍ତ ଭକ୍ତ ନାଚୁଥିଲେ, ସେଇଟା ବି ମତେ ବହୁତ ଭଲ ଲାଗିଲା। ତ ମୁଁ ସେତିକି କହିବି, ଥ୍ୟାଙ୍କ ୟୁ କହିବି, ସମସ୍ତଙ୍କୁ ଧନ୍ୟବାଦ। ସମସ୍ତଙ୍କ ଆଶୀର୍ବାଦ ମାଗିବି କି ମୁଁ ମୋ ସ୍ପିରିଚୁଆଲ ଲାଇଫକୁ ଭଲସେ ଏମିତି କଣ୍ଟିନ୍ୟୁ କରିପାରିବି। ଥ୍ୟାଙ୍କ ୟୁ ବ୍ରୋ। ହରି ବୋଲ, ହରି ବୋଲ। ବହୁତ ସୁନ୍ଦର ରିଏଲାଇଜେସନ। କାରଣ କେବଳ ଯେ ଆମେ ମାୟାପୁର ଯାଉଛେ ସେ ନୁହଁ, ମାୟାପୁରରେ ଆମେ ସବୁଠୁ ଅଧିକ ପଞ୍ଚତତ୍ୱଙ୍କର କୃପା ଲାଭ କରିପାରିଲେ, ସେଇଟା ସବୁଠୁ ଜୀବନର ବଡ କଥା। ତ ସ୍ୱାଗତ ପ୍ରଭୁ ବହୁତ ବଢିଆ ଭାବରେ ତାଙ୍କର ଅନୁଭୂତି ସେୟାର କରୁଛନ୍ତି, ଯେ କେତେ ସୁନ୍ଦର ଭାବରେ ସେ ଉଁ, ଭକ୍ତମାନଙ୍କ ସଙ୍ଗରେ ମାୟାପୁର ଯାଇଥିବାର ଫାଇଦା ଉଠେଇ ପାରିଲେ। ଥ୍ୟାଙ୍କ ୟୁ ସାମନ୍ତ ପ୍ରଭୁ। ତାପରେ ନେକ୍ସଟ ଆମେ ଶୁଣିବା ପିନାକୀ ପ୍ରଭୁଙ୍କଠୁ। ହରେ କୃଷ୍ଣ। ହଁ। हरे कृष्ण प्रभु, दंडवत प्रणाम। समस्त वैष्णव मानक मोर दंडवत प्रणाम। तो जो कथा मु गोटे शुणी प्रभु, कौन धाम को जीवाई हो कौन तीर्थ जीवाई हो, हमर निश्चित भगवान आशीर्वाद, वैष्णव मान आशीर्वाद, भगवान डकरा निहाती आवश्यक। मे भी मुझे रियलाइज करुच्ची निश्चित कौटि ना कौटि मो क्षेत्र में सत्य घटी। कारण आम मैंने देखिए बहुत भक्त अच्छा जो मैंने 6 मास वेटिंग कर 6 मास रिजर्वेशन कर लास्ट स्टेज से जापारी ना, किंतु बहुत भक्त मात्र 6 घंटा पूर्वर बोधे जानिकी मते ता पूर्व दिन बोधे कान प्रभु जनइले। किंतु ता पूर्वर मु सब भावे केमती आ पूर्वर 2 वर्ष तले मु बोधे जाइଥିଲି मायापुर, किंतु सब भावे मु केमती मायापुर जीवी, पुणी आउ थे पंचतत्व को दर्शन करी, केमती आउ थे पुणी अष्टशक्ति राधाकृष्ण को दर्शन करी। तो से जिन माइंड रे सब थाए। किंतु जहाँ मु जस्ट पूर्वर जानी छुट्टी न नहीं जापारि, से कानू प्रभु आ समस्त लीडर मान मोर बहुत बहुत धन्यवाद। आउ मायापुर प्रभु समस्त वैष्णव मान हो जो माने चैतन्य महाप्रभुଙ୍କର ଦେଖେଇଥିବା ମାର୍ଗରେ ଅନୁପ୍ରାଣିତ ହେଇ ଚାଲୁଛନ୍ତି ବା ପ୍ରଭୁପାଦଙ୍କ ମାର୍ଗରେ ଚାଲୁଛନ୍ତି, ସେମାନଙ୍କ ପାଇଁ ମୁଁ ବୋଧେ ଭାବେ ଏ ଧରାଧାମ ରେ ଯଦି କୋଉଠି ତାଙ୍କ ସେଇ ବୈଷ୍ଣବ ମାନଙ୍କ ପାଇଁ ଗୋଲୋକ ଧାମ ଯଦି ବୋଲି ଗୋଟେ କୁହାଯାଏ, ତାହେଲେ ମୁଁ ବୋଧେ ଭାବୁଛି ମାୟାପୁର ଆଉ ବୃନ୍ଦାବନ ନିଶ୍ଚିତ ଭାବରେ ଗୋଲୋକ ଧାମ ରୁ କୌଣସି ଭାବରେ କମ ନୁହଁ। କାରଣ ଆମେ ମୃତ୍ୟୁ ପରେ ଆମର ପାପ ପୁଣ୍ୟର ବିଚାର ହେଇକି ଆମେ ଗୋଲକ ଧାମକୁ ଯାଉ ବା ନ ଯାଉ, ସେଠି କଣ ଆମେ କଣ ହୁଏ ବା କିପରି ଥାଏ ସେ ସବୁ ଜିନିଷ ଆମେ ଶାସ୍ତ୍ର ପୁରାଣ ମାନଙ୍କରେ ପଢିଛେ। କିନ୍ତୁ ପ୍ରକୃତରେ ଏଇ ଧରାଧାମ ରେ ଯଦି ବୈଷ୍ଣବ ମାନଙ୍କ ପାଇଁ କୋଉଠି ଗୋଲକ ଧାମ ବୋଲି ଗୋଟେ ଜାଗା ଥାଏ, ସେଟା ତାହେଲେ ମାୟାପୁର ଆଉ ବୃନ୍ଦାବନ ନିଶ୍ଚିତ ଭାବରେ କୌଣସି ଭାବରେ କମ ନୁହଁ। ଆଉ ତ ଏତେ ସୁନ୍ଦର ଗୋଲକ ଧାମ ବିଷୟରେ ମୁଁ ଗୋଟେ ପତିତ କଣ ବା ବର୍ଣ୍ଣନା କରିବି ତାର ଯାତ୍ରା ବିଷୟରେ, ମୁଁ ସେଥିପାଇଁ ତ ଯୋଗ୍ୟ ନୁହେଁ।
ତଥାପି ପ୍ରଭୁ ଏଇଥର ଯାତ୍ରା ବହୁତ ସୁନ୍ଦର ଥିଲା ମୋ ପାଇଁ, ବହୁତ ପ୍ରେରଣାଦାୟକ ମଧ୍ୟ ଥିଲା। ପ୍ରଥମତଃ ଏଇଥରକ ମୁଁ ପୂର୍ବ ଥରକ ଯୋଉ ପ୍ରପାଦଙ୍କର ପୁଷ୍ପ ସମାଧି ଭିତରେ ଯୋଉ ଗୋଟେ ଟିକେଟ କରିକି ଆମେ ଯୋଉଠି ଗଲେ, ମୁଁ ସେଠିକା ପୂର୍ବ ଥର ଯାଇନଥିଲି, ଏଥରକ ସେଠିକି ଯିବାର ସୁଯୋଗ ପାଇଲି। ସେଠି ବହୁତ ପ୍ରପାଦଙ୍କର ନିଜସ୍ୱ ହସ୍ତଲେଖା ଆଉ ବହୁତ ଜିନିଷ ଲେଖା ହେଇଛି, ମତେ ସେ ଜିନିଷ ବହୁତ ପଢିକି ବହୁତ ଭଲ ଲାଗିଲା। ପ୍ରଥମତଃ ଯୋଉଟା ଆମର କୋଉ ରିଜିନ ନେଇକି ସେଭେନ ରିଜିନ ଅଫ ଫର କ୍ରିଏସନ ଅଫ ଇସ୍କନ, ସେ ଜିନିଷ। ଆଉ ଗୋଟେ ଦ୍ୱିତୀୟ ଜିନିଷ, ସେଠି ପ୍ରପାତ ଗୋଟେ ଜିନିଷ ମଧ୍ୟ ଲେଖିଛନ୍ତି ଯେ ତାକୁ ଓଡିଆରେ ଏମିତି କହିଲେ ଏମିତି ହବ କି, ମୁଁ ତ ପୁରା ଡିଟେଲରେ କହିପାରିବିନି। ତ ସମସ୍ତେ ଜାଣିଛନ୍ତି ସେ କି ଇସ୍କନ ହଉଛି ଗୋଟେ ସଂସ୍ଥା ଯାହା କୃଷ୍ଣ ଭାବନାକୁ ବା କୃଷ୍ଣ ବାଣୀକୁ ପ୍ରଚାର କରେ। କେବଳ ତାହା ନୁହଁ, ଏହା ସହିତ ମଧ୍ୟ ଯୋଉ ଇସ୍କନ ଏକ ସୁନ୍ଦର ସମାଜ ଗଠନ କରିବା ପାଇଁ, ସୁନ୍ଦର ସମାଜ, ସୁନ୍ଦର ପରିବେଶ ଗଠନ କରିବା ପାଇଁ ମଧ୍ୟ ଚେଷ୍ଟିତ। କିପରି ନା ଭଗବାନଙ୍କ ବାକ୍ୟ ଦ୍ଵାରା ଅନୁପ୍ରାଣିତ କରି ଲୋକମାନଙ୍କୁ, ଲୋକମାନଙ୍କର ମାନସିକତା ଏବଂ କର୍ମକୁ ଏଭଳି ଭାବରେ ପରିବର୍ତ୍ତନ କରାଏ ଯାହାକି ଏକ ସୁନ୍ଦର ସମାଜ ଗଠନ କରେ। କଣ ସୁନ୍ଦର ସମାଜ? ନା ସେଥିରେ ଲେଖା ହେଇଛି ଯୋଉଠି ମଣିଷ ମଣିଷ ମାନଙ୍କ ଭିତରେ କୌଣସି ଦ୍ୱେଷ ଭାବ ନ ରହିବ, କୌଣସି କଳହ ନ ରହିବ, କିପରି ହିଂସା ଭାବଠୁ ସେମାନେ ଦୂରେଇ ରହିବେ, ଏସବୁ ଭାବନାରେ କେମିତି ଗୋଟେ ସୁନ୍ଦର ସମାଜ ଗଠନ ହେଇହବ ତା ପାଇଁ ମଧ୍ୟ ଇସ୍କନ ଆ ର ଗଠନ ହେଇଛି ବୋଲି ପ୍ରପାତ ସେଠି ମେନସନ କରିଛନ୍ତି। ସେ ଗୋଟେ ଜିନିଷ। ଆଉ ଗୋଟେ ଜିନିଷ ସେଠି ପ୍ରପାତ ଲେଖିଛନ୍ତି କି ଆ ମାନେ ଇସ୍କନ ଏକ ବହୁତ ବଡ ବ୍ୟବସାୟିକ ସଂଗଠନ ସାରା ବିଶ୍ୱରେ, ଯାହାକି ଏ ସମାଜକୁ ପ୍ରେମ ଆଉ ଶାନ୍ତି ପ୍ରଦାନ କରିଥାଏ। ମାନେ ଏତେ ସୁନ୍ଦର କଥା ଲେଖିଛନ୍ତି। ଏଇ ଯୋଉ ଲାଷ୍ଟ ଯୋଉ କଥା, ମାନେ ମାନେ ବହୁତ ଲୋକ କୁହନ୍ତି କି ଇସ୍କନ ହଉଛି ଗୋଟେ ବ୍ୟବସାୟିକ ସଂଗଠନ ବା ଇସ୍କନ ଗୋଟେ ବାହାର ସଂଗଠନ, ଏପରି ବହୁତ ରିମୋଟ ଖେଳିଥାଏ। କିନ୍ତୁ ପ୍ରଭୁପାଦ ତାଙ୍କର ଲେଖା ମାଧ୍ୟମରେ ସମସ୍ତ ପ୍ରକାର ଲୋକମାନଙ୍କୁ, ଯେତେ ଯୋଉମାନେ ରିମର ଅଛନ୍ତି ବା ଯାହା ମଧ୍ୟରେ କୋଶ୍ଚିନ୍ ଅଛି, ସବୁର ଆନ୍ସର ମଧ୍ୟ ପ୍ରପାତ ଦେଇଛନ୍ତି। ତ ଆମେ ଯଦି ପ୍ରପାତଙ୍କୁ ଫଲୋ କରିବା ତାର ସବୁର ଆନ୍ସର ଆମେ ପାଇପାରିବା। ବହୁତ ସୁନ୍ଦର ଲାଗିଲା ଏଇ ଲେଖା, ଏଇ ସବୁ ଜିନିଷ, ପ୍ରପାତଙ୍କ ହସ୍ତଲେଖା, ପ୍ରପାତଙ୍କ ଚିଠି, ସେଠି ସବୁ ବାଇଡିଂ ହେଇକି ଲଗା ହେଇଛି, ସେଟା ମତେ ବହୁତ ଭଲ ଲାଗିଲା। ତାପରେ ଦ୍ଵିତୀୟତଃ ଯୋଉ ସବୁ ଧାମ, ଆମେ ଯୋଉ ସବୁ ଚୈତନ୍ୟ ମହାପ୍ରଭୁଙ୍କର ଯୋଉ ଲୀଳା ସ୍ଥାନ, ବୈଷ୍ଣବ ସମାଧି, ଆଉ ଚମ୍ପାହାତୀ, ବିଦ୍ୟାନଗର, ମାମଗାଛି, ଧାମେଶ୍ୱର। ଧାମେଶ୍ୱର ବହୁତ ଭଲ ଲାଗିଲା। ଭଗବାନଙ୍କର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ମାନେ ସ୍ଵୟଂ ନିଜର ଅବତାର ଯୋଉ ବିଗ୍ରହ, ନିଜର ଅବତାର ବିଗ୍ରହ ଯୋଉ ତାଙ୍କ ପତ୍ନୀକୁ ଅର୍ପଣ କରିଥିଲେ, ବହୁତ ସୁନ୍ଦର ଲାଗିଲା। ପ୍ରତିଟି ଆ ଜାଗା। ଆଉ ଗୋଟେ ବହୁତ ସୁନ୍ଦର ଲାଗିଲା ଏଇଠି, ଆମେ ଯଦି ଆଉ କୌଣସି ଅର୍ଗାନାଇଜେସନ ସହିତ ଯାଉଛେ ଯେତେବେଳେ, ବା କୌଣସି କାହା ସହିତ ବି ଆମେ କୌଣସି ଟୁରିଜିମ ସହିତ ଯାଉଛେ, ସେମାନେ କଣ କରନ୍ତି ନା କେବଳ ରୋଡ ସାଇଡ ରେ ଯୋଉ ସବୁ ଭଲ ଭଲ ମନ୍ଦିର ଥିବ ବା ଭଲ ଭଲ ବିଲ୍ଡିଂ ଥିବ ବା ଭଲ ଇନଫ୍ରାଷ୍ଟ୍ରକ୍ଚର ଥିବ, ସେଇଠିକି ଆମକୁ ଦେଖେଇ ଦିଅନ୍ତି। ଆଉ ସେମାନେ, ସେମାନଙ୍କର ଆଉ କିଛି ଏମ ରୁହେନି, ଲକ୍ଜୁରିୟସ୍ ପ୍ଲେସ ଦେଖେଇ ଦେଇକି ନେଇଯାଆନ୍ତି। କିନ୍ତୁ ଆମେ ଗୋଟେ ଏମିତି ଏତେ ସୁନ୍ଦର ଲିଡର ମାନଙ୍କ ସହିତ ଯାଉଛେ, ଏତେ ସୁନ୍ଦର ଲିଡରସିପ ସହିତ ଯାଉଛେ, ଯୋଉମାନେ କି ଏସବୁ ଜିନିଷ ଠାରୁ ଦୂରେଇକି ଫିଲୋସଫିକୁ ଧ୍ୟାନ ଦଉଛନ୍ତି ଏବଂ ପ୍ରତିଟି ଫିଲୋସଫି କି ଫଲୋ କରି, ସେ ଜାଗା କୋଉଠି ବି ଥାଉ, ରିମୋଟ ଏରିଆରେ ଥାଉ କି ଟାଉନ ଉପରେ ଥାଉ କି କୌଣସି ଜାଗାରେ ଥାଉ, ସେଠିକି ଆମକୁ ନଉଛନ୍ତି। ସେ ଜାଗାର ମହିମା ଏତେ ସୁନ୍ଦର ଭାବରେ ଗାଉଛନ୍ତି। ସତୀ ପ୍ରଭୁଙ୍କୁ ତ ଆନ୍ତରିକ ଭାବରେ ବହୁତ ବହୁତ ଧନ୍ୟବାଦ ଦେବି। ମାନେ କେବଳ ଯେ ଗୋଟେ ପୋଥିକୁ ବା ଗୋଟେ ଲେକ୍ଚରକୁ ଫଲୋ କରି ସେ କହୁନାହାନ୍ତି। ଯେମିତି ଆମେ ଗୋଟେ ନୋଟ କଲା ବେଳେ ପାଞ୍ଚଟା ବହି ରଖି, ପାଞ୍ଚଟା ଲେକ୍ଚରଙ୍କର, ପାଞ୍ଚଟା ଫିଲୋସଫରଙ୍କର ବହି ରଖି ଆମେ ନୋଟ କରୁଛେ, ସେମିତି ସେ କୌଣସି ସ୍ଥାନକୁ ଗଲେ ପ୍ରତିଟି ଭାଗବତମରେ ଆ କଥା ନେଇକି ଏହା କୁହାଯାଇଛି, ମାନେ ଅଲଗା ଶାସ୍ତ୍ରରେ ଆ କଥାକୁ ନେଇ ଏହା କୁହାଯାଇଛି, ଗୌଡୀୟ ସମାଜରେ ଏଇ କଥାକୁ ଏଇ କଥା ନେଇ କୁହାଯାଇଛି। ପ୍ରତିଟି ପ୍ଲେସ ର ବିଭିନ୍ନ ପ୍ରକାର ମାନେ ଫିଲୋସଫି, ବିଭିନ୍ନ ପ୍ରକାର ଶାସ୍ତ୍ରରୁ ସେ ବାହାର କରିକି ସେ କଥା କହିପାରୁଛନ୍ତି। ତାହା ଆମକୁ ଅତ୍ୟନ୍ତ ପ୍ରେରଣାଦାୟକ। ତାପରେ ସେ ଜିନିଷ ଶୁଣିଲା ପରେ ସେଇ ପ୍ଲେସ ପ୍ରତି ଆମର ଭାବନା, ଦୃଷ୍ଟିଭଙ୍ଗୀ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଉଛି। ଏହା କେବଳ ଏକ ବୈଷ୍ଣବ ସଂଘ, ଶୁଦ୍ଧ ବୈଷ୍ଣବ ସଂଘ ସହିତ ଯାତ୍ରା ହିଁ ସମ୍ଭବ ହେଇପାରେ। ଏଇ ଜିନିଷ ମତେ ବହୁତ ସୁନ୍ଦର ଲାଗେ। ଆଉ ସେଠି ଯୋଉ କୀର୍ତ୍ତନ ଆମେ କରୁ ବୈଷ୍ଣବ ମାନଙ୍କ ସହିତ, ସେ ମଧ୍ୟ ପ୍ରତି ଟ୍ରିପରେ ଆନନ୍ଦଦାୟକ। ଏଥରକ ମଧ୍ୟ ବହୁତ ସୁନ୍ଦର ଥିଲା। ଆଉ ସ୍ପେସିଆଲ ପ୍ଲେସ ଭିତରେ ଯୋଉ ଆମେ ଯାଇଥିଲେ, କୁଲା ବିଚ୍ ଗୋଟେ ପ୍ଲେସ ଥିଲା, ଯୋଉଠି ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ ଥିଲା। ଏତେ ସୁନ୍ଦର ଲାଗୁଥିଲା ସେ ପ୍ଲେସ ରେ ଯିବା ପାଇଁ କି, ସେ ଯୋଉ ପରିବେଶ ଯାହା ଥିଲା, ବହୁତ ସୁନ୍ଦର ଲାଗୁଥିଲା ସେ ଜାଗା। ଆହୁରି ମଧ୍ୟ ଗୋସ୍ୱାମୀ ମାନଙ୍କର ସମାଧି ପ୍ଲେସ, ଜଗନ୍ନାଥ ଟେମ୍ପୁଲ, ପ୍ରପାଦଙ୍କର ଲାଷ୍ଟରେ ଯୋଉ ଆମେ ଆସିକି ପ୍ରପାଦଙ୍କର ବାର୍ଥ ପ୍ଲେସ, ଯୋଉଠି ପ୍ରପାଦଙ୍କର ଲେଟର ମରା ଯାଇଛି, ଲେଖା ହେଇଛି ତାଙ୍କର କଥା, କେତେ ସୁନ୍ଦର ଭାବରେ ସେ ଲେଖିଛନ୍ତି, ଇଂଲିଶ ଟ୍ରାନ୍ସଲେଟ ହେଇକି ଲେଖା ହେଇଛି। ସେ ଜିନିଷ ବି ମତେ ବହୁତ ଭଲ ଲାଗିଲା। ଆଉ ଓକେ, ଆମେ ସେ ଯୋଉ ଫିଡବ୍ୟାକ୍ ଫର୍ମ ଟା ଦେଇନଥିଲୁ କି, ସେ ଫିଡବ୍ୟାକ୍ ଫର୍ମ ରିଲେଟେଡ ବି କହିଲେ ବଢିଆ। ସମସ୍ତେ ଫିଡବ୍ୟାକ୍ ଫର୍ମ ଗୋଟେ ମୁଁ ଦେଇଥିଲି,
ଫିଡବ୍ୟାକ୍ ଫର୍ମରେ ଯୋଉ କ୍ୱେଶ୍ଚନ ଗୁଡା ଅଛି ସେଇଠି ପୁରା ସବୁ ଗୁଡା ବୁଝା ହେଇଛି। ଏଇ ସବୁ ପଏଣ୍ଟ ଗୁଡା କଭର। ଓକେ, ଦେଖିନ? ହଉ, ଠିକ ଅଛି। ଏନିୱେ ବିନାୟକ ଟିକେ ପ୍ରଭୁ ପ୍ରଭୁ ମୁଁ କହିଦଉଛି ଆଉ ଗୋଟେ ସେକେଣ୍ଡ, ଆଉ ହଁ ଗୋଟେ ସେକେଣ୍ଡ। କୁହ। ଏ ସବୁ ସ୍ଥାନ ମାନଙ୍କୁ ବହୁତ ଭଲ ଲାଗିଲା। ତାପରେ ପ୍ରଭୁ ସାତପତି ପ୍ରଭୁ ଅମିତେଶ ପ୍ରଭୁଙ୍କର ଲିଡରସିପ ବହୁତ ସୁନ୍ଦର ଲାଗିଲା। ତା ସହିତ ଏଇ ଯାତ୍ରାକୁ ବହୁତ ସୁନ୍ଦର କରିବା ପାଇଁ ୟୁଥ ମାନଙ୍କର ଯୋଉ ସେବା ମନୋଭାବ ଥିଲା ତାହା ମଧ୍ୟ ବହୁତ ଅନୁପ୍ରାଣିତ ଥିଲା। ଆଉ ମୁଁ ଭଗବାନଙ୍କ ପାଖରେ ଚୈତନ୍ୟ ମହାପ୍ରଭୁଙ୍କ ପାଖରେ ଏହା ପ୍ରାର୍ଥନା କରି ଯୋଉ ୟୁଥ ମାନେ, କାରଣ ପ୍ରତିଟି ଅର୍ଗାନାଇଜେସନ ର ଫ୍ୟୁଚର ହଉଛନ୍ତି ୟୁଥ, ଯୋଉ ୟୁଥ ମାନେ ଏଇ ଆମର ବୈଷ୍ଣବ ଧର୍ମ ସହିତ ଅନୁପ୍ରାଣିତ ହେଇକି ବୈଷ୍ଣବ ନୂଆ ପଥିକ ହଉଛନ୍ତି, ସେମାନଙ୍କୁ ଭଗବାନ ପ୍ରତିଟି କ୍ଷେତ୍ରରେ ହେଲ୍ପ କରନ୍ତୁ। ସେ ଆଧ୍ୟାତ୍ମିକ କ୍ଷେତ୍ର ହଉ, କ୍ୟାରିୟର କ୍ଷେତ୍ର ହଉ, କି ଆର୍ଥିକ କ୍ଷେତ୍ର ହଉ, ସେ ହେଲ୍ପ କଲେ ଆମେ ପ୍ରପାଦଙ୍କ ପାଇଁ କିଛି କରିବା ପାଇଁ ନିଶ୍ଚିନ୍ତ ସମର୍ଥ ଇଜି ହେଇଯିବ, ଆଉ ଆମକୁ ଇଜି ହେଇଯିବ। ଏହା ହିଁ ପ୍ରାର୍ଥନା। ଆଉ ଯାତ୍ରା ବହୁତ ଭଲ ଥିଲା ପ୍ରଭୁ। ଆପଣ ମାନଙ୍କୁ ପ୍ରାର୍ଥନା ପ୍ରଭୁ, ଆପଣ ପ୍ରତିବର୍ଷ ଯଦି ଆ ମତେ ଟିକେ ଇନଫର୍ମ ଯଦି କରିପାରିବେ, ମୁଁ ତ ସବୁବେଳେ କନେକ୍ଟ ରହୁଛି। ଆଉ ଆଗକୁ ମୁଁ ବି ନିଜକୁ ବୈଷ୍ଣବ ଭାବରେ ଆହୁରି ବହୁତ କିଛି ଶିଖିବାର ଅଛି। ସିନିୟର ବୈଷ୍ଣବ ମାନଙ୍କ ଠାରୁ ବହୁତ ପ୍ରତିଟି କ୍ଷେତ୍ରରେ ଶିଖିବାର ଅଛି। ସେ କୌଣସି କ୍ଷେତ୍ରରେ ହଉ, ସମୟର ଅଭାବ ହଉ କି ନିଜର ଇଚ୍ଛା ଶକ୍ତି ଅଭାବରୁ ଯୋଉ ଜିନିଷକୁ ଆଚିଭ କରି ହଉନି, ସେଥିପାଇଁ ମତେ ବହୁତ ନିଜକୁ ଖରାପ ମଧ୍ୟ ଲାଗୁଛି। ତ ମୁଁ ଚେଷ୍ଟା କରୁଛି ଆପଣ ମାନଙ୍କର ଗାଇଡାନ୍ସ ରେ, ଆପଣ ମାନଙ୍କର ସହଯୋଗରେ, ଆପଣ ମାନଙ୍କ ଆଶୀର୍ବାଦରେ ମୁଁ କେମିତି ଆହୁରି ଆଧ୍ୟାତ୍ମିକ କ୍ଷେତ୍ରରେ ଆଗେଇ ପାରେ, ଆଉ ପ୍ରପାଦଙ୍କ ପାଇଁ, ଭୁବନେଶ୍ୱର ଇସ୍କନ ପାଇଁ କିଛି କରିପାରେ। ହରେ କୃଷ୍ଣ ପ୍ରଭୁ, ଦଣ୍ଡବତ। ହରେ କୃଷ୍ଣ ପିନାକୀ ପ୍ରଭୁ। ତ ବହୁତ ସୁନ୍ଦର। ତମର ମଧ୍ୟ ରିଏଲାଇଜେସନ ଯେ ଯୋଉ ଫାର୍ଷ୍ଟ ଟାଇମ ପ୍ଲେସ କୁ ଆମେ ଗଲେ ବାସ୍ତବରେ କେତେ କଷ୍ଟ କରିକି ଜାଗା ଗୁଡା ଆମେ ଏମିତି ନର୍ମାଲି ଯାଇଥିଲେ ଆମେ ତ କେବେ ହେଲେ ପହଞ୍ଚି ପାରିନଥାନ୍ତୁ, କିନ୍ତୁ ଭକ୍ତ ମାନଙ୍କ ସହିତ ଯାଇଛି ବୋଲି ପଳେଇବୁ। ମୁଁ ବି ନିଜେ ପର୍ସନାଲି ଚାକଦା କେବେ ଯାଇନଥିଲି, ବହୁତ ଇଚ୍ଛା ଥିଲା ଯିବାକୁ। ତ ଏପରି ଭାବରେ ସିଦ୍ଧାର୍ଥ ପ୍ରଭୁ ଯୋଡି ହେଲେ ଏବଂ ତାପରେ ସେ ହିଁ ଗାଇଡ କଲେ କିପରି ଆମେ ଯାଇପାରିବା, ତା ଫଳରେ ଆମେ ଯାଇପାରିଲୁ। ନହେଲେ ଏଇଟା ମୋତେ ସମ୍ଭବ ହିଁ ନଥାନ୍ତା। ଆଉ ବିଭିନ୍ନ ଜାଗା ଯାହା ବି ଗଲେ ସାତପତ ପ୍ରଭୁ କେତେ ସୁନ୍ଦର ଭାବରେ ସବୁ ବୁଝାଉଥାନ୍ତି, କୀର୍ତ୍ତନ ହଉଥାଏ ବହୁତ ସୁନ୍ଦର ଭାବରେ, ସମସ୍ତେ କୀର୍ତ୍ତନରେ ଭାଗ ନେଉଥିଲେ, ବହୁତ ଆନନ୍ଦ ଆସୁଥିଲା। ତ ଏସବୁ ଜିନିଷ ପ୍ରଭୁଜୀ ଆପଣ ବହୁତ ଆବାଜ ଆନନ୍ଦ। ଆସୁନି। ଦେଖି- हरे कृष्ण प्रभु ଆମକୁ କ୍ଲିୟର ଆସୁନି ଅଡିଓ। ଟିକେ ସ୍ଲୋ ଆସୁଛି ବୋଧେ। ନାଇଁ ଓକେ, ପ୍ରଭୁ ଠିକ ଅଛି। ହରେ କୃଷ୍ଣ। ହଉ ହଉ। ଠିକ ତ ଅଛି ପ୍ରଭୁ। ହଁ ମୁଁ କହ ଓକେ, ଠିକ ଅଛି। ଏନିୱେ ବିନାୟକ ପ୍ରଭୁ ପରେ ଶୁଣି ନେବେ। ତ ହେଲା, ଠିକ ଅଛି। ଏବେ ହେତୁ କୃଷ୍ଣ ପ୍ରଭୁ ତମେ ଫିଡବ୍ୟାକ୍ ଫର୍ମ ଦେଖିକି କୁହ ସେଇ ପଏଣ୍ଟ ରିଲେଟେଡ। ଓକେ। हरे कृष्ण प्रभु जी। ହୁଁ, କୁହ। ବହୁତ କିଛି ଭଲ ଲାଗିଥିଲା, ଯେମିତି ମାନେ ବୈଷ୍ଣବ ସମାଧି ଗୁଡା ବହୁତ ଭଲ ଲାଗିଥିଲା, ପର୍ଟିକୁଲାରଲି ଯୋଉଟା ଆମ ଇସ୍କନ ମନ୍ଦିର ଭିତରେ ଥିଲା। ଆଉ ରାଜାପୁରରେ ଯୋଉ ପ୍ରଭୁଜୀଙ୍କର ଥିଲା ଜୟାନନ୍ଦ ନା ତ ଜାଣିନି, ତ ତାଙ୍କ ଷ୍ଟୋରି ଶୁଣିଥିଲି। ମାନେ ସେ ପୁରା ମାନେ ବୁକ୍ ଡିଷ୍ଟ୍ରିବ୍ୟୁସନ କରୁଥିଲେ, ଆଉ ମାନେ ପୁରା ମାନେ ଗୃହସ୍ଥ ଥିଲେ କି ଫିର ବି କିନ୍ତୁ ବୁକ୍ ଡିଷ୍ଟ୍ରିବ୍ୟୁସନ କରୁଥିଲେ। ଆଉ ମାନେ ଖାଲି ସେଥିରେ ଯେମିତି ବି ଚଳୁଥିଲେ, ଯଦି ଖାଇବା ମିଳୁଥିଲେ ଖାଉଥିଲେ ନା ତ ନାଇଁ। ତାଙ୍କ ଲାଇଫଷ୍ଟାଇଲ ପୁରା ଏମିତି ଥିଲା। ତ ସେତେବେଳେ ମନେ ପଡିଥିଲା, ବହୁତ ମାନେ ଇନ୍ସପାୟାରିଂ ଲାଗିଥିଲା ତାଙ୍କ ଷ୍ଟୋରି ଟା। ବୈଷ୍ଣବ ସମାଧି ଭଲ ଲାଗିଥିଲା। ତାପରେ ମାନେ ଯୋଉ ଯେତେ ବି ସମସ୍ତେ ଯାଇଥିଲେ, ପୁରା ସେବା ମନୋଭାବ ଥିଲା ତାଙ୍କର। ମାନେ ମୁଁ ବି ସମସ୍ତେ ଯେତେ ବୁଲୁଥିଲେ ମୁଁ ବି ସେତେ ବୁଲୁଥିଲି, କିନ୍ତୁ ସମସ୍ତେ ମାନେ ମାନେ ତାଙ୍କ ଗୋଡ ହାତ ପେନ୍ ହେଲେ ବି ସେ ଆଗ ସେବା କରୁଥିଲେ, କିନ୍ତୁ ମୁଁ ଆଗ ପ୍ରସାଦ ଖାଇଦଉଥିଲି। ସମସ୍ତେ କିନ୍ତୁ ପୁରା ମାନେ ସେବା କରୁଥିଲେ। ଫାଷ୍ଟ ସେବା କରୁଥିଲେ, ତାପରେ ସେମାନେ ତାଙ୍କୁ ବି ପେନ୍ ହଉଥିଲା, ତାଙ୍କୁ ବି ଗୋଡ ଦୁଖୁଥିଲା, କିନ୍ତୁ ଫିର ବି ସେମାନେ ସେବା କରୁଥିଲେ। ସେଟା ଭଲ ଲାଗିଲା, ମାନେ ଶିଖିବାକୁ ମିଳିଲା। ମାନେ ନିଜେ ପେନ୍ ରେ ଥାଇକି ଫିର ବି ସେବା ସେବା କରିବାର ଇଚ୍ଛା କେତେ ଥିଲା। ତାପରେ କେତେ ଏନ୍ଥୁସିଆଷ୍ଟିକ ଥିଲେ, ସବୁବେଳେ କୀର୍ତ୍ତନ କରୁଥିଲେ, ସବୁବେଳେ ମାନେ ରାତିରେ ଯେତେ ଲେଟ ରେ ଶୋଇଲେ ବି ମଙ୍ଗଳ ଆରତି ଆଗରେ ପହଞ୍ଚୁଥିଲେ। ତାଙ୍କ ଯୋଗୁ ସେମାନେ ଉଠେଇ ଦଉଥିଲେ। ଏକା ଥିଲେ ତ ମୁଁ କେବେ ମଙ୍ଗଳ ଆରତି ଆଟେଣ୍ଡ କରି ନ ପାରିଥାନ୍ତି। ତାପରେ ପ୍ରଭୁଜୀ ମାନେ ସାତ୍ୟପତି ପ୍ରଭୁ ଆଉ ସବୁ ପ୍ରଭୁଜୀ ତାଙ୍କୁ ମାନେ ସବୁ ଜାଗା ବିଷୟରେ ପୁଣି ବୁଝାଉଥିଲେ। ମାନେ ଭଲ ଲାଗିଲା। ଯେତେ ଅଲଗା ଜାଗା ଗୁଡା ଗଲୁ, ଯୋଉ ତୀର୍ଥ ମାନେ ଚୈତନ୍ୟ ମହାପ୍ରଭୁଙ୍କର ପାଷ୍ଟ ଟାଇମ୍ ଜାଗା ଗୁଡା, ସେ ବିଷୟରେ କହିଲେ, ବହୁତ ସୁନ୍ଦର ଲାଗିଥିଲା। ଆଉ ରାଜପୁରର ଜଗନ୍ନାଥ ବହୁତ ଭଲ ଲାଗିଥିଲେ। ସେତିକି ଆଉ। କୃଷ୍ଣ।
हरे कृष्ण हरि बोल। तो बहुत सुंदर हेतु कृष्ण प्रभुଙ୍କ रिलेशन जे वैष्णव माने केते सेवा भाव रे थिले मु तो एते सेवा करि पालिनी सेही भाव रे। आउ से बहुत सुंदर भाव समाधि गुड़िकर इम्पोर्टेंस बुझी पारछंती। एटाई भल कथा कारण वैष्णव समाधि गुड़िक काइंड ऑफ एन एनर्जी स्पॉट्स एठी हम जतल जाऊ तो हमें चार्ज हो जाऊ एनर्जी आ से फील करवाटा ही बड़ कथा समस्त से फील ही न था जे जो जगह को हम जाइथाउ से जगह जो वैष्णव माने थांती तांको समाधि से प्रथमे प्रणाम करिया दरकार समाधि जो जगह को हम जाऊ समाधि खोजी प्रथमे प्रणाम करिया दरकार तापर से भक्तों को विग्रह को देखा कथा एनीवे आमे तो से बेला करि पालुनी सब जगह समाधि हमें पाइलुनी जेमती आमे सेठ थिला समाधि मधु महेश पंडित कर महेश पंडित को समाधि आमे जाई पालुनी बिकॉज़ सेटा टिके दूर थिला त्याबेला तांको निते देखिलु। तो जहाँ भी हो हेतु कृष्ण प्रभु थैंक यू। नेक्स्ट ज्योति प्रभु ମୁଁ ଗୋଟେ ଡକୁମେଣ୍ଟ ଏଇଠି ଆଟାଚମେଣ୍ଟରେ ଖୋଲି ଦଉଛି ଆଚ୍ଛା ଫାଷ୍ଟ ଏଇଟା ହେଲା ଯାତ୍ରା ଫିଡବ୍ୟାକ୍ ତ ୟୁ କ୍ୟାନ୍ ସ୍ପିକ୍ ଅନ୍ ଦିସ୍ ଥିଙ୍ଗସ୍ or some story if you want to relate particular story you can just say that also. Okay, bro. How was the Yatra experience for you? Camera on करी ना off करी bro? ନା on ଥାଉ ଆପଣ ସ୍କ୍ରିନ୍ ଶେୟାର ଟା ପଳେଇଲା। ହଁ ମୁଁ କାଟିଦେଲି ମୁଁ ଏ ଡକୁମେଣ୍ଟଟା ପଠେଇ ଦଉଛି ବା ଏଠି ଆଟାଚମେଣ୍ଟ କରିକି ଜୁମରେ ଓକେ। କୁହ ଡକ୍ୟୁମେଣ୍ଟ ଆସିନି ପ୍ରଭୁ? ଏଇ ଜୁମ୍ ଚାଟ୍ରେ ଆସିଲା ଏବେ। you can speak on a story like Hetu Krishna Prabhu told how he liked the Samadhi, Pinaki Prabhu told how he liked the spots. Like that, you can stay or see the Okay, video. bro. Huh. So how was my experience of Yatra? And what are the three things I learned from this Yatra? The हिंदी रे ना इंग्लिश रे प्रभु? ଯାହା ହେଲେ ଚଳିବ। प्रभु तो ମୁଁ ଆସିକିରି यात्रा ମତେ ବହୁତ ଭଲ ଲାଗିଲା ଟୁ ବି ଅନେଷ୍ଟ। ମାୟାପୁର ଗୋଟେ ସ୍ପେଶାଲ ପ୍ଲେସ୍ ମୋ ପାଇଁ ଏକ୍ସପିରିଏନ୍ସ ୱାଇଜ ଗୋଟେ ମ୍ୟାଜିକାଲ ଫିଲ୍ ଆସୁଥାଏ। ଆଉ ମୁଁ ସେଇଠି ଯେତେବେଳେ ମୁଁ ପ୍ରଭୁପାଦଙ୍କର ଲେକ୍ଚର ଶୁଣେ ବହୁତ ଗୋଟେ ଡିଫରେଣ୍ଟ ଏକ୍ସପିରିଏନ୍ସ ଥାଏ। ସେ ଏକ୍ସପିରିଏନ୍ସ ମତେ ଭୁବନେଶ୍ୱରରେ ମିଳିଲାନି କିମ୍ବା ଯିବା ଆସିବା ରାସ୍ତାରେ ମିଳିଲାନି। ଆଉ ପ୍ରଭୁପାଦ ସେ ଲେକ୍ଚରରେ କହିଲେ ଯେ nothing in this world is magical. Everything is being handled by Krishna. The this experience was very magical for me, but after relating to Prabhupada's lecture, this was not magical. This was Krishna's plan. ଆଉ ମହେଶ ପଣ୍ଡିତଙ୍କର ସମାଧି ମତେ ମହେଶ ପଣ୍ଡିତଙ୍କର ଯୋଉ ଡେଟିସ୍ ଥିଲେ ସେଟା ଦେଖି ମତେ ବହୁତ ଭଲ ଲାଗିଲା। ଆଉ ସେଇଠି ଯୋଉ କ୍ଲାସ ସାତୁପତି ପ୍ରଭୁ ଦେଲେ ସେଟା ବହୁତ ଭଲ ଲାଗିଲା କାହିଁକି ନା ସେ ଆସିକିରି ବଳି ମହାରାଜଙ୍କର ଷ୍ଟୋରି କହିଲେ ଯେ ଯଦି ମୁଁ ଆସିକିରି ନିଜକୁ ସମର୍ପିତ କରିଦେବି, ମୋ ପାଖରେ ଯେତିକି ବି ଜିନିଷ ଅଛି ସମର୍ପିତ କରିଦେବି, ତାହେଲେ ଭଗବାନ ଆସିକିରି ମୋର ପୋଜେସନରେ ଆସିଯିବେ। ଆଉ that will be a very great opportunity for me. ସେତିକି ଏକା କରିବାର ଥିଲା ପ୍ରଭୁ ମତେ, ସେତିକି ଏକା କହିବାର ଥିଲା ମତେ। ଆଉ ଥ୍ୟାଙ୍କ ୟୁ ଭେରି ମଚ୍। Can't hear you, Prabhu. You're on mute. Okay, okay.
Thank you, Jyoti Thank Prabhu, you, Prabhu. for your realization in hearing proper lectures, Yeah. proper samadhi, and proper quarters which we could not go. Proper quarters actually ଆମେ ଯାଇପାରିଲୁନି, ଏତେ ଭିଡରେ କେମିତି ଯିବା ମୁଁ ଆଉ ଜାଣିପାରିଲିନି। ତାପରେ ଆଉ ଗଲୁନି ଆମେ ପ୍ରପାତ ଯୋଉ ରୁମ ରେ ରହିଥିଲେ। Now we have deluxe and all kind of room. ପ୍ରପାତ ଗୋଟେ ସିମ୍ପଲ ରୁମ ରେ ରହୁଥିଲେ। ଆଜିକା ସନ୍ୟାସୀ ମାନଙ୍କର ବି ସେତେ ସିମ୍ପଲ ରୁମ ନାହିଁ। ପ୍ରପାତ ଯୋଉ ଭଳିଆ ରୁମ ରେ ରହୁଥିଲେ ସେଇଠି ଆମେ ଯାଇପାରିଲୁନି ବିକଜ ଭିଡ ସମୟ ସମସ୍ତଙ୍କୁ ନେଇକି ଯିବା ସେଇଠି ଆଲାଉ କରିନଥାନ୍ତି, ସେଥିପାଇଁ ଗଲୁନି। ତ କିନ୍ତୁ ବହୁତ ସୁନ୍ଦର ପ୍ରପାତକୁ ତମେ ଫିଲ୍ କରିପାରିଲ ସେଇଠି ଧାମରେ, ଇମ୍ପୋର୍ଟାଣ୍ଟ। ପ୍ରପାତ ଆକ୍ଚୁଆଲି ମାୟାପୁର ଲ୍ୟାଣ୍ଡ ପାଇଁ ବହୁତ ଟ୍ରାଏ କରିଥିଲେ, ଆଉ ଲ୍ୟାଣ୍ଡ ଯେତେବେଳେ ମିଳିବ ତମାଲକୃଷ୍ଣ ମହାରାଜ ଯାଇଥିଲେ ସେଠିକି। ତମାଲକୃଷ୍ଣ ମହାରାଜ ଅଣ୍ଟାରେ ମାନେ ପ୍ରପାତ କହିଲେ ପଇସା ହାତରେ ଧରି ନିଅନି, ଲୋକ ନଜର କରିବେ, ତମେ ଧୋତିରେ ଗୁଡେଇ ଦେଇକି ନିଅ ପକେଟରେ, ମାନେ ଅଣ୍ଟାରେ ଧୋତିରେ ଗୁଡେଇ ଦିଅ ପଇସାଟା ନିଜ ନେଇଗଲେ। ଆଉ ପ୍ରଭୁପା ଜଗିଛନ୍ତି ସେ ରେଜିଷ୍ଟ୍ରେସନ କରିକି ଆସିବେ ତାପରେ ମୁଁ ଶୋଇବି। ତ ପ୍ରଭୁପା ସେଦିନ ରାତିରେ ଏମିତି ଜଗିଛନ୍ତି, ଆଉ ତମାଲକୃଷ୍ଣ ମହାରାଜକୁ ଅନଉଛନ୍ତି କୁଆଡେ ଆସିଲାଣି କାହିଁ ଆସିନି କାହିଁ, ଆଉ ଘଣ୍ଟା ଅନଉଛନ୍ତି ଖାଲି। ରାତି ଭଳି 12ଟା ହେଇଗଲାଣି, ତାପରେ ତମାଲକୃଷ୍ଣ ମହାରାଜ ସାଙ୍ଗେ ସାଙ୍ଗେ ନକ୍ କଲେ ଆଉ ଆସିଲେ। ତ ସାଙ୍ଗେ ସାଙ୍ଗେ ଆସି ପ୍ରଭୁପାଦଙ୍କୁ ପ୍ରଣାମ କଲେ, ଆଉ ତାପରେ କହିଲେ ପ୍ରଭୁପାଦ ଦ ଲ୍ୟାଣ୍ଡ ଇଜ ୟୋର୍ସ। ପ୍ରଭୁପାଦ ତାକୁ କୁଣ୍ଡେଇ ପକେଇଲେ ଆଉ କହିଲେ ୟୋର ଲାଇଫ ଇଜ ସକ୍ସେସଫୁଲ। ଏଇଭଳିଆ ବହୁତ ସୁନ୍ଦର ପ୍ରଭୁପାଦଙ୍କର ମାୟାପୁର ପ୍ରତି ବି ଭଲ ପାଇବା। ଓକେ, ନେକ୍ସଟ ସତ୍ୟ ପ୍ରଭୁ, ନେକ୍ସଟ ଟୁ ହିମ୍ ଇଜ ଅମ୍ଲାନ ଏଣ୍ଡ ପୁଲକି। हरे कृष्ण प्रभु जी, धन्यवाद ସମସ୍ତଙ୍କୁ ଧନ୍ୟବାଦ। ପ୍ରଭୁ जी ଅନ୍ କରିପାରିବିନି ଭିଡିଓଟା, ଟିକେ ଆସିଥିଲି ହଉ ଠିକ ଅଛି, ମ୍ୟୁନିସିପାଲିଟି ଆସିଥିଲି। ଠିକ ଅଛି। ଫାଷ୍ଟ ଗୋଟେ ଜିନିଷ କି ତାମାନେ ଆମର ତ କୌଣସି ବି ତାମାନେ ବୈଷ୍ଣବ କ୍ୱାଲିଟି ନାହିଁ। ଆମର ବୈଷ୍ଣବ କ୍ୱାଲିଟି ତ ଦୂରର କଥା, ଭକ୍ତ ହବାର ବି କୌଣସି ଯୋଗ୍ୟ ନାହିଁ। କାହିଁକିନା ଆମେ କେବଳ ନିଜ କଥା ହିଁ ଭାବିଥାନ୍ତି ନା, କାହିଁକି ନା କେମିତି ଆମେ ଭଲ ରହିବା, ଆମ ପରିବାର କେମିତି ଭଲ ରହିବ, କେମିତି ତାମାନେ ଆମର କିଛି ବି ତାମାନେ ନିଜକୁ ଛାଡିକି ଅଲଗା କୋଉ ବୈଷ୍ଣବ ମାନଙ୍କର କେମିତି କଣ ସେଇଟା ଆମେ ଦେଖନ୍ତି କେବେ। କିନ୍ତୁ ପ୍ରପାଦଙ୍କର ଆମେ ଯୋଉ ବୁକ୍ସ ପଢିଥିଲୁ, ପ୍ରପାଦଙ୍କର ବାୟୋଗ୍ରାଫିରେ ଯୋଉ ପଢିଥିଲେ, ସେ ତ ଚାହିଁଥିଲେ ତ ସେ ତ ନିଜେ ତ ବୈଷ୍ଣବ ଥିଲେ ନା, ସେ ତ ନିଜେ ବି ଚାଣ୍ଟିଂ କରିଥିଲେ, ସେ ତ ଗୋଲକ ଯାଇପାରିଥାନ୍ତେ, ସେ କାହିଁକି ଏତେ କଷ୍ଟ କରି ଯାଉଥିଲେ ଫରେନର, ତାମାନେ ଫରେନ ଯାଉଥିଲେ। ମେନ୍ ଗୋଟେ ଜିନିଷ ହଉଛି କି ସିଏ ଚାହୁଁଥିଲେ ସମସ୍ତେ କେମିତି ଉଦ୍ଧାର ହବ, କିନ୍ତୁ ଆମେ ଆମର ସେଇ ଜିନିଷଟା ନାହିଁ କି କେବଳ ଆମେ ନିଜ କଥା ଭାବୁଛନ୍ତି। ଆମେ କେମିତି ଭଲରେ ଖାଇବା, ଆମ ପରିବାର କେମିତି ଖୁସିରେ ରହିବ, ଆଉ ନିଜ କଥା ଛଡା ଆମେ କିଛି କଥା ଭାବନ୍ତି। ଆଉ ତାପରେ ଗୋଟେ ଜିନିଷ, ଆମେ ଯୋଉଟା ସବୁ ବୁକ୍ସ ରେ ପଢିଥିଲେ ସବୁ ଚୈତନ୍ୟ ଚରିତାମୃତ ହଉ ବା ଶ୍ରୀମଦ୍ ଭାଗବତମ ଯାହା ବି ହଉ, ବୃନ୍ଦାବନରେ ଯାଇଥିଲେ ଯେତେବେଳେ, ସେତେବେଳେ ତାମାନେ ସେ ସବୁ ପଢିବା ଅଲଗା, ସେଠି ସେ ନିତ୍ୟ ସ୍ଥାନକୁ ଯିବା ଗୋଟେ, ସେଟା ଗୋଟେ ଅଲଗା ଗୋଟେ ଫିଲିଙ୍ଗସ ଆସିଥାଏ। କାରଣ ଆମେ ଗୋଟେ ପ୍ରାକ୍ଟିକାଲ କରିବା ଗୋଟେ ଅଲଗା, ଆଉ ଥିଓରିଟିକାଲି ଗୋଟେ ବହୁତ ଜିନିଷ ଡିଫରେନ୍ସ ଥାଏ। ସେଠି ଗୋଟେ ଅଲଗା ଗୋଟେ ଭାଇବ୍ରେସନ ଆସେ, ଯୋଉଟା କି ସେଠି ଲାଗୁଥିଲା। ଆମେ ଯୋଉ ଯାଇଥିଲେ ତାମାନେ ବୈଷ୍ଣବଙ୍କ ସମାଧି ହଉ କି ଯୋଉଠି ବି ସବୁ ମହାପ୍ରଭୁଙ୍କର ଲୀଳା ହେଇଥିଲା। ଆଉ ଗୋଟେ ଜିନିଷ ସେଠି ମତେ ଦେଖିବାକୁ ଲାଗିଲା କି ପ୍ରପାତଙ୍କର ବୁକ୍ସ ଆମେ ପଢିଥିଲେ କି ଫରେନ ଯାଇଥିଲେ, ଫରେନ ଡିଭୋଟି ମାନଙ୍କୁ କେତେ ସେ ଷ୍ଟ୍ରଗଲ କରିକି ମାନେ ଫରେନର ମାନଙ୍କୁ ସେ ଡିଭୋଟି କରେଇଥିଲେ। ସେଟା ସେଇଠି ଯାଇକି ପ୍ରାକ୍ଟିକାଲି ଆମେ ଦେଖିଲେ କି ଯୋଉଟା କି ତାଙ୍କର ସେଠି କେମିତି ଜୋସ୍, କୋଉ ଜୋସ୍ ରେ ସେମାନେ ରହୁଛନ୍ତି ପୁରା, ତାମାନେ ପୁରା ଉଦଣ୍ଡ କୀର୍ତ୍ତନ ସେମାନେ କରୁଛନ୍ତି, ଆମେ ବି ସେତିକି ବି କରିପାରିବାନି। କାହିଁକିନା ଆମ ଦେଶରେ ଭଗବାନ ଜନ୍ମ ହେଇଛନ୍ତି, ତଥାପି ଏବେ ଯଦି କହିବା ନା ଆଇଁଷ ଛାଡିଦିଅ କି ପିଆଜ ରସୁଣ ଛାଡିଦିଅ, ଲୋକ କହିବେ କଣ ସତରେ ଭଗବାନ ଜନ୍ମ ହେଇଥିଲେ ନା? ସତରେ କଣ ଗୀତା କହିଥିଲେ କି ଅର୍ଜୁନଙ୍କୁ? ଏଟା କେହି ରିଏଲାଇଜେସନ କରିପାରିବେନି। କିନ୍ତୁ ଯୋଉ ଯାହାଙ୍କର ସିଏ ବାପା ମାଙ୍କୁ ନିଜ କଥା ଛାଡିଦେଲେ, କିଛି ବାପା ମାଙ୍କ କଥା ଭାବନ୍ତିନି, ଆଉ ଗୋଟେ ତାମାନେ ଆମିଷ ଛଡା ଆଉ କିଛି ବି ସେ ଦେଖନ୍ତିନି ହେଲା, କେବଳ ସ୍ତ୍ରୀ ସଙ୍ଗ ଛଡା ଆଉ ସେ କିଛି ବି ଭାବନ୍ତିନି, ସେମାନେ ଚେଞ୍ଜ ହେଇପାରୁଛନ୍ତି। ସେଇଟା ବହୁତ ବଡ ଜିନିଷ। ତାପରେ ପ୍ରପାତଙ୍କ ଦେହ ଛାଡିବା ପରେ ପରେ ଯେତିକି ବି ସବୁ ଡିଭୋଟି ସବୁ ଜନ୍ମ ହଉଛନ୍ତି, ସେମାନେ ସବୁ ବୈଷ୍ଣବ ହେଇକି ଜନ୍ମ ହଉଛନ୍ତି। ସେଇଟା ମତେ ବହୁତ ବଢିଆ ଲାଗିଲା। କାହିଁକିନା ଆମେ ନିଜେ ତ ଡିଭୋଟି ହେଇପାରୁନାହାନ୍ତି, କିନ୍ତୁ ପ୍ରପାତ ଫରେନର ମାନଙ୍କୁ ଡିଭୋଟି ବନେଇକି ତାଙ୍କ ଯୋଉମାନେ ସବୁ ଆଗାମୀ ପିଢି ବି ଯୋଉ ଜନ୍ମ ହଉଛନ୍ତି, ସେ ସବୁ ଡିଭୋଟି ହେଇକି ଜନ୍ମ ହଉଛନ୍ତି। ଏଇଟା ବହୁତ ବଡ ଜିନିଷ ଗୋଟେ। ଆଉ ତାପରେ ସେମାନେ ତ ନିଜ ଘର ଦ୍ୱାର ଛାଡିକି ଆସିକି ଏଠି ଆସିକି ତାମାନେ ଭଗବାନଙ୍କର ସେବା କରୁଛନ୍ତି। ତାପରେ ପ୍ରପାତଙ୍କୁ ତାମାନେ ତାଙ୍କ ପାଇଁ କିଛି ସେବା କରୁଛନ୍ତି, କିନ୍ତୁ ଆମେ ତ ସେତିକି ବି କରିପାରୁନି। ଆମେ କେବଳ ତୀର୍ଥ ଯାଉଛନ୍ତି,
ପ୍ରତିବର୍ଷ ଯାଉଛନ୍ତି ସେଟା ଆମେ ହଁ ଖାଲି ବୁଲିବା ମୁଡରେ ଯାଉଛନ୍ତି, କିଛି ବି ଆମର ରିଲେସନ ନାହିଁ। ବୁଲିକି ପଳେଇ ଆସିବା ତାପରେ ସଇଲା। ତାପରେ ସେଠି ଯାହା 5-6 ଦିନ ରହୁଛନ୍ତି, ହଁ ସେଠି ଗୋଟେ ଭାଇବ୍ରେସନ ଆସୁଛି। ତାପରେ ଆସିଲା ପରେ ଯୋଉ କଥାକୁ ସେଇ କଥା ହେଇଯାଉଛି। କିନ୍ତୁ ସେଇଟା ନିଜକୁ ଚେଞ୍ଜ କରିବାକୁ ଟ୍ରାଏ କରିବା। ଆଉ କି ଆମର ତ ସେମିତି ବୈଷ୍ଣବ କ୍ୱାଲିଟିସ୍ କିଛି ନାହିଁ। ବୈଷ୍ଣବ ସଦାଚାର ଅଛି, ବହୁତ ଜିନିଷ ଅଛି କି ଯୋଉଟା କି ଆମ ସହିତ ମ୍ୟାଚ୍ କରୁନି। ସେଇଟାକୁ କେମିତି ଡେଭଲପ କରିବା ସେଇଟା ଟ୍ରାଏ କରିବା। हरे थैंक कृष्णा। यू। और हरे सत्य कृष्ण। ब्रो, थैंक यू। तो तुम्हारा भी बहुत सुंदर रियलाइजेशन। ତ ଏଥିରୁ ଜଣା ପଡୁଛି ଯେ ସବୁ ବି ବହୁତ ଭଲ ଭାବରେ ଯାତ୍ରା କରିଛନ୍ତି। ସବୁବେଳେ ସେବା ଭାବ ସହିତ ସେ ଚାଲିଥାନ୍ତି। ଆଉ ଘରେ ମଧ୍ୟ ମୁଁ ଦେଖିଛି ସବୁବେଳେ ତାଙ୍କର ରୋଷେଇବାସରେ ସବୁବେଳେ ତାର କଣ୍ଟ୍ରିବ୍ୟୁସନ ସବୁ ଥାଏ ଅଧିକ। କିଏ ଅଫିସ ଗଲା ତ କିଏ କଲେଜ ଅଛି, ପରୀକ୍ଷା ଅଛି, ସେ ସବୁବେଳେ ଧ୍ୟାନ ଦିଏ। ତ ନିଶ୍ଚିତ ଭାବେ ବୈଷ୍ଣବ ମାନଙ୍କର ଯିଏ ଏଭଳି ଭାବରେ ସେବା କରିବ, ତ କୃଷ୍ଣ ତା ପାଇଁ ସ୍ପେଶିଆଲ କିଛି ରଖିବେ, ତ ସିଓର। ତ ଏଇଟା ବଡ ଭଲ ଜିନିଷ। ଆଉ ମୁଁ ଯୋଉଟା କହିଥିଲି ଯେ ଭଗବାନଙ୍କର ଏଇ ସବୁ ଧାମ ସ୍ଥାନ ଦର୍ଶନ କରିକି ଆସିଲା ପରେ ଯଦି ଆମେ ପୁଣି କଣ୍ଟିନ୍ୟୁ କରିବାକୁ ଚାହୁଁଛେ, ତାହେଲେ ଆସୋସିଏସନ ଟାକୁ ରଖିବାକୁ ପଡିବ। ଆଉ ଭକ୍ତମାନଙ୍କର ସଙ୍ଗରେ ଏଭଳି ରେଗୁଲାରଲି ଆସିବାକୁ ପଡିବ, କ୍ଲାସରେ ଆସିବାକୁ ପଡିବ, ଜପ କରିବାକୁ ପଡିବ, ତାହେଲେ ହିଁ ହବ। ନହେଲେ ଭାଇବ୍ରେସନ ଆମେ ଆଉ ରଖିପାରିବାନି, ଫେଡ୍ ହେଇଯିବ। ନେକ୍ସଟ ଏଇଠି ଆମ ସହିତ ଅଛନ୍ତି ଅମ୍ଳାନ ପ୍ରଭୁ। ଅମ୍ଳାନ ପ୍ରଭୁ ଯାତ୍ରାର ଜୁନିୟର ଡିଭୋଟି। ସେ ଆମର କହିବେ ଏବେ ଶଙ୍ଖ ଫୁଙ୍କା ହେଇଗଲାଣି, ତାଙ୍କର ଷ୍ଟାର୍ଟ ହବ। ହରେ କୃଷ୍ଣା, ଦଣ୍ଡବତ ପ୍ରଣାମ ସମସ୍ତଙ୍କୁ। ଏଥର ମାୟାପୁର ଟ୍ରିପ୍ ମୋର ଏଇଟା ସେକେଣ୍ଡ ଟାଇମ୍ ମାୟାପୁର ଟ୍ରିପ୍। ଫାର୍ଷ୍ଟ ଥର ମୁଁ ଯାଇଥିଲି ଆଉ ଏଇଟା ସେକେଣ୍ଡ ଟାଇମ୍। ଆଉ ମୁଁ ଯେବେ ଜାଣିଲି ଯେ ହଁ ମାୟାପୁର ଯିବାର ଅଛି, ତାର 2 ଦିନ ଆଗରୁ ନିଦ ହେଲାନି ଯେ ହଁ ଆଉ ଏତିକି ଘଣ୍ଟା, ଖାଲି ହିସାବ କରୁଥାଏ ଏତିକି ଘଣ୍ଟାରେ ମାୟାପୁର ଟ୍ରେନ ଆସିବ, ଏତିକି ଘଣ୍ଟାରେ ବାହାରିକି ଯିବୁ। ତାପରେ ଯାଇକି ଷ୍ଟେସନରେ ପହଞ୍ଚି ସାରିଲା ପରେ ବି ବିଶ୍ୱାସ ହେଲାନି ଯେ ହଁ ସତରେ ମାୟାପୁର ଯାଉଛି। ତାପରେ ବସି ସାରିଲା ପରେ ରାତିରେ ଇଚ୍ଛା ହେଲା କୀର୍ତ୍ତନ କରିବା ପାଇଁ, କିନ୍ତୁ ରାତି ଲେଟ୍ ହେଇଯାଇଥିଲା ବୋଲି କୀର୍ତ୍ତନ ବି ହେଇପାରିଲାନି। ତା ପରଦିନ ସକାଳେ କୀର୍ତ୍ତନ ହେଲା, ତାପରେ ଯାଇକି ଆରାମସେ ପହଞ୍ଚି ଗଲୁ। ତାପରେ ତାପରେ ଯାଉ ଯାଉ ମତେ କ୍ୟାମେରା ସେବା ବି ଅମୃତେଶ ସବୁ ଦେଇଦେଲେ। ତାପରେ ସେଇଥିରେ ବି ମୌକା ମିଳିଲା ସବୁ ଭଲ ଭଲ ଜିନିଷ ଫଟୋ ଉଠେଇବା ପାଇଁ। ତାପରେ ସବୁ ସମସ୍ତଙ୍କ ସହିତ ମିଶିକି ବହୁତ ଭଲ ଲାଗିଲା। ଆଉ ନୂଆ ନୂଆ ୟୁଥ ଡିଭୋଟିଜ ମାନଙ୍କ ସହିତ ବି ବହୁତ ମିଶିଛି। ଏମିତି ଜ୍ୟୋତି ପ୍ରଭୁ, ପ୍ରୀତେଶ ପ୍ରଭୁ, ସନ୍ତୋଷ ପ୍ରଭୁ ସମସ୍ତଙ୍କ ସହିତ ମିଶିକି ବହୁତ ଭଲ ଲାଗିଲା। ତାପରେ ଆମେ ବୁଲାବୁଲି କରିକି ଫାର୍ଷ୍ଟ ଦିନ ଆମେ ଯେତେବେଳେ ଯାଇଥିଲୁ, ସେତେବେଳେ ଆମର ଗୋଶାଲାରେ ବି ବହୁତ ବଢିଆ ଲାଗିଲା। କେତେ ଗାଈ ଥିଲେ, ଆଉ ସେଇଠି ବି ସମସ୍ତେ ଦାନ କରୁଥିଲେ ତାଙ୍କ ପାଇଁ। ସବୁ ଗୋଟେ ଗୋଟେ ପ୍ରସାଦ ତାଙ୍କ ପାଇଁ ଦାନ କରୁଥିଲେ। ତାପରେ ଫଟୋ ବି ଉଠେଇ ମିଳିଲା, ସେଇଠି ବହୁତ ଦଣ୍ଡ କୀର୍ତ୍ତନ ହେଇଥିଲା। ତାପରେ ତାପରେ ମଝିରେ ମଝିରେ ସାତ୍ୱତପତି ପ୍ରଭୁ ଗାଳି ବି ଦଉଥାନ୍ତି, ତାପରେ ଟିକେ ଟିକେ ଭଲ ବି କହୁଥାନ୍ତି। ରାଗୁଥାନ୍ତି ସମସ୍ତେ, ତାପରେ ଭଲ କହୁଥାନ୍ତି। ତାପରେ ମାତାଜୀ ବି ବେଳେ ବେଳେ ଗାଳି ଦଉଥାନ୍ତି, କଣ ପାଇଁ ଏମିତି ବଦମାସ କରୁଛୁ, ପୁଣି ତାପରେ ବି ମାତାଜୀ ପୁଣି କହୁଥାନ୍ତି। ତାପରେ ଆମେ ଏମିତି ବୁଲାବୁଲି କଲୁ। ତାପରଦିନ ଯାଇଥିଲୁ। ହଁ, ବହୁତ ଇଚ୍ଛା ଥିଲା ଡ୍ରମ୍ କିଣିବା ପାଇଁ, ଗୋଟେ ବହୁତ ଇଚ୍ଛା ଥିଲା, କିଣି ହେଇପାରୁନଥିଲା। କିନ୍ତୁ ଫାଇନାଲି ଲାଷ୍ଟରେ କିଣା ହେଇଗଲା, ଡ୍ରମ୍ ଟା ବି କିଣା ହେଇଗଲା। ତାପରେ ଡ୍ରମ୍ କିଣା ହେଇସାରିଲା ପରେ ଆମେ ତାପରଦିନ ଟିଓଭିପି ଯାଇଥିଲୁ। ଟିଓଭିପି ବି ବହୁତ ଭୟ ଲାଗିଲା। ଏଥର ବହୁତ କାମ ଆଗକୁ ବଢି ଯାଇଥିଲା, ଆଗ ଥର ଯେତିକି ହେଇଥିଲା ଏଥର ଆହୁରି ବହୁତ କାମ ଆଗକୁ ବଢି ଯାଇଥିଲା। ଆଉ ତାପରେ ବହୁତ ବହୁତ ଭଲ ଭଲ ଜାଗା ଦେଖିଲୁ, ଫଟୋ ବି ଭଲ ଭଲ ଉଠା ହେଇଛି। ଆଉ ରହୁଛି ତାପରେ ମଙ୍ଗଳ ଆରତି ବି ସବୁଦିନ ସକାଳୁ ଦର୍ଶନ କରିବାକୁ ଗଲୁ। ତାପରେ ଏଥର ପ୍ରେମ ସାଇ ମହାରାଜ ବି ଦେଖା ହେଇଗଲେ। ଆଉ ମତେ ଯାହା ହଉ କରତାଲ ଆସିଥିଲା ବୋଲି ମୁଁ ପ୍ରେମ ସାଇ ମହାରାଜ କୀର୍ତ୍ତନ କଲା ବେଳେ ମୁଁ ତାଙ୍କ ପାଖରେ ଠିଆ ହେଇ କରତାଲ ପୁରା ଟାଇମ ବଜେଇ ପାରିଛି। ତାପରେ ଲାଷ୍ଟ ଦିନ ବି ପ୍ରେମ ସାଇ ମହାରାଜ ଆସିଥିଲେ, ସେଇଦିନ ମୃଦଙ୍ଗ ବି ବଜେଇଛି। ତ ସେଥିପାଇଁ ପ୍ରେମ ସାଇ ମହାରାଜ ମତେ ଲାଷ୍ଟ କୁ ହକ୍ ବି କରିଥିଲେ, ଆଉ କହିଲେ କି ଆଉ 6 ତାରିଖ ଦିନ ଦେଖାହବା ଭୁବନେଶ୍ଵରରେ। ଆଉ ଏମିତି ତାପରେ ସବୁଠୁ ବେଶୀ ଥ୍ୟାଙ୍କ୍ସ ଆମର ସାତ୍ୱତପତି ପ୍ରଭୁ ଆଉ ଅମିତେଶ ପ୍ରଭୁ, ଇନ୍ଦୁମତି ମାତାଜୀ କୁ, ଏମିତି ଏତେ ବଢିଆ ସ୍ମୁଥଲି ଆମର ଇଏଟା ହେଇଗଲା ଯାତ୍ରା ଟା। ହରେ କୃଷ୍ଣ ପ୍ରଭୁ, ଦଣ୍ଡବତ ପ୍ରଣାମ। ଭେରି ଗୁଡ୍, ଭେରି ଗୁଡ୍। ବହୁତ ସୁନ୍ଦର ଭାବରେ ଅନଲାଇନ୍ ପ୍ରୋଗ୍ରାମ ମଧ୍ୟ ରିଏଲାଇଜେସନ ବହୁତ ସେ ଫ୍ରେଣ୍ଡସ୍ କଲେ, ସିନିୟର ମାନଙ୍କୁ ଅବଜର୍ଭ କଲେ, ସେବା ମଧ୍ୟ କଲେ। ଆଉ
ସବୁ ଭକ୍ତଙ୍କ କୃପା ପାଇଲେ ଗାଳି ମାଧ୍ୟମରେ ଆଜି ହାତ କାଟି ଭଲ ଯାଇଥିଲା ହେଲେ ବି ତାପରେ ବି ଭଲ ମୃଦଙ୍ଗ ବଜେଇଲେ। ବଜେଇ ଚାଲିଲା, ତାର ହାତ ଖଣ୍ଡିଆ ହେଇଯାଇଛି। ସେଇଗୁଡା ମେମୋରିଜ ଗୁଡା ତ ଭଲ। ଆଉ ଭକ୍ତି ପ୍ରେମଙ୍କର ସ୍ପେଶାଲ କୃପା ମଧ୍ୟ ପାଇଛି, ତ ବହୁତ ବଢିଆ। ମତେ ତ ନା ଗୁରୁମାଜ କେବେ କରିଛନ୍ତି ନା ଆଉ କିଏ, ବଟ ଅନ୍ୟ ଭକ୍ତ ମାନଙ୍କୁ ଯାହା କରିଛନ୍ତି ବହୁତ ବଡ ଭାଗ୍ୟର କଥା। ତ keep keep this spirit in Krishna consciousness, ସେଇଟା ହିଁ ବହୁତ ବଡ କଥା। କୃଷ୍ଣ consciousness ରଖି ଚାଲ, ଭଲ ହିଁ ହବ। ହରେ କୃଷ୍ଣ। ନେକ୍ସଟ ପୁଲକିତ। ନେକ୍ସଟ ପୁଲକିତ ଅନନ୍ତ ପ୍ରଭୁ। हरे कृष्णा, सबको दंडवत प्रणाम। ये मेरा थर्ड मायपुर ट्रिप था। इसके पहले मैं एक्चुअली बस में भी जो रियलाइजेशन दिया वो भी ऐसा ही कुछ था जो मैं यहाँ पे अभी बोलूंगा। ये मेरा थर्ड मायपुर ट्रिप था, और फर्स्ट दो जो मायपुर ट्रिप था वो मैं गया, लेकिन इतना उसमें मतलब जो धाम दर्शन होता है वो मैं कर नहीं पाया। बस ऐसा लगा कि मैं घूमने गया हूँ, बाकी सब तो दर्शन करने गए थे लेकिन मैं घूमने गया हूँ। लेकिन इस बार ऐसा लगा कि इस बार घूमने नहीं, इस बार एक्चुअली गया हूँ मायापुर, वैसा लग रहा था हरि मुझे। और इस बार प्रेम स्वामी महाराज का हमको एसोसिएशन मिला, और शंकरशन प्रभु जी का हमको एसोसिएशन मिला। प्रेम स्वामी महाराज का क्लास में वो मेरे को लेके एग्जाम्पल दिए, जो पता नहीं था मेरे को ऐसा हो सकता है, मतलब महाराज नोटिस किए और क्या बोले? एग्जाम्पल दे रहे थे मेरे बारे में कि जैसे भक्ति विनोद ठाकुर को मायापुर दिख रहा था, वहां पे भक्त कीर्तन करते हुए दिख रहे थे बहुत सारे, और मंदिर दिख रहा था। वैसे अगर मुझे दिखता तो मैं क्या करता। भक्ति विनोद ठाकुर तो वहां पे ढूंढने गए कि मायापुर का जन्म स्थान कहाँ था, लेकिन अगर मेरे को दिखाया जाता कि वहां पे मंदिर है, वहां पे भक्त कीर्तन कर रहे हैं, वहां पे एक मंदिर है, कीर्तन कर रहे हैं, और मेरे को ऐसा दिखता तो मैं क्या करता। तो वही महाराज बोले थे कि भक्ति विनोद ठाकुर के पास वो था, वो चीज करने का कि महाप्रभु को जन्म स्थान ढूंढना है, वहाँ पे एक मंदिर है, उनको फील हुआ। लेकिन मैं अगर होता तो वहाँ पे, और मेरे पास बहुत पैसा होता तो मैं वहाँ पे मंदिर वंदिर बना के सब बना देता। लेकिन ये नहीं ढूंढता कि ये नहीं ढूंढता कि महाप्रभु का जन्म स्थान कहाँ है, लेकिन वो भक्ति विनोद ठाकुर कर सकते। तो वैसा एग्जाम्पल महाराज दे रहे थे, जो कि एक मेरे लिए सीख भी होना चाहिए। और महाराज एक और एग्जाम और एक चीज बोले, जो कि मेरे लिए एक डायरेक्ट इंस्ट्रक्शन हो सकता है, या फिर है डायरेक्ट इंस्ट्रक्शन ही है वो। कि वो बोले थे कि एक जैसे कोई व्यक्ति पानी में डूब रहा है, मेरे पास लाइफ जैकेट है, ट्यूब है, वो मेरे पास सामने होने के बाद भी मैं उसको दे नहीं रहा हूँ। तो वो, और मैं सीसीटीवी कैमरा में रिकॉर्ड हो रहा हूँ, तो अगर मैं उसको नहीं दिया, मैं रिकॉर्ड होके पूरे वर्ल्ड वाइड में फेमस हो जाऊंगा कि बहुत नेगेटिव वे में फेमस होऊंगा कि इतना सब होने के बाद भी मैं उनको बचाया नहीं। तो महाराज का ये कहना था कि मेरे पास, मैं कृष्ण भक्ति में होकर मायापुर जाकर बहुत कुछ जानकर भी अगर लोगों को प्रचार नहीं किया, तो ऐसा ही कुछ हाल हो सकता है। लेकिन तो मेरे को जो है कृष्णा भक्ति का ऐसे प्रचार करना चाहिए। ये शायद मेरे लिए डायरेक्ट इंस्ट्रक्शन था, मेरे को भी मालूम नहीं था। आज ही शाम को मेरी मम्मी बता रही थी कि प्रेम समाज जो तेरे को ऐसे बोले, वो तेरे लिए डायरेक्ट इंस्ट्रक्शन था। तब मेरे को समझ में आया कि हाँ, मेरे को महाराज जैसे बोले तो ये एक इंस्ट्रक्शन हो सकता है, मेरे को इसको पालन करना चाहिए। ये बहुत मुझे अच्छा लगा जब मम्मी ऐसा बोली। फिर संकर्षण प्रभु जी का हमको एसोसिएशन मिला, जो कि प्रभुपाद की फैमिली से बिलोंग करते हैं, और वो खुद प्रभुपाद के डिसाइपल भी हैं। और ये यात्रा का मुझे हर एक यात्रा, जैसे वृंदावन, मायापुर, जो मैं पिछले दो ट्रिप में भी गया। पहला ट्रिप में मेरे को ऐसे चलना बहुत पड़ा, लेकिन जब सातवतपति प्रभु जी हर एक जगह का महत्व बताते हैं, कीर्तन करते हैं उस पर्टिकुलर जगह पे, वो सबसे बेस्ट पार्ट लगता है मेरे को हर एक मायापुर यात्रा का। और ऐसा लगता है कि अगर कोई ट्रिप में सातवतपति प्रभु जी गए नहीं तो क्या होगा, तो वो ट्रिप के बारे में कैसे कौन बताएंगे। ऐसे तो बताने के लिए बहुत कोई है, लेकिन सातवतपति प्रभु जी के जैसे कोई बता नहीं सकते। उनका एक कीर्तन का ट्यून भी है, वो भी एकदम यूनिक ट्यून है। और अ, ये एक है। और इंदुमती माता जी, उन्होंने उन्होंने उनके वजह से भी ट्रिप बहुत स्मूथ गया, अमृतेश प्रभु जी। और एक चीज है, मैं ये ट्रिप बिल्कुल जा नहीं सक रहा था, मतलब मेरे को ऑलरेडी बहुत टाइम से मालूम था कि दिसंबर
दिसंबर अक्टूबर में बहुत उसके पहले से मालूम था कि ट्रिप होने वाला है अप्रैल के इस टाइम पे, 6 11 6 तारीख को जैसा होने वाला है, मेरे को मालूम था। लेकिन मैं यही सोच के बैठा था कि मैं तो जा नहीं पाऊंगा, जा नहीं पाऊंगा। वृंदावन भी गया हूँ, मायापुर 2 बार गया, इस बार जा नहीं पाऊंगा। लेकिन लास्ट मोमेंट में ओनली बिकॉज ऑफ अमृतेश प्रभु जी मैं ये ट्रिप जा पाया, क्योंकि यूथ जा रहे थे और अमृतेश प्रभु जी मेरे को यूथ में जाने का मौका दिए, जिसकी वजह से मैं जा पाया। और मम्मी भी अमृतेश प्रभु जी की वजह से ही जा पाई। तो मैं अमृतेश प्रभु जी को थैंक यू करूंगा उसके लिए। और साथ पदपति प्रभु जी और इंदुमती माता जी को थैंक यू। हरि हरे बोल। कृष्ण। हरे कृष्ण। तो बहुत सुंदर पुलकित प्रभु को रियलाइजेशन। ମୁଁ ବେଳେ ବେଳେ କନଫ୍ୟୁଜ ହେଇଯାଏ ପିଲାମାନଙ୍କୁ ପ୍ରଭୁ କହିବି କି ନାଁରେ କହିବି because they are so young but they are so once realized so but anyway ବହୁତ ସୁନ୍ଦର ଭାବରେ ପୁଲକିତ ପ୍ରଭୁର ବି ଭକ୍ତିରେ ବି ସେ ବହୁତ ଦୃଢ। ଆଉ ଏବେ ଏଇ ବର୍ଷ ଯେମିତି ସେ କହିଲା ଯେ ସେ ହି ଫେଲ୍ଟ କି ସେ ରିଏଲ ରେ ଯାତ୍ରା କଲା। এটা ବି ଭଲ କଥା ଯେ he is growing in Krishna consciousness and Jyoti Mataji is also a very advanced devotee for her Krishna conscious devotion. Pulkit Prabhu is also devoted so much ତ ଏଠୁ ଜଣା ପଡୁଛି। ତ ଏବେ ଆମେ ଶୁଣିବା ଏପଟୁ ଅନନ୍ତ ପ୍ରଭୁ। ନେକ୍ସଟ ସୌମ୍ୟ ପ୍ରଭୁ, ନେକ୍ସଟ ଶୁଭକାନ୍ତ। हरे कृष्ण समस्त दंड एक्चुअली ମୁଁ ଫାର୍ଷ୍ଟ ଟାଇମ୍ ପାଇଁ ମାୟାପୁର ଗଲି ଏଇଟା ଏବଂ ମୋର ଏଇଟା ସେକେଣ୍ଡ ଟାଇମ୍ ଯାତ୍ରା ଥିଲା। ଫାର୍ଷ୍ଟ ଟାଇମ୍ ଯେତେବେଳେ ମୁଁ ବୃନ୍ଦାବନ ଯାଇଥିଲି ତ ସେତେବେଳେ ମାନେ କିଛି ବୁଝା ପଡୁନଥିଲା ଆକ୍ଚୁଆଲି। ତ ଯେତେବେଳେ ମୁଁ ଯାତ୍ରାରୁ ଫେରିଲି ମତେ ସେତେବେଳେ ବୁଝା ପଡିଲା, ବହୁତ ଗୁଡା ଜିନିଷ ବୁଝା ପଡିଲା। ହଉଛି ବଟ୍ ଯେତେବେଳେ ମାୟାପୁର କାରଣ ଆମ ଘରେ ସମସ୍ତେ ମାୟାପୁର ଅଲରେଡି 2 3 ଥର ଯାଇଛନ୍ତି, ବଟ୍ ମୁଁ ହତଭାଗା ଯେ ମୁଁ କେବେ ଜୀବନରେ ସୁଯୋଗ ମିଳିନଥିଲା ମତେ ମାୟାପୁର ଯିବା ପାଇଁ। ଷ୍ଟିଲ୍ ମୁଁ କାଲକାଟା ଯାଇଛି, 3 ଥର କାଲକାଟା ଯାଇଛି, ବଟ୍ ମୁଁ ମାୟାପୁର କଣ ଜାଣିନଥିଲି। ଆଉ ତାପରେ ଯେତେବେଳେ ପ୍ଲାନ୍ ହେଲା କି ମାୟାପୁର ଯେ ମୁଁ ପ୍ରଥମେ ହିଁ ଇଣ୍ଟରେଷ୍ଟ ଥିଲି ନାଇଁ ମୁଁ ମାୟାପୁର ଯିବି। ଆଉ ମାୟାପୁର ଯିବାର ଆହୁରି ଗୋଟେ ବଡ କାରଣ ମୋର ଥିଲା, କାରଣ ମୁଁ ଯେତେବେଳେ ଅଭୟଚରଣ ଡବିଂ କରୁଥିଲି ତ ଡବିଂ ରେ ଯେତେବେଳେ ଆସୁଥିଲା କି ମହାପ୍ରଭୁଙ୍କର ବିଷୟରେ ମୁଁ ଯେତେବେଳେ ଡବିଂ ରେ ଜାଣିଲି ସେଠି ତ ମୋର ବହୁତ ମାନେ ଭିତରୁ ମୁଁ ଏକ୍ସାଇଟେଡ ଥିଲି କି କାଶ ମୁଁ ଯାଆନ୍ତି ବୁଲିବା ପାଇଁ, କାଶ ମୁଁ ଯାଆନ୍ତି ଯିବା ପାଇଁ। ଆଉ ସେଇଟା ଥିଲା ଫାର୍ଷ୍ଟ ଡବିଂ। ଏବଂ ସେକେଣ୍ଡ ମୁଁ ଯେତେବେଳେ ଡ୍ରାମା କରୁଥିଲି ହରିଦାସ ଠାକୁର ତ ମୁଁ ସେତେବେଳେ ମାନେ ମହାପ୍ରଭୁଙ୍କର ଯୋଉ ଜିନିଷ ଗୁଡା ସହିତ ମୁଁ ଧୀରେ ଧୀରେ ଆହୁରି ଜଡିତ ହଉଥିଲି। ତ ମୋ ମନ ଭିତରେ ଭିତରେ ମୁଁ ମାନେ ଯେମିତି ଗୋଟେ ମାନେ କଣ କହିବି ଅନ୍ୱେଷଣ କରିବାରେ ମୁଁ କେମିତି ଯିବି, କେବେ ଆସିବ ସେଦିନ, ତ ଏଇଟା ଚାଲିଥିଲା ମାଇଣ୍ଡରେ ସବୁବେଳେ। ବଟ୍ ଫାଇନାଲି ମୁଁ 2 ଦିନ ଯିବା ପୂର୍ବରୁ ମୁଁ ମାଇଣ୍ଡରେ ଆଉ ଗୋଟେ ଜିନିଷ ଡିସାଇଡ୍ କଲି କି ଯେହେତୁ ମାନେ ମହାପ୍ରଭୁଙ୍କର ଜାଗା ମୁଁ ଗଲେ ମୁଁ ସେଇଠି ଯେମିତି ଚେଷ୍ଟା କରିବି ଯେମିତି ଅଧିକ ଟିକେ କୀର୍ତ୍ତନ କରିବା ପାଇଁ। ଆଉ ଆଉ ଗୋଟେ ଜିନିଷ ଥିଲା କୀର୍ତ୍ତନ ଏବଂ ପ୍ରଭୁପାଦଙ୍କ ଶିଷ୍ୟଙ୍କୁ ଦେଖିବା ପାଇଁ। ବଟ୍ କୀର୍ତ୍ତନର ମୋ ଭୋକଟା ମେଣ୍ଟିଲା, ବଟ୍ ପ୍ରଭୁପାଦଙ୍କର ଶିଷ୍ୟମାନଙ୍କୁ ମୋର ଆହୁରି ମନ ଭିତରେ ସେ ଭୋକଟା ସରେଇନି। ମୁଁ ଆହୁରି ଚାହୁଁଥିଲି କି ଆହୁରି କିଛି ପ୍ରଭୁପାଦଙ୍କ ଶିଷ୍ୟଙ୍କ ସହିତ ମିଶି ମାନେ ଦେଖା ହେଇଥାନ୍ତି କି ତାଙ୍କୁ ଦେଖନ୍ତି, ତାଙ୍କ କଥା ଶୁଣନ୍ତି। ଆଉ ମାନେ ଏତେ ସୁନ୍ଦର ଲାଗୁଥିଲା ଶଙ୍କର୍ଷଣ ପ୍ରଭୁଙ୍କ କଥା ଶୁଣିକି ମତେ ଲାଗୁଥିଲା ମୁଁ ସେ ପ୍ରଭୁଜୀ କାହିଁକି ବନ୍ଦ କଲେ କେଜାଣି, ଆରେ ଆହୁରି ଶୁଣନ୍ତେ, କଣ ମାର୍କେଟ କରିବା ଯିବା, କଣ ହବ ସେ ମାର୍କେଟ କରିବାରେ, ଏଠି ଶୁଣିଥାନ୍ତେ ରାତି 10ଟା 11ଟା ଯାଏ ଯାହା ବି ସମୟ। ବଟ୍ ସିରିୟସଲି ବହୁତ ମାନେ ଆନନ୍ଦ ଲାଗୁଥିଲା ଶୁଣିବା ପାଇଁ। ଆଉ ବିଗ୍ରହଙ୍କୁ ଦେଖିକି ତ ବଟ୍ ସରି ଟୁ ସେ କି ସେ ମୁଁ ଏଥର ଇଏରେ ସେବା ଭଲସେ କରିନି ମୁଁ ନିଜ ତରଫରୁ। କାରଣ ମୁଁ ପତା ନାହିଁ କଣ ହଉଛି ସେବାରେ ମୋ ଶରୀର ମୋ ସହିତ ସାଥ ଦଉନଥିଲା। 2 ଦିନ ଦିନରେ ମୋ ମୁଣ୍ଡ ଏତେ ବିନ୍ଧୁଥିଲା ମାନେ ନିଜେ ବି ମୁଁ ମଙ୍ଗଳ ଆଳତି ଯିବା ପାଇଁ ମୋ ସାହସ ହଉନଥିଲା। ବଟ୍ ମାନେ ସମସ୍ତଙ୍କ କୃପା ଆଉ ହଉଛି ପ୍ରଭୁଜୀଙ୍କ କୃପା ମେ ବି ଥିଲା ସୋ ଦ୍ୟାଟ ମୁଁ ମାନେ ରାତି ଯେତେବେଳେ ରାତି 3ଟା ବେଳେ ଉଠିଲି ତ ସେତେବେଳେ କିଛି କିଛି ନଥିଲା, ସବୁ ଠିକ। ବଟ୍ ଦିନରେ ମୁଁ ବହୁତ ମାନେ ପରିଶାନ ହଉଥିଲି, ମୁଁ କେତେ ସୁନ୍ଦର ଇଏଟା ମୁଁ କେମିତି ତାକୁ ବଢିଆ କିନା ହଉଛି ଇନଭେଷ୍ଟ କରିବି ଏ সময়ଟାକୁ, ବଟ୍ ସେତିକି ହେଇପାରୁନଥିଲା। ହଁ ମଙ୍ଗଳ ଆରତୀ ମୁଁ ଯାଇ ବଟ୍ ଯୋଉଟା କି ଆମେ ଯାହା ଚାହୁଁ ସେଇଟା ହୁଏନି, ଯୋଉଟା ଭଗବାନ ଚାହାନ୍ତି ସେୟା ହୁଏ। ଆକ୍ଚୁଆଲି ମୁଁ ରାତିରେ ସମସ୍ତଙ୍କୁ କହିଥିଲି ମତେ ଲାଗୁନି ମୁଁ ହଉଛି
ମଙ୍ଗଳ ଆରତୀ ଆଟେଣ୍ଡ କରିପାରିବି ବୋଲି, କାରଣ ମୋ ଦେହ ବହୁତ ମାନେ ଇଏରେ ଥିଲା। ମାନେ ଥ୍ୟାଙ୍କ୍ସ ଟୁ ମାନେ ଡିଭୋଟି ସେଦିନ ରାତିରେ ଇଏ ସତ୍ୟପ୍ରଭୁ ଆସି ମୋ ଗୋଡ ମାନେ ଘଷି ଦେଲେ, ଏ ପ୍ରଭୁ ଯେ ଆପଣଙ୍କ ଗୋଡ, ମୁଁ କହିଲି, ନାଇଁ ନାଇଁ ନାଇଁ, ସେ ଜବରଦସ୍ତି ଗୋଡ ଘଷି ଦେଲେ। ମାନେ ସକାଳୁ ଏତେ ସୁନ୍ଦର ମୁଁ ମାନେ ଦର୍ଶନ ମାନେ ସେ ଆମେ ପ୍ରଥମେ ଦର୍ଶନ କରିଥିଲୁ ପଞ୍ଚତତ୍ତ୍ୱ, ତାପରେ ନୃସିଂହଦେବଙ୍କୁ ଦର୍ଶନ ପାଇନଥିଲି। ମୁଁ ସମସ୍ତଙ୍କୁ ପଚାରୁଛି ନୃସିଂହଦେବ କୋଉଠି ଅଛନ୍ତି। ତ ନେକ୍ସଟ ଡେ ଯାଇଥିଲୁ, ଆଉ ଏତେ ସୁନ୍ଦର ଦର୍ଶନ, ଏତେ ମାନେ ମାନେ ସତରେ ପଞ୍ଚତତ୍ତ୍ୱ ଆଉ ରାଧା ମାଧବ ମାନେ ମାନେ ଦେଖିଥିଲି ମୋବାଇଲରେ ଲାଇଭ ଦେଖିଥିଲି, ବଟ ସତରେ ଦେଖିଲା ପରେ ଗୋଟେ ଅଲଗା ଜିନିଷ ଫିଲ୍ ହଉଥିଲା କି ସତରେ ଏଇଠି ଅଛନ୍ତି। ଆଉ ତାପରେ ଯୋଉ ପ୍ରକାର ଚାରି ପାଖରେ ସେ ମାୟାପୁରକୁ ବନା ଯାଇଛି ଏମିତି, ଆପଣ ଯାହାକୁ ଦେଖିବେ ସେ ଛୋଟ ଛୋଟ ବ୍ରହ୍ମଚାରୀ ହୁଅନ୍ତି, ସେ ପନେର ହୁଅନ୍ତି, ତାଙ୍କ ସାଇକେଲ ଚଲା ପାଖରୁ ନେଇ ତାଙ୍କର ସେ ଯୋଉ ଗାଡିଟା ଅଛି, ମାନେ ଏ ତ ପଇସା ବାଲା ହେଇଥିବେ ବଟ ଏତେ ଏଇ ନର୍ମାଲ ଗାଡି ଚଢିକି ପୁରା ସାଇଁ 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 ହେଇକି ଯାଉଛନ୍ତି, ବଢିଆ କିନା ଆନନ୍ଦ ଲାଗୁଛି। ସେ ମାଟିରେ ଯେମିତି ପୁରା ମାନେ ନର୍ମାଲ ମଣିଷ ସେ ଜିନିଷକୁ ବୁଝିପାରିବ କି ନାହିଁ, ବଟ ଗୋଟେ ଭକ୍ତ ହିଁ ବୁଝିପାରିବ ସମଥିଙ୍ଗ ସ୍ପେଶିଆଲିଟି ସେ ମାଟିରେ ଅଛି। ସେ ମାଟିର ଭିତରେ ହିଁ ଆପଣଙ୍କୁ ଯେମିତି ଗୋଟେ ମାଟିର ଗୋଟେ ମାନେ ପାୱାର ଅଛି, ଯୋଉ କି ସମସ୍ତଙ୍କୁ ଗୋଟେ ବାନ୍ଧିକି ରଖିଲା ଭଳିଆ, ଆଉ ସମସ୍ତଙ୍କୁ ଗୋଟେ ଭଲ ପାଇବା ଦେଲା ଭଳିଆ ସେ ଫିଲ୍ ହଉଥିଲା। କିଏ ତାପରେ ଆଉ ଗୁଡାଏ ଜିନିଷ ଥିଲା, କି ଖାଇବା ବି ବହୁତ ବଢିଆ ଥିଲା। ଆ, ବହୁତ ସୁନ୍ଦର ଖାଇବା ଥିଲା ଏଥର। ଆଉ ଲାଷ୍ଟ ଟାଇମ ଯୋଉ ଖାଇବାଟା ମୋର ସବୁଠୁ ସ୍ପେଶିଆଲ ସେ ଖାଇବାଟା ଥିଲା। ଆଉ ଜାଗା ଜଗନ୍ନାଥଙ୍କ ଦର୍ଶନ ଏତେ ବଢିଆ ଜଗନ୍ନାଥ ମୁଁ କେବେ ଜୀବନରେ ଆଉ ଆଉ ଅନ୍ୟ ଜାଗାରେ ମତେ ଲାଗୁନି ଏତେ ସୁନ୍ଦର ଜଗନ୍ନାଥ ଦେଖିବା ପାରିବା ବୋଲି। ଏତେ ମାନେ ଯେମିତି ଲାଗୁଥିଲେ ଜଗନ୍ନାଥ କହୁଛନ୍ତି କି ଆରେ ମତେ ଦେଖ ତମେ, ଆଉ ଅନ୍ୟ ଆଡେ କିଛି ଦେଖନି, ମତେ ହିଁ ତମେ ଦେଖ। ଆଉ ସେ ଜଗନ୍ନାଥଙ୍କ ଜାଗା ଆଉ ଆଉ ଯୋଉଠି ଥିଲେ ମାନେ 500 ବର୍ଷ ଧରି ଯୋଉଠି ପୂଜା ହଉଛନ୍ତି, ସେଇ ଜାଗାଟା ବି ମତେ ଭାରି ସୁନ୍ଦର ଲାଗିଲା, ବହୁତ ବଢିଆ ଲାଗିଲା। କି ମୁଁ ମନେ ମନେ କହୁଥିଲି କାଶ ପ୍ରଭୁ ଯେ ଆମକୁ ଏଇଠି ରଖିବାକୁ କାହିଁକି ରଖିଲେନି, ଏଇଠି ରହିଥିଲେ ଭାରି ବଢିଆ ହେଇଥାନ୍ତା। ପଛରେ ଏମିତି ଗଛ ମଛ ଥିଲା ସବୁ ବଢିଆ ରହିବା ପାଇଁ, ବହୁତ ସୁନ୍ଦର ଥିଲା। ଆଉ ମାନେ ଫାର୍ଷ୍ଟ ଟାଇମ ହଉଛି ମୁଁ ପ୍ରଥମେ ଟିକେ ମାଇଣ୍ଡରେ ଇଏ ଆସିଥିଲା କି କଣ ଏତେ ପିଲା ନେଗେଟିଭିଟି ଟିକେ ଆସିଥିଲା, କି କଣ ଆମେ ଏତେ ପିଲା ଏଇ ଗୋଟେ ରୁମ ରେ ରହିପାରିବା ହେଲା। ବଟ ତାପରେ ଗୋଟେ ଜିନିଷ ଏତେ ବଢିଆ ଲାଗିଲା କି ତମେ ଯେତେବେଳେ ସମସ୍ତେ ଗୋଟେ ଜାଗାରେ ରହିଲା ପରେ, ଆଉ ତମେ ଯେତେବେଳେ ତମର ଫୋକସ ଟା ଅନ୍ୟ ଆଡେ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷକୁ ଯିବ, ତାପରେ ସବୁ ଜିନିଷ ଗୁଡା ଏନଜୟମେଣ୍ଟ ରେ ଆଉ ତାପରେ ଆମ ରୁମ ରେ ଏତେ ଏନଜୟମେଣ୍ଟ ଥିଲା, ମତେ ଲାଗୁଥିଲା ଏଇଟା ଆମେ ଭକ୍ତ ନୁହଁ, ଆମେ ଷ୍ଟୁଡେଣ୍ଟ ମାନେ ଆସିଛୁ ଗୋଟେ ପୁରା ହଷ୍ଟେଲ ରେ ପୁରା ରହିଛୁ ପୁରା। ଆଉ ଏତେ ମଜା ମସ୍ତି ପୁରା ଅଲଗା, ଆଉ ସବୁ କେହି କଣ ନା ସବୁ ସାଙ୍ଗ ପୁରା ମାନେ ଆଉ ବୟସର କେହି ତାରତମ୍ୟ ନାହିଁ, ପୁରା ସବୁ କ୍ଲୋଜ ଫ୍ରେଣ୍ଡ ଭଳିଆ ଏମିତି ଲାଗୁଥିଲା। ଆଉ ପ୍ରଭୁଜୀ ବହୁତ ଥ୍ୟାଙ୍କ ୟୁ ଆପଣଙ୍କୁ, ଆପଣ ଏମିତି ମାନେ ଏ, ଆମ ଜୀବନରେ ମୁଁ ଜାଣିନି ଅନ୍ୟମାନଙ୍କୁ କେମିତି କଣ ଲାଇଫରେ, ବଟ ମୋ ଲାଇଫରେ ଗୋଟେ ଗୋଟେ ନୂଆ ଜିନିଷ। ଆଉ ଯେହେତୁ ଆମେ ଭୌତିକ ର ମାନେ ଭୌତିକ ସୁଖ ପାଇଁ ଏତେ ରନିଂ କରିଛୁ, ବଟ ତା କମ୍ପାରିଜନ ରେ ଏଇ ମାନେ ଏଇ ଜିନିଷ ଗୁଡାର ମୂଲ୍ୟ ବହୁତ ରହିଛି। ଆପଣ ମାନେ କିଏ ବହୁତ ଜଣ ଅଛନ୍ତି କମ ଏଜ ରେ ମେ ବି, କାରଣ ମୋ ଲାଇଫ ଏକ୍ସପିରିଏନ୍ସ ରୁ ମୁଁ କହୁଛି କି ଆମେ ଯେତେ ଭାଗ ଦୌଡ କଲା ପରେ ମୁଁ ଏ ଜିନିଷ ଟା ମେ ବି ବେଶୀ ରିଏଲାଇଜ କରିପାରୁଛି କି ଏତେ ସୁନ୍ଦର ଲାଗୁଛି ଏ ଜିନିଷ ଗୁଡା। ହଁ, ଯିଏ ମୁଁ ବହୁତ ଜଣଙ୍କ ସହିତ କଥା ହୁଏ କି ତମେ କଣ କରିବାକୁ ଚାହୁଁଛ, ବହୁତ ଜଣ ପିଲା କୁହନ୍ତି ମୁଁ ଜବ୍ କରିବି ଇଏ କରିବି, ବଟ ଯାହା କରୁଛ କର, ବଟ ଦେଖ ଏଇ ଜିନିଷଟା ତମ ଯାହା ବି କରୁଛ ତା ସାଙ୍ଗରେ ଏଇଟା ବଢିଆ କିନା କରୁଛ କରୁଛ ଯଦି ତାର ସ୍ଵାଦ ଟା ଟିକେ ଡିଫରେଣ୍ଟ ଲାଗିବ ହେଲା। ମୁଁ ବି ଜାଣିନି ମୋ ଲାଇଫରେ ଡେଷ୍ଟିନି କଣ, ମୁଁ କିଛି ଲାଇଫରେ କରିବା ପାଇଁ ଚାହୁଁଛି, ବଟ ମୁଁ ଆଗରୁ ତ କେବେ ଭାବିନଥିଲି କି ମୁଁ ଭଗବାନ ପାଇଁ କଣ କରିବି ନାହିଁ, ସବୁବେଳେ ସେଲଫିଶ ସେଇ ନିଜ ପାଇଁ ସବୁବେଳେ ଚାହୁଁଥିଲୁ। ବଟ ହଁ, କି ଭଗବାନଙ୍କ କୃପା ଯଦି ରହିଲା ତ ଆମେ ସେବା କରିବାର ସୁଯୋଗ ମିଳିବ। ଭଗବାନ ଏତିକି କୃପା କରିଛନ୍ତି, ତାଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଛି। ଆଉ ସେଥିରେ ସାଟିସ୍ଫାଇ ନୁହଁ, ବଟ ସେବା କରିବା ପାଇଁ ଚାହୁଁଛୁ। ତ ଦେଖାଯାଉ ଭଗବାନଙ୍କ ସେବା ଆଉ ସାଧୁ ଗୁରୁଙ୍କ ସେବା କରିବାର ସୁଯୋଗ ଯଦି ମିଳିବ, ଆଉ ସମସ୍ତେ ଆମେ ଯଦି ମିଶିକି ଆହୁରି ବଢିଆ କିନା ଆମେ ଆମର ମାନେ ବାଉଣ୍ଡେସନ ଟା ରହିବ। ମୋର ଦୁଃଖ ଲାଗୁଥିଲା କିଛି ଯୋଉମାନେ ବୃନ୍ଦାବନ ଟ୍ରିପ ରେ ଆମ ସହିତ ଥିଲେ ବଟ ମାୟାପୁର ଟ୍ରିପ ରେ ନାହାନ୍ତି, ମତେ ତାଙ୍କ ପାଇଁ ଟିକେ ଦୁଃଖ ଲାଗୁଥିଲା କି କାଶ ସେମାନେ ବି ଆମ ସହିତ ଥାନ୍ତେ ତ ଆମେ ଆହୁରି ବି ମସ୍ତି କରିଥାନ୍ତେ। ଆଉ ସବୁଠୁ ବଢିଆ ମତେ ମାନେ ଯୋଉମାନେ କୀର୍ତ୍ତନରେ ହେଲ୍ପ କରୁଥିଲେ, ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ କହିବି। ଆଉ ମୁଁ ବହୁତ ଏନ୍ଜୟ କରିଛି, ଆଉ ମୁଁ ଭାବୁଛି ତମେ ମାନେ ବି ବହୁତ ଭଲ ଏନ୍ଜୟ କରିଥିବ ଆମେ କୀର୍ତ୍ତନ ଯୋଉ ବାଟ ସାରା ପୁରା କରିକି ଯାଇଥିଲୁ। ଆଜ୍ଞା। ଧନ୍ୟବାଦ। ହରେ କୃଷ୍ଣ। ଆଜ୍ଞା।
ମୁଁ ବି ଯେତେବେଳେ ପ୍ରଥମେ ଶଙ୍କର୍ଷଣ ପ୍ରଭୁଙ୍କ ଘରକୁ ଯାଉଥିଲି ତ ଆମେ ଉଠି ପାରୁନା। ଆମେ ପ୍ଲାନ୍ କରିଥାଉ ଶଙ୍କର୍ଷଣ ପ୍ରଭୁଙ୍କ ଘରକୁ ଫାଷ୍ଟ ଯିବୁ, ସେଇଠି ପ୍ରସାଦ ପାଇବୁ, ତାପରେ ଟିକେ କଥାବାର୍ତ୍ତା ହବୁ, ତାପରେ ରାଧା ମାଧବ ପାଖକୁ ଯିବୁ, ତାପରେ କିଛି ଜାଗା ବୁଲିବୁ, ତାପରେ ଆସିବୁ ଆଉ ପୁଣି ଆଉ ଥରେ ପ୍ରସାଦ ପାଇବୁ ପ୍ରଭୁଜୀଙ୍କ ଘରେ। ତାପରେ ରାତିରେ ଯଦି ରୁମ୍ ମିଳିଲା ମାୟାପୁରରେ ତ ଠିକ ଅଛି, ନହେଲେ ଶଙ୍କର୍ଷଣ ପ୍ରଭୁଙ୍କ ପାଖରେ ରହୁଥିଲୁ ପ୍ରାୟ ଆମେ। ଆକ୍ଚୁଆଲି ଶଙ୍କର୍ଷଣ ପ୍ରଭୁ ପୁରା ବାନ୍ଧି ଦେଇଥିଲେ ଆମକୁ, ଆମେ ଆଉ ବାହାରି ପାରୁନଥିଲୁ, ଆମକୁ ଭଲ ଲାଗୁଥିଲା ପ୍ରସାଦ ବି କଥା ବି ସବୁ କିଛି। ଆଉ ସଚୀ ମାତା ତ ବହୁତ ସୁନ୍ଦର ଭାବରେ ଟ୍ରିଟ୍ କରନ୍ତି, ମାନେ ଆମମାନେ ଯଦି କେତେ ଜୁନିୟର କିନ୍ତୁ ସେମାନେ ଆମକୁ ଏତେ ଅନର କରୁଥିଲେ। ତ ମୁଁ ଜାଣିକି ବୁଝିପାରୁଥିଲି ଯେ ଯଦି ପ୍ରଭୁପାଦଙ୍କ ଶିଷ୍ୟମାନେ ଏଇଭଳିଆ ତାହେଲେ ପ୍ରଭୁପାଦ କେମିତି ହେଇଥିବେ। ତ ସେଇ ଫିଲିଂଟା ଆମକୁ ଭାଗ୍ୟବଶତଃ ମିଳିଯାଇଛି। ପ୍ରଭୁପାଦଙ୍କର ଆହୁରି କିଛି ଶିଷ୍ୟଙ୍କ ସହିତ ଆମେ ମିଶିଲୁ, ଯଦ୍ୟପି ଅନାଥ ପ୍ରଭୁ ହୁଏତ ନଥିଲେ ସେଠି, ଯେମିତି ଆଉ ଜଣେ ମାନେ ଦେଖିକି ଜାଣି ଯାଉଥିଲା ଇଏ ପ୍ରଭୁପାଦଙ୍କ ଶିଷ୍ୟ। ମାନେ ତମେ ପ୍ରଭୁପାଦଙ୍କ ଶିଷ୍ୟକୁ ଦେଖିକି ଜାଣିଯିବ, ତାଙ୍କ ପ୍ୟୁରିଟିକୁ ଦେଖିକି ଜାଣିଯିବ ଯେ ଇଏ ପ୍ରଭୁପାଦଙ୍କ ଶିଷ୍ୟ। ସେ ଜଣେ ପ୍ରଭୁ ଆଉ ଜଣେ କରୁଥିଲେ କୃତଜ୍ଞ ପ୍ରଭୁ, ସେ ତୁଳସୀ ଆରତୀରେ ଡ୍ୟାନ୍ସ କରୁଥିଲେ, ମୁଁ ସେଇଠୁ ଦେଖି ଜାଣିଗଲି ପ୍ରଭୁପାଦଙ୍କ ଶିଷ୍ୟ। ଆଉ ଆଉ କେତେ ଜଣଙ୍କୁ ମତେ ଲାଗିଲା ପ୍ରଭୁପାଦଙ୍କ ଶିଷ୍ୟ, କିନ୍ତୁ ମୁଁ ତାଙ୍କୁ ପଚାରି ପାରିନି ଆଉ ସମସ୍ତଙ୍କୁ। ତ କୃତଜ୍ଞ ପ୍ରଭୁଙ୍କୁ ମୁଁ ଯାଇ ପଚାରିଲି, ପ୍ରଭୁ जी ଆପଣ ଆମକୁ କ୍ଲାସ ଦେବେ କି? ସେ କହିଲେ ଆଇ ଡୋଣ୍ଟ ଅଣ୍ଡରଷ୍ଟାଣ୍ଡ ଇଂଲିଶ, ଆଇ ଏମ୍ ଫ୍ରମ ଫ୍ରାନ୍ସ। ତ ସେଥିପାଇଁ ତାଙ୍କୁ ଆଉ କହିଲିନି। ଆଉ ଜୀବଦୟା ପ୍ରଭୁ, ଜୀବନାଥ ପ୍ରଭୁ ତ କହିଲେ ଯେ he was tired, so although our schedule ଥିଲା ଜୀବନାଥ ପ୍ରଭୁଙ୍କଠୁ ଶୁଣିବାକୁ, but he was tired so he could not also take class. ବଟ୍ ଶଙ୍କର୍ଷଣ ପ୍ରଭୁ ଆସିଲେ, ବହୁତ ବହୁତ ଧନ୍ୟବାଦ। ଶଙ୍କର୍ଷଣ ପ୍ରଭୁଙ୍କୁ ମୁଁ ତ ଆଣିବାକୁ ଯାଇପାରିନଥାନ୍ତି, ସିଦ୍ଧାର୍ଥ ପ୍ରଭୁ ଥିଲେ ବୋଲି ହେଲା। ମୁଁ ସିଦ୍ଧାର୍ଥ ପ୍ରଭୁଙ୍କୁ କହିଲି ପ୍ରଭୁ जी ଆପଣ ଯାଇକି ଆଣନ୍ତୁ, ତ ସେ ଯାଇ ଆଣିଲେ। ଆଉ ଶଙ୍କର୍ଷଣ ପ୍ରଭୁ ଆସୋସିଏସନଟା ବି ମିଳିଲା, ଭଲ ହେଲା। କାରଣ ଏଇଭଳି ଶୁଦ୍ଧ ଭକ୍ତଙ୍କ ଆସୋସିଏସନ ଆମ ପାଖରେ ଆଉ ବେଶୀ ସମୟ ରହିବନି। ଦେ ଆର୍ ଅଲ୍ ମାନେ ସେମାନେ ସବୁ କୃଷ୍ଣଙ୍କ ପାଖକୁ ପ୍ରଭୁପାଦଙ୍କ ସେବାରେ ପୁଣି ନିତ୍ୟ ନିୟୋଗ ହବାକୁ ରେଡି ହେଇଗଲେଣି। ତ ଆମକୁ ବହୁତ ଜଲ୍ଦି ହିଁ ସେମାନଙ୍କ ସଙ୍ଗ ନେବା କଥା ସମସ୍ତଙ୍କର। ସେଥିପାଇଁ ବହୁତ ବଡ ଭାଗ୍ୟର କଥା ଏମାନଙ୍କ ସବୁ ସଙ୍ଗ ମିଳିଲା। ଆଉ ସେଇ ସରିଲେ ଜୟପତାକା ମହାରାଜଙ୍କର ବି ଆମେ କ୍ଲାସ କରିବୁ ବୋଲି ଭାବିଥିଲୁ। ମହାରାଜ ବି ଶିଖ ଅଛନ୍ତି, ଇଜ ଇନ୍ ଦିଲ୍ଲୀ, ନହେଲେ ତାଙ୍କର ବି ସଙ୍ଗ ମିଳିଥାନ୍ତା। ଆରଥର ଆମକୁ ମିଳିଥିଲା, ଆମେ ଜୟପତାକା ମହାରାଜଙ୍କ କ୍ଲାସ ଶୁଣିବାକୁ ଯାଇଥିଲୁ ଛାତ ଉପରକୁ। ତ ଓକେ, ନେକ୍ସଟ ସୌମ୍ୟ ପ୍ରଭୁ, ନେକ୍ସଟ ତାପରେ ଶୁଭକାନ୍ତ। ସମସ୍ତେ 2 ମିନିଟ ଭିତରେ ଟିକେ ସର୍ଟ ରଖିବାକୁ ଚେଷ୍ଟା କର, ଦେଖିବା ଲେଟ୍ସ ସି। ହରେ କୃଷ୍ଣ ପ୍ରଭୁ, ଦଣ୍ଡବତ ପ୍ରଣାମ। ତ ଏଇଟା ଫାଷ୍ଟ ମାୟାପୁର ଟ୍ରିପ୍। ସବୁବେଳେ ମୁଁ ଯୋଉ ଯେତେବେଳେ ଧାମକୁ ଯାଉଛି, ସବୁବେଳେ ଘର ସହିତ ମିଛ କଥା କହି ଯାଉଛି। ଏବେ ଯାଏ ମଧ୍ୟ ମୁଁ ଘରକୁ ସତ କଥା କହିପାରୁନି କେବେ, କେମିତି କହିବି ମତେ ସେଟା ପ୍ରାର୍ଥନା କରୁଛି ଚୈତନ୍ୟ ମହାପ୍ରଭୁ। ଯେତେବେଳେ ଆମେ ମନ୍ଦିର ମାୟାପୁର ଯିବାର ଥିଲା 10 ଦିନ ପୂର୍ବରୁ ପ୍ରଭୁଜୀଙ୍କୁ ମନା କରିଥିଲି ନା ମୁଁ ଯିବିନି, କିନ୍ତୁ ଲାଷ୍ଟ 5-6 ଦିନ ଥିଲା ଚୈତନ୍ୟ ମହାପ୍ରଭୁଙ୍କୁ ଖାଲି ପ୍ରାର୍ଥନା କଲି, ଯାହା କରୁଛ କରନ୍ତୁ ପ୍ରଭୁ ମହାପ୍ରଭୁ, ମତେ ଯେମିତି ହଉଛି ହଉ, ମୁଁ ପଳେଇବି ତ ଆଉ। କିଏ କଣ କଣ କରନ୍ତୁ ବା କିଏ ନ କରନ୍ତୁ, ମୁଁ ଯେମିତି ହେଲେ କଣ ହେଲେ କହିକି ପଳେଇବି। ଲାଷ୍ଟ ମୋମେଣ୍ଟ ଟ୍ରେନ 11ଟା ଅଧଉ ଥିଲା, 10ଟା 40 ଯାଏଁ ମୁଁ କନଫର୍ମ ନଥିଲି ଯେ ଯିବି ବୋଲି। ଘରେ ଟିକେ ପ୍ରୋବ୍ଲେମ ହେଇଯାଇଥିଲା, ମୋ ଭାଣିଜୀ ଜନ୍ମ ହେଇଥିଲା 3-4 ଦିନ ତଳେ, ତ ତା ଦେହ ଖରାପ ଥିଲା, ବହୁତ ପ୍ରୋବ୍ଲେମ ଥିଲା। ଇଚ୍ଛା ନଥିଲା ଯେ ଯିବି, କଣ ପାଇଁ ଯିବି, 10ଟା 40 ହେଲାଣି। ମାନେ ଯାହା କରୁଛୁ କର ମହାପ୍ରଭୁ, ମତେ ମୁଁ ଯିବି ତ ଆଉ, କଣ ହଉଛି ହଉ, ତମେ ଦେଖିବ ଆଉ, ଘର କଥା ତମେ ଦେଖିବ, ଏମିତି କହି ଚାଲିଲି ଆଉ। ତାପରେ ତ ଭଲ ଲାଗିଲା। ଆମେ ଯେତେବେଳେ ଟେମ୍ପୁଲ ଯାଇଥିଲୁ TOVP, ବହୁତ ସୁନ୍ଦର ଲାଗୁଥିଲା। ଆମ ଭୁବନେଶ୍ୱର ଡିଭୋଟି ମାନେ, ବହୁତ ଡିଭୋଟି ମାନେ ସବୁ ଯୋଉ ଡୋନେସନ କରିଥିଲେ ମନ୍ଦିର ପାଇଁ, ସେଇଟା ଗୋଟେ ବଡ କଥା। ଅଧିକାଂଶ ସମସ୍ତେ ଡୋନେଟ କରିଥିଲେ। ତ ଯେତେବେଳେ ମୁଁ ଇସ୍କନ ଟେମ୍ପୁଲରେ ଯାଉଛି, ସବୁବେଳେ ମୋ ଆଖିରେ ଖାଲି ଲୁହ ବାହାରୁଛି। ଆଉ କୋଉ ଟେମ୍ପୁଲ ଦେଖିଲେ ଗଲେ ଏତେ ଜଣା ପଡେ ନାହିଁ, ଇସ୍କନ ଯଦି କୀର୍ତ୍ତନ ଚାଲିଥିବ ଯଦି ଦେଖିଲେ ମୋ ଆଖିରେ ଖାଲି ଲୁହ ବାହାରି ପଡେ। ଯୋଉଠି ଗଲେ ତାପରେ ଏତେ ବଡ ପଞ୍ଚତତ୍ଵ କଳନା କରି କଣ କହିପାରିବି। ଆଉ ସବୁବେଳେ ପ୍ରସାଦ ପ୍ରସାଦ ଏତେ ସୁନ୍ଦର ଭାବେ ପ୍ରସାଦ ମିଳେ ଯେ ଖାଲି ବାଥରୁମ ଖାଲି ପ୍ରସାଦ ଖାଇବି। ଆଉ ଗୋଟେ ହେଲା ଗଙ୍ଗା ସ୍ନାନ। ଗଙ୍ଗା ସ୍ନାନ ଆଉ ଟିକେ ଗାଧେଇଥାନ୍ତି, ମୋର ଇଚ୍ଛା ଥିଲା, ପହଁରିବାର ଥିଲା, କିନ୍ତୁ ପ୍ରଭୁଜୀ ମନା କରୁଥିଲେ ନାଇଁ ଯାଇପାରିବନି। ହରିତ ପ୍ରଭୁ ନାଇଁ ଯାଇପାରିବନି, ତମେ ବାହାରକୁ ଯାଇପାରିବନି। ସାତିପତି ପ୍ରଭୁ ମଧ୍ୟ କହିଲେ ବାହାରକୁ ଯାଇପାରିବନି, ଏଠି କୋଉଠି ଜଗିଛନ୍ତି। ଆଉ ସାତିପତି ପ୍ରଭୁଙ୍କ ପାଖରେ ରହିଲେ ଟିକେ ଭୟ ଲାଗୁଛି,
ଯେମିତିକି ସମସ୍ତେ ସିନିୟର ଡିଭୋଟି ମାନେ କୁହନ୍ତି ଯେ ଯଦି ଗୋଟେ ଶୁଦ୍ଧ ବୈଷ୍ଣବ ବା ଗୋଟେ ସିନିୟର ଡିଭୋଟି ମାନେ ପାଖରେ ଯିଏ ଗଲେ ମଧ୍ୟ ତାଙ୍କୁ ଟିକେ ଡର ଲାଗେ। ତେଣୁ ମତେ ମଧ୍ୟ ଡର ଲାଗେ, କିନ୍ତୁ ପ୍ରଭୁଜୀଙ୍କ ସହିତ ଗୋଟେ ଗୋଟେ ପ୍ରଶ୍ନ ଯଦି ପଚାରି ଏତେ ସୁନ୍ଦର ଭାବେ ଏତେ ନିଜ ପିଲା ଭଳିଆ ଯଦି ଆମକୁ କଥା କୁହନ୍ତି, ସେଇଟା ମୁଁ ଛାତି ପ୍ରତି ପାଖରେ ଋଣୀ ହେଇଯାଏ। କଣ କହୁ ତାଙ୍କୁ ଆଉ କିଛି କହିବାର କଥା ନାହିଁ, କିଛି କହିପାରୁନି ତାଙ୍କ ବିଷୟରେ। ଆଉ ଯେମିତି ମତେ ସବୁଠୁ ବଢିଆ ଲାଗିଲା ସୁଦାସାନ କୀର୍ତ୍ତନ ଯୋଉ କରୁଛନ୍ତି ସବୁବେଳେ, କିନ୍ତୁ ଜଣେ ଯୋଉ କ୍ଷୀର କ୍ଷୀର ପିଇକି ଯାଉଥିଲା ଗୋଟେ ବ୍ରହ୍ମଚାରୀ ତାଙ୍କୁ ଆଉଟ୍ କରିଦେଇଥିଲେ ମହାପ୍ରଭୁ ଥରେ ମୋର ଭାବ ସ୍ପିକର ଟା ଟିକେ ହେଇଯାଇଥିଲା। ପାଖରେ ରଖ, ମାଉଥ ସ୍ପିକର ଟା, ମାଇକ୍ରୋଫୋନ ଟା ଟିକେ ପାଖରେ, ନଟ୍ ସୋ ଆଉ କ୍ଲୋଜ। ଯୋଉ କୀର୍ତ୍ତନ ଟିକେ କରିବାକୁ ଦୂରରେ, 5 ସେଣ୍ଟିମିଟର ଦୂରରେ ରହିବ। ଯୋଉ କୀର୍ତ୍ତନ କରିବାକୁ କହୁଥିଲେ ମହାପ୍ରଭୁ ସେଠି ଶ୍ରୀବାସ ସାଙ୍ଗନରେ ଯୋଉ କୀର୍ତ୍ତନ କରୁଥିଲେ, ସେଇ ସମୟରେ ମହାପ୍ରଭୁ ଯୋଉ କାଢିଦେଲେ ତାକୁ, ମୋର କହିଲେ ଶ୍ରୀବାସ ମୋର ଆଜି ମୁଡ୍ ନାହିଁ, ଆଉ କିଏ ଗୋଟେ ଅଛି ଏ ଭିତରେ ଲୁଚିକି, ତା ଦେଖିଲା ବେଳୁ ଜଣେ ବ୍ରହ୍ମଚାରୀ ଥିଲା, ତାକୁ ବାଡେଇକି କାଢିଦେଲେ। ମତେ ସେଇଟା ଗୋଟେ ଦୁଃଖ ଲାଗିଲା, କିନ୍ତୁ କଣ କରିବା, ମହାପ୍ରଭୁ ତାଙ୍କ ପାର୍ଷଦ ମାନଙ୍କୁ ଯେତିକ ନିଜର ଆସୋସିଏସନ ଦିଅନ୍ତି, କିନ୍ତୁ ଆଉ କାହାକୁ ଦିଅନ୍ତି ନାହିଁ, ସେଇଟା ଗୋଟେ ବଡ କଥା। ଆଉ ଗୋଟେ ବଡ କଥା ହେଲା, ସଚୀ ମାତାଙ୍କର ଯୋଉ କହିଲେ ଯୋଉ ମହାପ୍ରଭୁ ସନ୍ନ୍ୟାସୀ ନେଲା ବେଳୁ, ମହାପ୍ରଭୁ ଏତେ ବଡ ଭଗବାନ ହେଇକି ମଧ୍ୟ ନିଜ ମା କଥା ଶୁଣୁଛନ୍ତି। ଆଜି ଆମେ ଟିକେ ଗୋଟେ 15 ବର୍ଷର ପିଲା 20 ବର୍ଷର ହେଇଗଲେ ମା କଥା ଶୁଣୁଛନ୍ତି, କିନ୍ତୁ ମହାପ୍ରଭୁ ସନ୍ନ୍ୟାସୀ ଆଉ ଭଗବାନ ହେଇକି ମଧ୍ୟ ମା କଥା ଶୁଣିକି ଯାଇକି ଆମର ଶ୍ରୀକ୍ଷେତ୍ରରେ ରହିଥିଲେ, ସେଟା ଗୋଟେ ବହୁତ ବଡ କଥା। ମହାପ୍ରଭୁ ଜନ୍ମସ୍ଥାନରେ ସେତେବେଳେ ମୁଁ ଲିମ୍ବ ପତ୍ର ଧରିକି ପଳେଇ ଆସିଛି, ଆଉ ମାଟି ମଧ୍ୟ ଧରିକି ପଳେଇ ଆସିଛି। ମୁଁ ଭାବିଲି ଲିମ୍ବ ପତ୍ର ନେଇ ଗୋଟେ ଗୋଟେ ପତ୍ର ଦିନକୁ ଖାଇବି, ଆଉ ବାବାଙ୍କୁ ଦେବି ତାଙ୍କ ଦେହ ଭଲ ହେଇଯିବ, ଏମିତି ଭାବିକି ଲିମ୍ବ ପତ୍ର ଆଣିଦେଇଛି ମହାପ୍ରଭୁଙ୍କର ତଳେ ଗୋଟେଇ ଗୋଟେଇ ଆଣିଦେଇଛି। ଆଉ ସବୁ ଆଗ ଡିଟିଜ ମାନେ ସବୁ 500 ବର୍ଷର ଡିଟିଜ ମାନେ ଦେଖିକି ତ ତାର ଭାବର ବିସ୍ତାର କରିହବନି। ଏତେ ପ୍ରଭୁଙ୍କୁ କୋଶ୍ଚିନ୍ ପଚାରିଥିଲେ, ସାତିପତି ପ୍ରଭୁ, ସାତପତି ପ୍ରଭୁ, ପ୍ରଭୁ 500 ବର୍ଷର ବିଗ୍ରହ କେହି ରହୁଛନ୍ତି ନା, ଏଇଟା ତ ଭଗବାନ କୃପା ନହେଲେ ହବନି, ଆଉ ଏଇଟା ପୁରା ନିଦା ଦାରୁ ବ୍ରହ୍ମରୁ ହେଇଛି, ଆଉ କୋଉଥର ହବନି। ଆଉ ଗୋଟେ ବଡ କଥା ହେଲା, ଆମେ ଅନନ୍ତ ପ୍ରଭୁ ଆଜି କୀର୍ତ୍ତନ କରିକି ଯାଉଥିଲୁ, ଅନନ୍ତ ପ୍ରଭୁ, ସନ୍ତୋଷ ପ୍ରଭୁ, ତାପରେ ଶୁଭମ ପ୍ରଭୁ, ରୋହିତ ପ୍ରଭୁ, ଆଉ ମୁଁ ଏ 6 ଘଣ୍ଟା ଯୋଉ କୀର୍ତ୍ତନ କରୁଥିଲି, ସେଟା ବଢିଆ ବଢିଆ ସୁନ୍ଦର ଲାଗିଲା। ଅନନ୍ତ ପ୍ରଭୁ, ସୁରେଶ ପ୍ରଭୁ କୀର୍ତ୍ତନ, କାହ୍ନୁ ପ୍ରଭୁଙ୍କର ବିଗ ମ୍ୟାନେଜମେଣ୍ଟ, ଆଉ ଉଦୟ ପ୍ରଭୁଙ୍କର ସାଉଣ୍ଡ ସେବା, ଆଉ ସତ୍ୟ ପ୍ରଭୁ, ରାଧି ପ୍ରଭୁଙ୍କର ମନ୍ତ୍ର, ଏଗୁଡା ବହୁତ ସୁନ୍ଦର ଲାଗିଥିଲା। ଆଉ ଗୋଟେ କୋଶ୍ଚିନ୍ ପଚାରି ଅମୃତେଶ ପ୍ରଭୁ, ପ୍ରଭୁ ଯେ ଯୋଉଠି ଗଲେ ମଧ୍ୟ ସାଙ୍ଗେ ସାଙ୍ଗେ ଯୋଉ ସମସ୍ତଙ୍କର ବାୟୋଡାଟା କାଢି ଦଉଛନ୍ତି, ସେଇଟା ମତେ ଗୋଟେ ଆଚମ୍ବିତ ଲାଗୁଛି। ଯାହା ପାଖକୁ ଗଲେ ମଧ୍ୟ ଏତେ ବାୟୋଡାଟା ନିଜେ ରଖୁଛନ୍ତି ପାଖରେ, ଏତେ ଶୀଘ୍ର ସେ ବାୟୋଡାଟା ଗୋଟେ ଆକ୍ୱାର କରୁଛନ୍ତି। କୋଶ୍ଚିନ୍ ସେଇଟା ମୋର, କେମିତି ସେଇଟା କରୁଛନ୍ତି? ଏତିକ ମୋର ରିଏଲାଇଜେସନ ଥିଲା। ଆଉ ସବୁଠୁ ବଡ ଧନ୍ୟବାଦ ଅମୃତେଶ ପ୍ରଭୁଙ୍କୁ ଦେବି, ଆମକୁ ବହୁତ ବଡ ସେବାରେ ଲଗେଇଛନ୍ତି। ଆଉ ଏଇଠି ଆମେ ବେଶୀ ସେବା କିଛି କରିପାରିନି ଏଇଠି ମୁଁ। ଆଉ ଗୋଟେ ରୋହିତ ବାବୁଙ୍କୁ ଟିକେ ମୁଁ କ୍ଷମା ମାଗିବି, କଣ ଯଦି କହିଦେଇଥିବି ତାଙ୍କୁ, ମତେ କ୍ଷମା ଓକେ, କରିଦେବେ। ହରେ କୃଷ୍ଣ। ହରେ କୃଷ୍ଣ। ଡକ୍ଟର ରୋହିତ ପ୍ରଭୁ କ୍ଷମା କରିଦେବେ ଆପଣଙ୍କୁ। ନେକ୍ସଟ ଶୁଭକାନ୍ତ ପ୍ରଭୁ। ହରେ କୃଷ୍ଣ ପ୍ରଭୁଜୀ, ସମସ୍ତଙ୍କୁ ମୋର ଦଣ୍ଡବତ ପ୍ରଣାମ। ପ୍ରଭୁଜୀ, ମୁଁ ଏବେ ଜଷ୍ଟ ଆସିକି ପହଞ୍ଚିଲି। ହଉ କୁହ। ଫାଷ୍ଟ କଥା, ମୁଁ ତ ପ୍ରଭୁଜୀ ମତେ ଆଗରୁ ବି ବହୁତ ଥର କହିଥିଲେ ମାୟାପୁର ବୃନ୍ଦାବନ ଟ୍ରିପରେ ଯିବା ପାଇଁ, ତ ଯାଇପାରେନି କୋଉ ଟାଇମରେ ଏକ୍ଜାମ କଣ ଏମିତି ସବୁ ରହିଯାଏ, କିନ୍ତୁ ଏଇଥର ମୁଁ ହିଁ ଭାବୁଛି, ମୁଁ ବୋଧେ ଏଇଥର ଫାଷ୍ଟ ଟିକେଟ କରିଛି ମୁଁ ବୋଧେ। ପ୍ରଭୁଜୀଙ୍କ କୃପାରୁ ଏଇଥର ଯାଇପାରିଲି ମୁଁ, ମତେ ଏବେ ବିଶ୍ୱାସ ହଉନି ମୁଁ ଯାଇକି ଆସିଛି ବୋଲି। ଆଉ ତ ପ୍ରଭୁଜୀ, ଫାଷ୍ଟ ମତେ ସବୁଠୁ ଭଲ ଲାଗିଲା କି ଯେ ଡିଭୋଟି ଆସୋସିଏସନ, ମତେ ତ ଆସିବା ପାଇଁ ଇଚ୍ଛା ହଉନଥିଲା। ମୁଁ ତ କାହ୍ନୁ ପ୍ରଭୁଙ୍କୁ ବହୁତ ଥର କହିଛି, ପ୍ରଭୁ ଆଉ ଆଉ 2 ଦିନ ରହିଯାଉନାହାନ୍ତି, ଆଉ 2 ଦିନ ରହିଯିବା ଆମେ ୟୁଥ ପିଲାମାନେ, ପ୍ରଭୁଜୀଙ୍କୁ କହିକି ରହିଯିବା, ଆଉ ପ୍ରଭୁଜୀଙ୍କ ସହ ଆଉ ସମସ୍ତେ ପଳେଇ ଯାଆନ୍ତୁ। ଆଉ ତାପରେ ମୁଁ ଯେବେ ଗଲି ଫାଷ୍ଟ ଦିନ, ଯେତେବେଳେ ଆମେ ଇଭିନିଂ ରେ ଆଟେଣ୍ଡ କଲେ ଯୋଉ ଗୌର ଆରତୀ, ସେଇ ଟାଇମ ରେ ସନ୍ତୋଷ ପ୍ରଭୁ ବି ମୋ ସହ ଥିଲେ। ମୁଁ ତାଙ୍କୁ ଖାଲି ଭିଡୁଥିଲି, ଆସ ଆମେ ଆଗକୁ ଯିବା, ପୁରା ଆଗକୁ ଯିବା, ପୁରା ଭିତରେ ପଶିକି ଗଳି ପଶିକି ଆମେ ପୁରା ଆଗକୁ ଯାଉଥିଲୁ। କାହିଁକି ନା ମୁଁ ଦେଖିଥିଲି ଏବେ ଯୋଉ ମାଧବଙ୍କର ଯୋଉ ଲୀଳାଟା ହେଇଥିଲା, ଯୋଉ ଫ୍ଲିଉଟା ଆଡଜଷ୍ଟ କରିଥିଲେ, ତ ମୁଁ ଭାବୁଥିଲି ସେମିତି ଆଉ ଟିକେ କିଛି ହେଇଯିବ କି, ଆମେ ପୁରା ଆଗରେ ଚାଲ ପଶିକି ପୁରା ଦେଖିବା ପୁରା କଣ ହଉଛି, କାଳେ ଆଉ କିଛି ଆମକୁ ଦେଖିବାକୁ ମିଳିଯିବ। ତ ବହୁତ ମାନେ ପୁରା ଭିତରେ ପୁରା ଠେଲା ପେଲା କରିକି ପୁରା ଆଗରେ ମୁଁ ଯେତେଥର ବି ମଙ୍ଗଳ ଆରତୀ ହଉ, ଯେତେ ଦର୍ଶନ ପାଇଁ ଯାଏ, ପୁରା ଆଗକୁ ପୁରା ପଶିଯାଏ, ଆଗରେ ଯାଇକି ଠିଆ ହବା, ଆମେ ଆଗରେ ଦେଖିବା। ତ ଡିଭୋଟି ଆସୋସିଏସନ ବି ବହୁତ ଭଲ ଥିଲା।
ତାପରେ ଯେତେବେଳେ ଜଗଦୀଶ ପଣ୍ଡିତ ଯୋଉ ଜଗନ୍ନାଥ ଡେଟିଂ ଯୋଉ ଦେଖିଲେ ଲାଷ୍ଟ ଡେ ରେ ଆମର ଯୋଉ ଥିଲା, ତ ସେ ବହୁତ ସୁନ୍ଦର ବିଗ୍ରହ ଥିଲା ଜଗନ୍ନାଥ ପ୍ରଭୁଙ୍କର। ଆଉ ସେ ଯୋଉ ବାଡି ବି ଦେଖିଲେ ସିଏ ବି ବହୁତ ସୁନ୍ଦର ଭାବେ ଅଛି ଏବେ ପର୍ଯ୍ୟନ୍ତ। ଆଉ ସେଇଠି ଯୋଉ ପ୍ରଭୁଜୀ ଗୋଟେ କଥା କହିଥିଲେ ନା, ଆଗରୁ ସେଇ ପଣସ ଗଛରେ ପଣସ ହଉନଥିଲା, ବଟ୍ ଯେତେବେଳେ ସିଏ ସେବା ପାଇଁ ଯେତେବେଳେ ମାନେ ହ୍ୟାଣ୍ଡ ଓଭର କଲେ ଏଇ ଡିଭୋଟିଙ୍କୁ, ତ ତାପରେ ପଣସ ପୁରା ମାନେ ସେଇ ଗଛରେ ପୁରା ମେଞ୍ଚେ ମେଞ୍ଚେ ହଉଛି। ସେଇଟା ବି ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା। ସେ ଗଛର ପତ୍ର ବି ଦୁଇଟା କଲରର, ସେଇଟା ବି ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା। ଆଉ ଅ, ଏଇଟା ଥିଲା ମୋର ଓଭରଅଲ ଯାତ୍ରା ଏକ୍ସପିରିଏନ୍ସ, ଆଉ ବହୁତ ଭଲ ଲାଗିଲା। ଆଉ ମୁଁ ଯଦି ମାୟାପୁର ଯାଇପାରିଛି ତ ସେଇଟା ଖାସ କରି ପ୍ରଭୁଜୀଙ୍କର କୃପାରୁ, ଅମୃତେଶ ପ୍ରଭୁଙ୍କ କୃପାରୁ। ଆଉ ବହୁତ ଭଲ ସଙ୍ଗ ଥିଲା। ଅମୃତେଶ ପ୍ରଭୁଜୀ, ଶାଶ୍ୱତପତି ପ୍ରଭୁଜୀ, ଇନ୍ଦୁମତୀ ମାତାଜୀ ବହୁତ ଭଲ। ଶାଶ୍ୱତପତି ପ୍ରଭୁ ବି ବହୁତ ଭଲ। ସେ ସବୁ ଧାମ ର ଜାଗା ଗୁଡା ଉପରେ ସବୁ ଏକ୍ସପ୍ଲେନ କରୁଥିଲେ ବହୁତ ସୁନ୍ଦର ଭାବରେ। ଆଉ ओके नेक्स्ट ताली ପ୍ରାର୍ଥନା କରିବା our beloved spiritual master or spiritual mentor his grace ଅମୃତେଶ ପ୍ରଭୁଜୀଙ୍କ ପାଇଁ। ଆଉ ଭଗବାନ କେମିତି ସବୁବେଳେ ଭଲରେ ରଖନ୍ତୁ, ଏତିକି କହିବି। थैंक यू। ହରେ କୃଷ୍ଣ। नेक्स्ट ଆମେ ଶୁଣିବା ସନ୍ତୋଷ ପ୍ରଭୁଠୁ, ତାପରେ ପ୍ରୀତି, ଦେନ୍ ସ୍ୱପ୍ନଜିତ, ଡକ୍ଟର ରୋହିତ, କାନୁ ପ୍ରଭୁ। हरे कृष्ण प्रभु जी, दंडवत प्रणाम। ଫାଷ୍ଟ କି ମୁଁ ବସ୍ ବିଷୟରେ କହିଥିଲି କି ମୁଁ ଇସ୍କନ ଆସିବା ପୂର୍ବରୁ ମାନେ ଗୌରୀ ନିତାଇଙ୍କୁ ଡିଟେଲସ ଚିହ୍ନି ପାରିନଥିଲି। ମତେ କେବଳ ନାଁଟା ବିଗ୍ରହଙ୍କର ମନେ ରଖିବା ମତେ ଗୋଟେ ମାସ ଲାଗିଯାଇଥିଲା। ଗୌରୀ ନିତାଇ ମୋ ପାଟିରେ ବି ଆସୁନଥିଲା ଗୌରୀ ନିତାଇ, ଭୁଲି ଯାଉଥିଲି। ଆଉ କୃଷ୍ଣ ବଳରାମଙ୍କୁ ବି ମୁଁ ଜାଣିନଥିଲି। ଫାଷ୍ଟ ଥିଙ୍ଗ ହଉଛି ବୈଷ୍ଣବ ସଙ୍ଗ କରିବା ଦ୍ୱାରା ଆମେ ଧୀରେ ଧୀରେ ସବୁ ଜିନିଷ ଶିଖି ଯାଉ। ବୈଷ୍ଣବ ମାନଙ୍କୁ କେମିତି ପ୍ରଣାମ କରାଯାଏ ମୁଁ ବି ଶିଖିନଥିଲି। ବିଗ୍ରହଙ୍କୁ ଦେଖିଲା ପରେ କେମିତି ମାନେ ଦର୍ଶନ କରାଯାଏ, ଆଉ ବିଗ୍ରହଙ୍କୁ କେମିତି ପ୍ରଣାମ କରାଯାଏ, ଦଣ୍ଡବତ କରାଯାଏ, ମୁଁ ଫାଷ୍ଟ ଟାଇମ ଇସ୍କନ ଗଲା ପରେ ଶିଖିଲି। ଆଉ ମୁଁ ଗୌର ନିତାଇଙ୍କ ନାଁ ହିଁ ଜାଣିନଥିଲି, ଆଉ ଧାମ କଥା ତ ମାନେ ବହୁତ ଦୂରରେ। ତ ଫାଇନାଲ ମାନେ ମୁଁ ଇମାଜିନ ବି କରିପାରୁନି କି ମୁଁ ମାୟାପୁର ଯାଇ ଆସିଛି, ଆଉ ଏତେ ସୁନ୍ଦର ମାନେ ଦର୍ଶନ ହେଲା ବି ମାୟାପୁରରେ। ଆଉ ସବୁଠାରୁ ସୁନ୍ଦର ଥିଲା କି ଆମ ଭକ୍ତ ମାନଙ୍କର କୀର୍ତ୍ତନ। ବିଶେଷ କରି ଆମେ ଯେତେବେଳେ ଯାଉଥିଲୁ, ସେଦିନ ତ ରାତିରେ ଆମେ ଟ୍ରେନ ଥିଲେ, କିନ୍ତୁ ସକାଳୁ ଆମର ସୁରେଶ ପ୍ରଭୁ ବହୁତ ସୁନ୍ଦର ଭାବେ ବୈଷ୍ଣବ ସଙ୍ଗ ଗୁଡାକ ମାନେ ସବୁ ପୁରା ମୁଖସ୍ଥ କରି ରଖିଥିଲେ, ବହୁତ ସୁନ୍ଦର ଭାବରେ ମାନେ ଦେଖାଉଥିଲେ। ଆଉ ମନ୍ଦିର ଯିବା ପରେ ରାଧା ମାଧବ ଆଉ ପଞ୍ଚତତ୍ୱଙ୍କର ଦର୍ଶନ ହେଲା। ତାପରେ ଆମର ଯୋଉ ଜଗନ୍ନାଥ ଆମର ଯାଜପୁରରେ ତ ବହୁତ ସୁନ୍ଦର ବିଗ୍ରହ ଥିଲେ। ତ ସେଇ ବିଗ୍ରହକୁ ଦେଖିବାକୁ ମୋର ଆଗରୁ ବି ଇଚ୍ଛା ଥିଲା କି ମୁଁ ଜାଣିଥିଲି କି ମାୟାପୁରରେ ବହୁତ ସୁନ୍ଦର ବିଗ୍ରହ। ମୁଁ ଯେତେବେଳେ ମାନେ ମାୟାପୁରରେ ପହଞ୍ଚିଲୁ ତ ରାଧା ମାଧବ ଦେଖିଲି, ତାପରେ ପଞ୍ଚତତ୍ୱଙ୍କୁ ଦେଖିଲି, ନୃସିଂହଦେବ ଦେଖିଲି, ତ ମୁଁ ସେଇ ସମୟରେ ଖୋଜିବାକୁ ଲାଗିଲି ଜଗନ୍ନାଥ କୁଆଡେ ଗଲେ। ତାପରେ ଲାଷ୍ଟ ଟାଇମ ଜାଣିଲି କି, ତାପରେ ଗଲା ପରେ ସେଠି ଜାଣିଲି କି ଯୋଉ ଆମର ଅଛନ୍ତି ଅନ୍ୟ ଜାଗାରେ ଅଛନ୍ତି ଜଗନ୍ନାଥ। ତାପରେ ଆଉ ବହୁତ ସାରା ଜିନିଷ ମୁରାରୀ ଚୈତନ୍ୟଙ୍କର ମୁଁ ଆଗରୁ ଷ୍ଟୋରି ଟା ଶୁଣିଥିଲି, ତ ମତେ ବି ସେଇ ଜିନିଷ ଭାରି ଭଲ ଲାଗିଲା। ସେଠି ମଦନ ଗୋପାଳଙ୍କର ବିଗ୍ରହ ବହୁତ ସୁନ୍ଦର ଲାଗିଲା। ଆଉ ଜଗଦୀଶ ପଣ୍ଡିତଙ୍କର ଜଗନ୍ନାଥ ବି ବହୁତ ସୁନ୍ଦର। ଆଉ ଗଙ୍ଗା ସ୍ନାନ, ଆଉ ଗିରିରାଜ ଗୋବର୍ଦ୍ଧନଙ୍କର ସେଟା ଆମେ ପରିକ୍ରମା ମଧ୍ୟ କଲୁ। ସେଇଟା ମୁଁ କେବେ ହେଲେ ମୁଁ ବୃନ୍ଦାବନ ଫେରିଲା ପରେ ମୁଁ ମାନେ ବହୁତ ଇଚ୍ଛା ଅଛି କି ପୁଣି ଥରେ ଗିରିରାଜକୁ ପରିକ୍ରମା କରିବି। କିନ୍ତୁ ସେଇ ଇଚ୍ଛା ଟା ଏବେ ପୂରଣ ହେଇଗଲା କି ନବଦ୍ୱୀପରେ ଆମେ ଯେତେବେଳେ ମାନେ ଗିରିରାଜ ଗୋବର୍ଦ୍ଧନଙ୍କୁ ପରିକ୍ରମା କଲୁ, ଆଉ ରାଧାକୁଣ୍ଡ ଶ୍ୟାମ କୁଣ୍ଡରେ ପୁଣି ଥରେ ସ୍ନାନ କରିବାକୁ ମିଳିଲା। ଏଇଥର ବୃନ୍ଦାବନରେ ମୁଁ ସ୍ନାନ କରିନଥିଲି, କେବଳ ଜଳ ଆଣିକି ମୋତେ ଛୁଟି ଦେଇଥିଲି। ତ ଇନ୍ଦୁମତୀ ମାତାଜୀଙ୍କୁ ଗଲି କହିଲି ମୁଁ ଆଉ ରାଧାକୁଣ୍ଡ ଆଉ ଶ୍ୟାମ କୁଣ୍ଡରେ ମୁଁ ସ୍ନାନ କରିପାରିଲିନି। ମାତାଜୀ କହିଲେ ତମର ଯୋଗ୍ୟତା ଅଛି କରିବା ପାଇଁ, ସେତିକି ତ ସେତିକି ବଡ କଥା। ପୁଣି ଥରେ ମତେ ରାଧାକୁଣ୍ଡ ଆଉ ଶ୍ୟାମ କୁଣ୍ଡରେ ସ୍ନାନ କରିବାକୁ ମିଳିଲା, ଜଳ ଆଣିକି ମାନେ ଛୁଟିଲି। ଆଉ ବିଶେଷ କରି ତ ଆମ ଭକ୍ତ ମାନେ ପ୍ରାୟ ଭକ୍ତ ମାନେ ସବୁ ସେବା ଆଟିଟ୍ୟୁଡ ତାଙ୍କର ମାନେ ମୁଁ ଦେଖିଲି କି ମୁଁ କୌଣସି ପ୍ରକାର ସେବା କରୁନି, ଆଉ ଯାହାବି କିଛି ଛୋଟ ସେବା ମିଳିଛି ସବୁ ଗଡବଡ କରିଦେଇଛି। ଯେମିତି କି ଆମ ଲାଷ୍ଟ ଟାଇମ ପ୍ରସାଦ ପାଇଲା ବେଳେ ସେ ଯୋଉ ଗୁଲାବଜାମୁ ଡବାଟାକୁ ମୁଁ ଫଟେଇ ଦେଇଥିଲି। ମୁଁ ତାକୁ ମାନେ ଭଲସେ ଦାୟିତ୍ୱରେ ନ ନେଇକି ମୁଁ ଟିକେ ଜୋରିକି ଉଠେଇ ଦେଇଥିଲି, ଆଉ ଉଠିବା ଭିତରେ ସେ ଡବା ଫାଟି ଯାଇଥିଲା। ସେ ବସ୍ ଭିତରେ ସେଇଟା ମୋ ହାତରେ ହିଁ ଇନସିଡେଣ୍ଟ ହେଇଥିଲା। କିନ୍ତୁ ବହୁତ ସୁନ୍ଦର ଭାବରେ ସେବା କରୁଥିଲେ ଆମର ଅମ୍ଳାନ ପ୍ରଭୁ, ସୁରେଶ ପ୍ରଭୁ ମୃଦଙ୍ଗ ବଜଉଥିଲେ।
ଆଉ ସେ ସତ୍ୟ ପ୍ରଭୁ ଉଦୟ ପ୍ରଭୁ ତ ସେ ପୁରା ଟୋଟାଲ ହିଁ ତାଙ୍କର ମାନେ ସାଉଣ୍ଡ ସିଷ୍ଟମ ସେ ମାଗିଲେ ବି ଦିଅନ୍ତିନି ନା ଆମେ ଅଛୁ। ତ ମୁଁ ଏଥର କୌଣସି ପ୍ରକାର ବିଶେଷ କରି ସେବା କରିପାରିନି କିନ୍ତୁ ପ୍ରସାଦ ସେବାଟା ଭଲସେ କରିଛି। ସେଇଟା ହିଁ। ହରେ କୃଷ୍ଣ ବହୁତ ବହୁତ ଧନ୍ୟବାଦ ଠାକୁର ପ୍ରଭୁ ଅଭିଷେକ ପ୍ରଭୁ ଆଉ ଇନ୍ଦୁମତୀ ମାତା जी हरे कृष्णा। नेक्स्ट प्रीतिश प्रभु। हरे कृष्णा समस्तଙ୍କୁ दंडवत प्रणाम। ଆଉ ଏଇଟା ମୋର ଫାର୍ଷ୍ଟ ଟାଇମ୍। ମୁଁ ବହୁତ ଇୟର୍ଲିରେ ମାନେ ଲାଷ୍ଟ ମୋମେଣ୍ଟରେ ହିଁ ଯାତ୍ରାକୁ ମୁଁ ଯାଇପାରିଲି। ମୁଁ ବେଳେବେଳେ ବହୁତ ଭାଗ୍ୟବାନ ନିଜକୁ ମନେ କରେ, କାହିଁକି ନା ମୁଁ ବର୍ଷେ 1.5 ବର୍ଷ ହେଲାଣି ମୁଁ ଇସ୍କନ ରେଗୁଲାର ଯାଏ, କାହିଁକି ନା ଲାଇଫ ଏତେ ବ୍ୟସ୍ତ ଲାଇଫ ଭିତରେ ଜଣା ପଡେନି କି ଭକ୍ତି କେମିତି କରିହବ କଣ କରିହବ। ତ ସନ୍ଧ୍ୟା ବେଳେ ଯୋଉ କୀର୍ତ୍ତନ ହୁଏ ସଣ୍ଡେ ଦିନ, ଯୋଉ ଭଗବତ କ୍ଲାସ ହୁଏ, ସେତିକି ବହୁତ ଶାନ୍ତି ଲାଗେ, ମାନେ ଗୋଟେ ରିଷ୍ଟାର୍ଟ ମିଳେ। ତ ସେଥିପାଇଁ ମୁଁ ସେଇଥିପାଇଁ ଯାଏ ସପ୍ତାହେ ପାଇଁ, ପୁଣି ନେକ୍ସଟ ସଣ୍ଡେକୁ ଅପେକ୍ଷା କରିଥାଏ। କେବେ ବ୍ୟାକ୍ ଅଫିସ ଯାଇନି କେବେ। ଅ, କଣ ହୁଏ ଭଗବତ କ୍ଲାସ କେମିତି କଣ ହୁଏ। ତ ମୁଁ ଫାର୍ଷ୍ଟ ଟାଇମ ପାଇଁ ଅମୃତେଶ ପ୍ରଭୁଜୀଙ୍କ ସହିତ ଜଷ୍ଟ କନେକ୍ଟ କରିଥିଲି, ଆଉ ଗୋଟେ ୟା ଦିଟା ଜଷ୍ଟ ଭାଗବତ କ୍ଲାସ କରିଥିଲି। ଏଣ୍ଡ ଆଇ ଗଟ୍ ଅପରଚୁନିଟି ଟୁ ଯିବା ପାଇଁ ମାୟାପୁର ଯିବା ପାଇଁ। ଏଣ୍ଡ ବହୁତ ବ୍ଲେସ୍ଡ ଫିଲ୍ କରେ ଲାଷ୍ଟ ମୋମେଣ୍ଟରେ ସବୁଆଡୁ କନଫର୍ମେସନ ଆଣିବା ଏଣ୍ଡ ମାୟାପୁର ଯିବା। ଧନ୍ୟବାଦ ଜଣାଉଛି, ଦଣ୍ଡବତ ଧନ୍ୟବାଦ ଜଣାଉଛି ଅମୃତେଶ ଜୀ ପ୍ରଭୁଙ୍କୁ। ଏବଂ ଏ ଜର୍ଣ୍ଣିଟା ଏତେ ସକ୍ସେସଫୁଲ ହେଲା ମତେ ଏଥିପାଇଁ ଲାଗେ, କାହିଁକି ନା ଡିଭୋଟିଜ ମାନଙ୍କ ଯୋଉ ଆସୋସିଏସନ ଟା ମତେ ମିଳିଲା। ମୁଁ କାହାକୁ ବି ଜାଣିନଥିଲି, ଏଭ୍ରି ଫେସ୍ ଇଜ ନ୍ୟୁ ଟୁ ମି। ବଟ୍ ମତେ ଭାବୁଥିଲି କି କେମିତି ହବ ଜର୍ଣ୍ଣି କଣ ହବ, ବଟ୍ ଦ ୱେ ସମସ୍ତେ ସମସ୍ତଙ୍କ ପ୍ରତି ଭଲ ପାଇବା ଆଉ ଯୋଉ ହିସାବରେ କୀର୍ତ୍ତନ ଯେମିତି ସମସ୍ତଙ୍କର ସାଥ ମିଳିଲା, ମାନେ ଗୋଟେ ମୋମେଣ୍ଟ ପାଇଁ ବି ଲାଗିଲାନି କି କୋଉଟେ ବାହାର ଲୋକଙ୍କ ସହିତ ଆସିଛି, ଗୋଟେ ନୂଆ ଜାଗାକୁ ଆସିଛି, ମତେ ଗୋଟେ କ୍ଷଣକ ପାଇଁ ବି ଲାଗିଲାନି। ଧନ୍ୟବାଦ ସେମିତି ସେଥିପାଇଁ ସବୁ ପ୍ରଭୁ ମାନଙ୍କୁ। ଆଉ ମତେ ଏଇ ଜିନିଷଟା ରିଲେସନ ହେଲା ଯୋଉ ଟିଓବିପି ସେଣ୍ଟରରେ ହେଲା କି ମାୟାପୁର ଇସ୍କନ ରେ ମତେ ରାଧାକୃଷ୍ଣଙ୍କ ମୂର୍ତ୍ତି ଆଉ ଦେଖିକିନା ମତେ ବହୁତ ହି କନେକ୍ଟେଡ ଫିଲ୍ କଲି। ଫାର୍ଷ୍ଟ ଡେ ଦିନ ହିଁ ଯୋଉ ସନ୍ଧ୍ୟାବେଳେ ସନ୍ଧ୍ୟା ଆରତି ଦେଖିଥିଲି। ୟୁଜୁଆଲି ମୁଁ ଯେତେ ମନ୍ଦିର ଯାଏ ସମଟାଇମ୍ସ ପଜିଟିଭ ଏନର୍ଜି ଆସେ, କିଛିଟା ଜାଗାରେ ଇଏ ଲାଗେ, ବଟ୍ ଯୋଉଟା କନେକ୍ସନ ଫିଲ୍ ହୁଏ ସେଠି ଅଟୋମେଟିକାଲି ଆଖିରୁ ପାଣି ବାହାରି ଆସେ। ମାନେ କିଛି ଦୁଃଖ ଭାବ ଥାଉ ୟା ସୁଖ ଭାବ ଥାଉ, କିଛି ଜଣେଇବାକୁ ଚାହୁଁଥାନ୍ତୁ କି ନ ଚାହୁଁଥାନ୍ତୁ, ବେଳେ ବେଳେ ଫିଲ୍ ଆସିଯାଏ। ତ ମତେ ସେୟାର ବହୁତ ଫିଲ୍ ଆସିଲା। ତ ମୁଁ ସବୁଦିନ ଯେତେବେଳେ ଯାଏ ଦେଖେ ରାଧାକୃଷ୍ଣ ମୂର୍ତ୍ତିଙ୍କୁ, ମତେ ବହୁତ କନେକ୍ଟେଡ ଫିଲ୍ ହୁଏ। ମୁଁ ଜାଣିନଥିଲି କେମିତି ପ୍ରଣାମ ବି କେମିତି କରାଯାଏ, ବୈଷ୍ଣବ ପ୍ରଣାମ ବି କେମିତି କରାଯାଏ ଜାଣିନଥିଲି, କେମିତି ତିଲକ ଲଗାଯାଏ, ଧୋତି କେମିତି ପିନ୍ଧାଯାଏ, କେମିତି କାହାକୁ ବ୍ୟବହାର କରାଯାଏ, କେମିତି ସେବା କରାଯାଏ, ଏସବୁ ଜିନିଷ ମତେ କିଛି ଜଣା ନଥିଲା। ଏ 4 ଦିନ ଭିତରେ ରହିକିନା ବହୁତ ଗୁଡେ ଜିନିଷ ଶିଖିଲି। ଆଉ ଗୁରୁ ପରମ୍ପରା ବିଷୟରେ ହଉ କି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ହଉ, ବୈଷ୍ଣବ ସମାଧି ବିଷୟରେ ବହୁତ କିଛି ଜାଣିଲି। 0% ନଲେଜ ଥିଲା, ବର୍ତ୍ତମାନ 1-2% ନଲେଜ ଅଛି। ମତେ ନାଁ ବି କାହାର ମନେ ରହୁନି କି ଜାଗାର ନାଁ ବି ମନେ ରହିଲାନି, ବିକଜ ମୁଁ ସବୁ ଜିନିଷ ଫାର୍ଷ୍ଟ ଟାଇମ ଶୁଣିଛି। ତ ମୋର ଗୋଟେ ଇଚ୍ଛା ରହୁଛି କି ମୁଁ ତାଙ୍କ ବିଷୟରେ କେମିତି ପଢିବି, କେମିତି ଜାଣିବି, ଆମ ବୈଷ୍ଣବ ଧର୍ମ ବିଷୟରେ କେମିତି ଜାଣିବି, ଆଉ ପ୍ରତ୍ୟେକ ଦିନ କେମିତି ବେଶୀରେ ବେଶୀ ମାଳା ଜପ କରିବି। ଏଇ ଜିନିଷ କରିବା ପାଇଁ ମୁଁ ଭାବି ନେଇଛି। ଆଉ ଆଜିଠୁ ସେ ଜିନିଷ ପ୍ରାକ୍ଟିସ ବି ମୁଁ ଷ୍ଟାର୍ଟ କରିଛି, କାହିଁକିନା ମୁଁ ଜାଣିଛି ଡେଲି ଲାଇଫ ଟା କେତେ ହେକ୍ଟିକ ଫୁଲ ରୁହେ, କେତେ ସେଡ୍ୟୁଲ, ମାନେ ବହୁତ ହି ଭାଗ ଦୌଡ ଭିତରେ ରହିଯାଇଥାଏ। ତ ଆଉ ଚେଷ୍ଟା କରିବି ଡେଲି ଭକ୍ତ ମାନଙ୍କ ସହିତ କେମିତି ସଣ୍ଡେ ଟୁ ସଣ୍ଡେ ଯେମିତି କନେକ୍ସନ ରହିବ, ସେ ସ୍ପିରିଚୁଆଲ ଜର୍ଣ୍ଣିରେ କେମିତି ଆଗକୁ ନିଜକୁ ବଢେଇ ପାରିବି, ସେଇଟା ବି ଚେଷ୍ଟା କରିବି। ତ ଧନ୍ୟବାଦ ଆଜ୍ଞା, ଆଉ ଥରେ ଶେଷ ଥର ପାଇଁ କହୁଛି ଶାଶ୍ୱତପତି ପ୍ରଭୁଙ୍କ ପାଇଁ ଏବଂ ଅମୃତେଶ ପ୍ରଭୁ ଏବଂ ଯେତେକ ମୋ ସାଙ୍ଗରେ ପ୍ରଭୁ ମାନେ ଥିଲେ, ଧନ୍ୟବାଦ ଏବଂ ଧନ୍ୟବାଦ। हरे कृष्ण। ओके, बहुत बढ़िया। थैंक यू प्रीतिश प्रभु। ଆମ ପାଖରେ ଫୋନ ଦେବ ମଧ୍ୟ ଅଛନ୍ତି। ଫୋନ ଦେବତାଙ୍କ ସାହାଯ୍ୟରେ ମଧ୍ୟ ତମେ କନେକ୍ସନ ରଖିପାରିବ ଆଉ 6 ଦିନ ସଣ୍ଡେ ଛଡା। ଓକେ, ତ ନେକ୍ସଟ ଏବେ ଆକ୍ଚୁଆଲି ରିସେଣ୍ଟଲି ମତେ ଜଣେ ମାତାଜୀ ମେସେଜ କଲେ। ମୁଁ ଜାଣିନି କି ସେ କୋଉ ଡିସାଇପଲ କୋର୍ସ ର ବ୍ୟାଚ୍ ରହିଥିବେ। ସେ ମତେ ମେସେଜ କଲେ, ପ୍ରଭୁଜୀ ମତେ ବୈଷ୍ଣବ ସଂଘ ମିଳୁନି, ମୁଁ ଏବେ ଯୋଉଠି ଅଛି ଭକ୍ତମାନେ ନାହାନ୍ତି, କଣ କରିବି? ମୁଁ କହିଲି ଫୋନ ଦେବତା କୁଆଡେ ଗଲେ? ଆପଣ ଫୋନ ଦେବତା ଦ୍ଵାରା ଆପଣ କଣ୍ଟାକ୍ଟ କରନ୍ତୁ ସମସ୍ତଙ୍କୁ, ଭକ୍ତ ମାନଙ୍କୁ। ପୋଚା ପୋଚା ନମ୍ବର ଗୁଡା ସବୁ ଥିବ, ସେଗୁଡା ଡିଲିଟ କରିକି ଭକ୍ତ ମାନଙ୍କ ନମ୍ବର ସେଭ୍ କରନ୍ତୁ, ଫୋନ କରନ୍ତୁ। ସବୁ ଜିନିଷକୁ କୃଷ୍ଣ କନସିୟସନେସ ରେ ବ୍ୟବହାର କର। କାହିଁକିନା ଦେଖ, ଟିଓବିପି ଇଜ ରାଇଟ ଏକ୍ସାମ୍ପଲ। ଅପୁଲେନ୍ସ ରେ ଗୋସ୍ୱାମୀ ମାନେ ରହିଥିଲେ କି? ଗୋସ୍ୱାମୀ ମାନେ କୋଉ ଗଛ ତଳେ ରହୁଥିଲେ, ଆଉ ଗୋଟେ ଗଛ ତଳେ ଗୋଟେ ଦିନ ରହୁଥିଲେ, କାଳେ ଦ୍ୱିତୀୟ ଦିନ ଆଟାଚମେଣ୍ଟ ହେଇଯିବ ବୋଲି।
आज प्रभुपादकर प्रोजेक्ट कृपारु गोटे एत बड़ प्रोजेक्ट हूँ जोटार माने सारा वर्ल्ड आसो देखा गोटे जगह हाँ कहीं ना एबे टाइम नीड ऑफ द आवर है से how we can utilize everything in Krishna consciousness. So let's utilize everything in Krishna consciousness and proceed ahead. କାରଣ ଏଥିରେ ଆମେ ଇଜିଲି କରିପାରିବା ସେଟାକୁ କିନ୍ତୁ ହଁ ଏଇଟା କଣ୍ଟ୍ରୋଲ ଭାବରେ ହବାର ଅଛି ଏବଂ ଗାଇଡାନ୍ସ ସହିତ ହବାର ଅଛି। ହଉ ବହୁତ ବଢିଆ ପ୍ରୀତିଶ ପ୍ରଭୁ ଭକ୍ତମାନଙ୍କ ସହିତ ରହିଲେ ବୋଲି ଆଜି ସେ ଏତେ ଜିନିଷ ରିଏଲାଇଜ କଲେ। ନିଶ୍ଚିତ ଭାବରେ ଅନନ୍ତ ପ୍ରଭୁ କହିଲେ ଇନିସିଆଲି ଟିକେ ହଲରେ ଅଛନ୍ତି ବୋଲି ମନଟା ଖରାପ ଲାଗିଥିବ କାହିଁକିନା ଆମେ ସବୁ ଏସି ରୁମରେ ରହିଲୁ ବଟ୍ ତମମାନଙ୍କୁ ହଲରେ ରଖିଦେଇଥିଲୁ ସୋ ସରି ଫର ଦ୍ୟାଟ୍ ବଟ୍ ଭକ୍ତମାନଙ୍କ ସହ ରହିବାର ଗୋଟେ ଅଲଗା ମଜା ଅଛି। ମୁଁ ତ ଚାହୁଁଥିଲି ବଟ୍ ସମୟ ସରକମଷ୍ଟାନ୍ସ ମତେ ଆଲାଉ କଲାନି ବଟ୍ ଆମେ ଯେତେବେଳେ ଡିଭୋଟିସ୍ ମାନେ ଓନ୍ଲି ଯିବା ୟୁଥ୍ ମାନେ ତ ସେତେବେଳେ ଆମେ ମାନେ ଏଭଳି କରିପାରିବା। ହଉ ନେକ୍ସଟ ହେଲା କାହା ନାଁ ଲେଖିଥିଲି ସନ୍ତୋଷ କହିଲା ତ ଏବେ କି ଡକ୍ଟର ରୋହିତ ହଁ ଡକ୍ଟର ଆଉ ଆଜି हरे कृष्णा प्रभु जी। ହଁ ଦି ଜଣ ଆମର ଗେଷ୍ଟ ସ୍ପିକର ମଧ୍ୟ ଗେଷ୍ଟ ଲିସନର ମଧ୍ୟ ଅଛନ୍ତି ଏଠି ଉଦୟ ପ୍ରଭୁ ଆଉ ନିଖିଲେଶ ପ୍ରଭୁ ସେମାନେ ଯାତ୍ରା ଯଦିଓ ଯାଇନଥିଲେ କିନ୍ତୁ ଶୁଣିବାକୁ ବହୁତ ଇଚ୍ଛୁକ ତ ଥ୍ୟାଙ୍କ ୟୁ ଫର କମିଂ ଅଲସୋ। ଉଦୟ ପ୍ରଭୁ ଆମର ଯୋଉ ରଥଯାତ୍ରା ହୁଏ ସେ ଭଲ୍ୟୁଣ୍ଟିୟର୍ସ 50 ଭଲ୍ୟୁଣ୍ଟିୟର୍ସ ସେ ଯୋଗାଡ଼ କରନ୍ତି ପ୍ରତିବର୍ଷ ମିନିମମ୍ 50 ସେ ସ୍କାଉଟ ଗାଇଡର ଲିଡର ଆଉ ଇଏ ବୀରେନ୍ଦ୍ର ମଧ୍ୟ ଆସିଛି ଏବେ ଆଉ ନିଖିଲେଶ ପ୍ରଭୁ ତ ଅଛନ୍ତି ଆରମ୍ଭରୁ वीरेंद्र प्रभु हाँ नेक्स्ट ओके रोहित प्रभु को वीडियो ऑन कर। हरे कृष्णा प्रभु जी दंडवत प्रणाम। सो एई ट्रिप रे मोर जेते भी ड्रीम्स गुड़ा अच्छी मते एटा फेल्ट है जे से गुड़ा कृष्णा हैज मेड ऑल माय ड्रीम्स कम ट्रू। फॉर एग्जांपल मु सबुठ आगे चाहूली जे मु श्रीला प्रभुपाद को निज भेट करने को चाहे तो ठीक अच्छे सी एबे अप्रकट हो जाइछन्ते तो भगवान कहले जे ओके यू मेट विथ हिज ग्रैंड नेफ्यू तो मो से ड्रीम टा एटलिस्ट टू सम एक्सटेंट सत है जे मु शिला प्रभुपाद को मेट करली मे बी इन नेक्स्ट लाइफ इफ आई विल बी दैट एक्सटेंट वर्दी आई कैन मीट शिला प्रभुपाद एज वेल। तो भक्ति विनोद नेक्स्ट है भक्ति विनोद ठाकुर कहते जे फ्रॉम देयर विल बी अ टाइम व्हेन devotees from Russia, from Ukraine, from Japan, and from all other countries, they will come and do Sankirtan, Nam Sankirtan of Lord Sri Krishna here. तो सेटा सत है आग को आहरी भी हम तो मोर इच्छा थी जे मु भी सेठी योगदान करें तो मते भी ऑल थैंक्स टू आनंद प्रभु ही वाज आवर संकीर्तन लीडर एंड टोटोरे थाई थाई आमे पूरा नवदीप धाम रे संकीर्तन करिजो आ मो सेही हरिनाम बेले सब केवल कृष्ण को मन मद भक्त मन भक्तो सॉरी से श्लोक मत मन पड़नी तो सेटा मु संकीर्तन मोमेंट रे सब कृष्ण को स्मरण कर पारथले चैतन्य महाप्रभु को स्मरण कर पारथले एंड मोर बहुत इच्छा था ट्रेन रे कीर्तन करने तो आम जेहतु राति रे जाऊँ आम ट्रेन रे कीर्तन कर माने मत लगला हेबोनी बोली हेले राजदीप कर प्रभु आसिले सी एमती आसी जोश रे कहले है किए जे जहाँ कहूँ आम तो कीर्तन करवा और राति 12 आम राति 12 2टा आम कीर्तन कहलु अलग लोक मैंने उठा पड़ा कीर्तन छुटते पड़ा सो वी डिड ऑल दैट तापरे वृंदावन या सो मोर बहुत इच्छा था वृंदावन जमी चैतन्य महाप्रभु को बहुत इच्छा था वृंदावन जावाई ही वाज वेरी इगर टू गो देयर बट ही कुड नॉट गो बट लास्ट से जाइए अवश्य तो से मु फर्स्ट श्री जगन्नाथ पुरी धाम मुझे अमृतेश प्रभु संगे जाइए सेकेंड रे मुझे बहुत इच्छा था ना मुझे वृंदावन जी वृंदावन बट मुझे पारे तो बट चैतन्य महाप्रभु कृपा मत नवदीप धाम जावाक मिलला एंड सेठी भक्ति प्रेम स्वामी महाराज कहते जब नवदीप धाम इज एक्चुअली हियर जिते सब तीर्थ ये ही अच्छा जमती कि राधा कुंड श्याम कुंड गोवर्धन मत अलरेडी ये दर्शन मिलगला सो मो यही स्वप्नटा भी चैतन्य महाप्रभु टू सम एक्सटेंट सत करदे जे मत नवदीप धाम रे वृंदावन धाम ट्रेलर मिलगला सो दैट ड्रीम गॉट ट्रू तो मु चैतन्य महाप्रभु और कृष्ण प्रेजेंस केमती फील कली ना एते खरारे मु भाबुली केमती मु परिक्रमा करी तो पूरा जिते दिन थे आम टोटाल मेघुआ करथिला पूरा ठंडा ठंडा हवा बहुतला किछि प्रॉब्लम हेलानी खरा सनस्ट्रोक कई कहारी को किछि कई बेहोश होइनांती से पय मु श्री चैतन्य महाप्रभु श्री कृष्ण को बहुत
ମୁଁ ଧନ୍ୟବାଦ ଜଣେଇବାକୁ ଚାହୁଁଛି। ଆଉ ଯୋଉ ଦିନ ଥଣ୍ଡା ବହୁତ ହଉଥିଲା ସେଇଦିନ ଆମେ ଗଙ୍ଗା ସ୍ନାନ କଲେ। ଆଉ ଗଙ୍ଗା ସ୍ନାନ କଲା ବେଳେ ଗଙ୍ଗାଟା ପୁରା ଗରମ। ଆରେ ଇଏ କଣ ଲୀଳା, ପୁରା ମାନେ ଥଣ୍ଡା ଦିନକୁ ଗଙ୍ଗା ପାଣି ପୁରା ଗରମ। ମୋର ମୋର ମୁଁ ଭାବୁଥିଲି ଯେ ମୁଁ ସବୁଠୁ ବେଶୀ ମତେ ଥଣ୍ଡା ଜ୍ୱର ମତେ ହିଁ ହବ ନା, ମତେ ଥଣ୍ଡା ହେଲା ନା ଜ୍ୱର ହେଲା, ପୁରା ଫିଟ୍ ଫାଇନ୍ ପୁରା ଏସ୍ଟାକେସି ରେ ପୁରା ପରିକ୍ରମା କରିଲି। ଦେନ୍ ଶିଲା ପ୍ରଭୁପାଦ, ଶିଲା ଭକ୍ତି ବିନୋଦ ସ୍ୱାମୀ, ଶିଲା ଭକ୍ତି ବିନୋଦ ସରସ୍ୱତୀ ଠାକୁର ଶିଲା ପ୍ରଭୁପାଦଙ୍କୁ କହିଥିଲେ ୟୁ ଗୋ ଟୁ ପ୍ରିଚ୍, ୟୁ ଗୋ ଟୁ ପ୍ରିଚ୍ ଦ ୱେଷ୍ଟର୍ନ ୱାର୍ଲଡ। କାହିଁକି ନା ଯେତେବେଳେ ହ୍ୱାଇଟ୍ ଏଲିଫେଣ୍ଟସ ଗୁଡା ଆସିକିନା ଇଣ୍ଡିଆରେ ଭକ୍ତି କରିବେ, ଦିସ୍ କୃଷ୍ଣ କଲଚର, କୃଷ୍ଣ କନସିୟସ୍ କଲଚର ଏଟାକୁ ପ୍ରିଚ୍ କରିବେ, ଯୋଉ ଇଣ୍ଡିଆନ ମାନେ ଯେଉଁମାନେ ୱେଷ୍ଟର୍ନର୍ସ କୁ ସବୁବେଳେ ଫଲୋ କରନ୍ତି, ସେମାନେ ଛପରି ଭଳିଆ ଚୁଟି କାଟିବେ, ଆମେ ଛପରି ଭଳିଆ ଚୁଟି କାଟିବୁ, ସେମାନେ ରିଜେକ୍ଟେଡ ପ୍ୟାଣ୍ଟ ପିନ୍ଧିବେ, ଆମେ ରିଜେକ୍ଟେଡ ପ୍ୟାଣ୍ଟ ପିନ୍ଧିବୁ। ଯେତେବେଳେ ସେମାନେ ଭକ୍ତି ଲାଇନରେ ଆସିଗଲେ ତ ଆମେ ବି ତାଙ୍କୁ ଦେଖିବୁ, ଅରେ ବାପରେ ସେମାନେ ବି ଭକ୍ତି କରୁଛନ୍ତି, ବା ଦେବତା ଭଳିଆ ଦେଖାଯାନ୍ତି, ଆମେ ବି ଭକ୍ତି କରିବା ବାସ୍। ତ ସେଇଟା ଶିଲା ପ୍ରଭୁପାଦ ମତେ ଲାଗୁଛି ସକ୍ସେସଫୁଲ ହେଇଯାଇଛନ୍ତି, କାହିଁକି ନା ମୋ ଭଳିଆ ଛପରି ପିଲା ଏବେ ତାଙ୍କୁ ଦେଖି ଭକ୍ତି ଲାଇନରେ ପୁରା ଆସିବାକୁ ପୁରା ଏକ୍ସାଇଟେଡ ଅଛି। ଆଉ ମୁଁ ମଧ୍ୟ ୟୁଟ୍ୟୁବରେ କିଛି ମାନେ ଫରେନ୍ ଡିଭୋଟିସ୍ କୁ ଦେଖିଥିଲି ଯେଉଁମାନେ କି ଭକ୍ତି କରୁଥିଲେ, ଆଉ ମୋର ବହୁତ ଇଚ୍ଛା ଥିଲା ତାଙ୍କୁ ଭେଟ କରିବାର। କୃଷ୍ଣ ମୋର ସେଇ ସ୍ୱପ୍ନଟାକୁ ସତ କରିଦେଇଛନ୍ତି। ମୁଁ ସେଇ ଡିଭୋଟିକୁ ମୁଁ ନିଜେ ୟୁଟ୍ୟୁବ ଖୋଲିକି ଦେଖେଇଲି ଯେ ପ୍ରଭୁ ୟୁ ସି ଦିସ୍, ଦିସ୍ ଇଜ ୟୋର ରିଲ୍ସ, ଦିସ୍ ଇଜ ୟୋର ଭିଡିଓଜ, ଆଇ ଏମ୍ ଏ ବିଗ ଫ୍ୟାନ୍ ଅଫ୍ ୟର୍ସ। ମୁଁ ପୁରା ତାଙ୍କୁ ଦଣ୍ଡବତ ମାରିଦେଲି, ସେ ପୁରା ଖୁସି ହେଇକି ମତେ କୁଣ୍ଢେଇ ପକେଇଲେ ଆଉ ମୁଁ ପୁରା କହିଲେ ବାପରେ ବାପ ହରିବୋଲ। ତାପରେ ତାଙ୍କ ହ୍ୟୁମିଲିଟି, ସିଏ ଗୋଟେ ଗାର୍ଲାଣ୍ଡ ପିନ୍ଧିଥିଲେ, ଜଗନ୍ନାଥ କେତେ କଷ୍ଟରେ ସେ ପାଇଥିଲେ, ସେ ସେଇଟା ମତେ ପିନ୍ଧେଇଥିଲେ। ୱେଲ୍ ଆଇ ଏମ୍ ଭେରି ହାପି ଦ୍ୟାଟ୍ ୟୁ ଆର୍ ସୋ ଏକ୍ସାଇଟେଡ୍ ଟୁ ମିଟ୍ ଦ ପ୍યોର ଡିଭୋଟିଜ୍ ଅଫ୍ ଲର୍ଡ ଶ୍ରୀକୃଷ୍ଣ। ଏଣ୍ଡ ଦେନ୍ ତାପରେ ସେ ମତେ ହିଁ ବ୍ଲେସିଂସ୍ ଦେବାକୁ ଷ୍ଟାର୍ଟ ହେଇଗଲେ। ମୁଁ କହିଲି ୱାଓ, ଦିସ୍ ଆର୍ मतलब सच में यार यही क्या, मतलब ମୁଁ ମାନେ ତାଙ୍କ ହ୍ୟୁମିଲିଟି କାଇंड ऑफ किल्ड मी, देयर ह्यूमिलिटी किल्ड मी। ମୁଁ ମାନେ डिसाइड कर लेने ना भाई मैं तो भक्ति करेगा, चाहे जो भी हो जाए, अब भक्ति में ही रहना है, यही करना है। एंड ତାପରେ ଯେତେବେଳେ ମୁଁ ଟିଓଭିପି ଦେଖିଲି ମତେ ଲାଗିଲା ଏଟା କମ୍ପ୍ଲିଟ ହେଇଯାଇଥିବ, ବଟ୍ ଯେତେବେଳେ ମୁଁ ଭିତରେ ଦେଖିଲି ଯେ କିଛି ମାନେ ବହୁତ ଏବେ ବାକି ଅଛି। ଏମିତି ପ୍ରଭୁଜୀ କହିଲେ ଯେ ସାଉଥ ଆମେରିକା ନା କୋଉଠୁ ଆସିଛି टाइटेनियम, କୋଉ କୋଉ ପୁରା महंगा महंगा स्टील ରୁ ତିଆରି ହେଇଛି। ମତେ ଲାଗିଲା वाह यार ये तो मतलब मंदिर बना रहे हैं कि मतलब पूरा अलग ही प्रकार। तो देन ମୁଁ ଏତେ एक्साइटेड ହେଇଗଲି, ସେତେବେଳେ ପ୍ରଭୁ କହିଲେ ଯେ ନା बहुत पैसा चाहिए डोनेशन। तो ମୁଁ ମୋ स्कॉलरशिप ରେ କହିଲି, ସେ କହିଲେ ଯେ 2 ବର୍ଷରେ ତମକୁ 7,000 ଟଙ୍କା ଦେବାର ଅଛି। ମୁଁ କହିଲି भाड़ में जाए यार, अभी पैसा पे करेंगे। मैं स्कॉलरशिप से निकाला, 7,000 पे करके आया। बोला इतना टाइम नहीं है, ये मंदिर अभी के अभी मतलब जल्दी से जल्दी बनाना है। और मतलब भजन कुटीर जो देखा हमने, भजन कुटीर से मतलब कुछ नहीं था, इतना बड़ा टीओवी पे बना दिया, मतलब गजब पूरा, मतलब अलग ही प्रकार। तो अभी और भी बहुत काम बाकी है, तो उसके लिए अब इंडियन टाइगर्स बोलते हैं ना, व्हाइट एलिफेंट्स ऑफ प्रभुपाद, तो अभी जो यूथ है, इंडियन बॉयज एंड गर्ल्स, दे हैव टू कम फॉरवर्ड एंड लीड दिस मूवमेंट। तो मेरा ये रियलाइजेशन हुआ। और जब मैं जा रहा था मायापुर वृंदा, सॉरी मायापुर धाम, तो मैं सोच रहा था कि हु एम आई। तो मुझे बस यही मतलब अंदर से ख्याल आया कि आई एम जस्ट अ सर्वेंट ऑफ लॉर्ड, और वहां पे जाके बस मैं हरिनाम संकीर्तन करूंगा, 16 माला करूंगा, प्रसाद पाऊंगा और सेवा करूंगा। और मैंने वही किया। तो अब से मैं अपने आप को इसी रूप से देखना चाहूंगा कि मैं सर्वेंट हूँ, था, रहूंगा हमेशा श्री कृष्ण भगवान जी का। और मेरा एक और सपना था कि क्या मतलब वैकुंठ धाम कैसा लगता होगा। तो जब मैंने देखा कि इतनी सुंदर गार्डन्स है, इतने सुंदर सोसाइटी है, गुरुकुल है, मंगल आरती है से लेकर जितना सब जो पैराफेनेलिया होता है का मतलब जो एरोमा होता है, वो सब मुझे मायापुर में दिखा कि नहीं भैया ये वैकुंठ है। हाँ मुझे पता चल गया ये वैकुंठ है। तो असली वैकुंठ जब जाऊंगा तो कैसा लगेगा, तो वो ट्रेलर भगवान ने दिखाई दिया। तो ये जितने सारे सपने थे तो भगवान ने मेरे सच कर दिए। और आखिर में एक रियलाइजेशन ये हुआ कि मैं अकेला नहीं हूँ इस भक्ति में। मेरे पास फैमिली है, इस्कॉन फैमिली है, अमृतेश प्रभु हैं, मेरे डिवोटी फ्रेंड्स है, कानू प्रभु, आनंद प्रभु, और जितने भी मेरे डिवोटी फ्रेंड्स है वे सारे मेरे साथ हैं। मेरे दे हैव गॉट माय बैक एंड आई एम नॉट अलोन। एंड दिस इज व्हाट आई रियलाइज्ड इन दिस मायापुर धाम। थैंक यू। अरे वो केते सुंदर रियलाइजेशन सब, and he listed out. Good thing is he wrote down all things. So we also should also write down कौन कौन हमर रियलाइजेशन थिला, कि स्पेशल मेमोरी थिला, कि स्पेशल लर्निंग थिला। Definitely there must be some learnings. So we must note them down. That is important. ଆଉ ରୋହିତ ପ୍ରଭୁ ଏଭଳି ଗ୍ରୋ କରିଥାନ୍ତୁ।
ଏଇଭଳି ସମସ୍ତେ ଗ୍ରୋ କରିଥାନ୍ତି। ଓକେ, ନେକ୍ସଟ ସ୍ୱପ୍ନଜିତ ପ୍ରଭୁ, ତାପରେ ଲାଷ୍ଟରେ କାହ୍ନୁ ପ୍ରଭୁ। हरे कृष्ण प्रभु जी, दंडवत प्रणाम। समस्त भक्तମାନଙ୍କୁ ମୋର ଦଣ୍ଡବତ ପ୍ରଣାମ। ବାଞ୍ଛା କଲ୍ପତରୁଶ୍ଚ कृपा सिन्धुभ्ୟश्च ପତିତାନାଂ ପାବନେଭ୍ୟୋ ବୈଷ୍ଣବେୟ ନମଃ। ତ ଫାର୍ଷ୍ଟ ଆପଣ ଯେମିତି ଫିଡବ୍ୟାକ୍ ହିସାବରେ କହିବାକୁ କହିଥିଲେ, ତ ଫାର୍ଷ୍ଟ ତିନିଟା ଜିନିଷ ଯୋଉଟା ମୁଁ କହିବି କି ପ୍ରଥମେ ହଉଛି ଯେମିତି ଆମ ଶାସ୍ତ୍ର କୁହନ୍ତି କି ସାଧୁ ସଙ୍ଗ ସର୍ବଶାସ୍ତ୍ର କହେ, ଲଭେ ମାତ୍ର ସାଧୁ ସଙ୍ଗ ସର୍ବସିଦ୍ଧି ହେ। ଯଦି ଆମକୁ ଗୋଟେ ସେକେଣ୍ଡ ବି ଯଦି ଭକ୍ତମାନଙ୍କ ସଙ୍ଗ ମିଳେ, ସାଧୁ ସଙ୍ଗ ମିଳେ, ତ ସେଥିରେ ସର୍ବସିଦ୍ଧି। ତ ପ୍ରଥମ କଥା ଆମେ ସମସ୍ତେ ଭାବୁଛେ କି ଆମେ ନବଦ୍ୱୀପ ଧାମ ଯେତେବେଳେ ଗଲେ ତ ଏତେ ଆନନ୍ଦର ଅନୁଭୂତି କରୁଥିଲେ, ମାନେ ଭଗବାନଙ୍କ ବିଗ୍ରହ ଦର୍ଶନ କରି, ସାଧୁ ସଙ୍ଗ କରି, ପ୍ରଭୁପାଦଙ୍କ ଡିସାଇପଲ୍ସଙ୍କ ସଙ୍ଗ କରି। ତ ଏଇ ଆନନ୍ଦ ଆସିବାର ଗୋଟେ କାରଣ ହଉଛି ଯେହେତୁ ଆମକୁ ଭକ୍ତମାନଙ୍କ ସଙ୍ଗ ମିଳୁଥିଲା, ସାଧୁ ସଙ୍ଗ ମିଳୁଥିଲା, ତ ସେଥିପାଇଁ କେବଳ ଆନନ୍ଦ ଆସିପାରୁଥିଲା। ନହେଲେ ଯଦି ଆମେ ଏକା ଯାଇଥାନ୍ତେ କି ଫ୍ୟାମିଲିଙ୍କ ସାଙ୍ଗରେ ଯାଇଥାନ୍ତେ, ଏଇ ଆନନ୍ଦ ଆମେ କେବେ ବି ଅନୁଭବ କରିପାରିନଥାନ୍ତେ। ତ ଆଉ ଗୋଟେ କଥା ପ୍ରଭୁଜୀ ମୁଁ କହିବାକୁ ଚାହିଁବି କି ଯେମିତି ନର୍ମାଲି ଯଦି ମୁଁ କହିବି କି ଘରେ ଆମର ମାନେ ଟାଇମ ଟେବୁଲ ବହୁତ ହି ଖରାପ, ଯେମିତି ଲେଟରେ ଶୋଇବା, ଲେଟରେ ଉଠିବା, ଖାଇବା ପିଇବା ଟାଇମ ଟେବୁଲ ନାହିଁ, ନା ଭକ୍ତି ଠିକ ସେ ହେଇପାରୁଛି ନା କିଛି ନାହିଁ। କିନ୍ତୁ ଗୋଟେ ଜିନିଷ କି ଯେବେ ବି ଆମେ ଯେତେବେଳେ ଯେମିତି ଗୀତା ଭବନରେ ରହିଥିଲେ, ତ ମତେ ଲାଗୁଥିଲା କି ମୁଁ ଘରେ ହିଁ ଅଛି, ମତେ ଲାଗୁନଥିଲା କି ମୁଁ ବାହାରେ ଅଛି, କୁଆଡେ ଯାଇଛି। ଲାଗୁଥିଲା କି ଘରେ ହିଁ ଅଛି, ଇଚ୍ଛା ହେଲେ ଏମିତି ହିଁ ସବୁବେଳେ ପାଇଁ ରହିବାକୁ, ଆଉ କେବେ ଆସିବାକୁ ଇଚ୍ଛା ହଉନଥିଲା। ତ ତ ମୁଁ ଗୋଟେ ଜିନିଷ ଏଇଟା ଶିଖିଲି, ଆଉ ଏଇଟା ମୁଁ ଜୀବନରେ ଉତାରିବାକୁ 100% ପ୍ରୟାସ କରିବି କି ଯେମିତି ଆମେ ସବୁଦିନ 3ଟାରେ ଉଠୁଥିଲେ, ତାପରେ ସ୍ନାନ କରିକି ମଙ୍ଗଳାରତି ଦର୍ଶନ କରିବାକୁ ଯାଉଥିଲେ, ତାପରେ ନାମ ଜପ କରୁଥିଲେ, ତ ସେଇଟା ମୁଁ ଚେଷ୍ଟା କରିବି କି ଘରେ ବି ଥାଇକି ତ ଭକ୍ତମାନଙ୍କ ସହିତ ଅଧିକ ଅଧିକ କନେକ୍ଟ ହେବା ପାଇଁ, ତାକି ସେ ଇଣ୍ଟରନେଟ ହଉ କି ସବୁ ସଣ୍ଡେ କ୍ଲାସେସ୍ ହଉ, ଇଭେନ୍ ଖାଲି ସଣ୍ଡେ କ୍ଲାସ ନୁହଁ, ଏଭରିଡେ ମୁଁ ଟ୍ରାଏ କରିବି ଯେତେବେଳେ ମତେ ସମୟ ମିଳିବ ମୁଁ ଯିବା ପାଇଁ, ପ୍ରଭୁଙ୍କ ସହିତ ଦେଖା, ଆପଣଙ୍କ ସହିତ ଦେଖା କରିବା ପାଇଁ, ଆଉ ସାତ୍ୱତୀ ପ୍ରଭୁ ଆଉ ଅମୃତେଶ ପ୍ରଭୁଙ୍କ ସହିତ ଦେଖା କରିବା ପାଇଁ। ଆଉ ଗୋଟେ ଜିନିଷ ମୁଁ ଚେଷ୍ଟା କରିବି କି ସବୁବେଳେ ପାଇଁ ଏମିତି ଆଚରଣ କରିବି, ଷୋଳମାଳା ଚାଣ୍ଟିଂ କରିବା, ବ୍ରହ୍ମମୁହୂର୍ତ୍ତ ଉଠିବା, ଯୋଉଟା କି ଘରେ ଦେଖିବାକୁ ଗଲେ ମୋ ପାଇଁ ବ୍ରହ୍ମମୁହୂର୍ତ୍ତ ଉଠିବା ବହୁତ କଷ୍ଟ ହେଇଯାଏ, କାରଣ ଟାଇମ ଟେବୁଲ କିଛି ବି ମେଣ୍ଟେନ ହେଇପାରେନି। କିନ୍ତୁ ଭକ୍ତମାନଙ୍କ ସଙ୍ଗରେ, ଆପଣ ସମସ୍ତଙ୍କ ସଙ୍ଗରେ, ଖାସ କରି ସାତ୍ୱତୀ ପ୍ରଭୁ ଯିଏକି ଗୌର ଗୋବିନ୍ଦ ସ୍ୱାମୀ ମହାରାଜଙ୍କ ଶିଷ୍ୟ, ଆଉ ଅମୃତେଶ ପ୍ରଭୁ, ଆପଣମାନଙ୍କ କୃପାରୁ ହିଁ ଏସବୁ ସମ୍ଭବ ହେଇପାରିଲା, ଯୋଉଥିପାଇଁ କି ମାନେ ଏତେ ସହଜରେ, ଏତେ ସ୍ମୁଥରେ, ଆରାମସେ, କୌଣସି ଗୋଟେ ପର୍ସେଣ୍ଟରେ ବି ଅସୁବିଧା ହେଇନି। ଆମେ ସମସ୍ତେ ଆରାମସେ ଯାଇକି ନବଦ୍ୱୀପ ଧାମ ଦର୍ଶନ କରିକି ପଳେଇ ଆସିଲେ। ଯେମିତିକି ଆମେ ଜାଣିଛେ ନବଦ୍ୱୀପ ଧାମ ହଉଛି ଗୁପ୍ତ ବୃନ୍ଦାବନ, ବୃନ୍ଦାବନ ଅଭିନ୍ନ। ଆଉ ଯେମିତିକି ସବୁ ଯୁଗରେ ଭଗବାନଙ୍କୁ ପାଇବାର ମାର୍ଗ ଥାଏ, ଯେମିତି ସତ୍ୟ ଯୁଗରେ ଭଗବାନଙ୍କୁ ତପସ୍ୟା ମାଧ୍ୟମରେ ପାଉଥିଲେ, ଆଉ ଦ୍ୱାପର ତ୍ରେତାରେ ଯଜ୍ଞ ମାଧ୍ୟମରେ ପାଉଥିଲେ, ଆଉ ଦ୍ୱାପରରେ ଅର୍ଚ୍ଚନା ମାଧ୍ୟମରେ ପାଉଥିଲେ। ତ ସେମିତି କଳିକାଳରେ ଭଗବାନଙ୍କ ପାଖରେ ଗୋଟେ ମାତ୍ର ମାର୍ଗ, ସେଟା ହଉଛି ହରେ ନାମ, ହରେ ନାମ, ହରେ ନାମ ଏବ କେବଲମ୍, କଳଉ ନାସ୍ତିବ 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 ଗତିର୍ମେତ। ଯେମିତିକି କହନ୍ତି କି ଗୋଲୋକରେ ପ୍ରେମଧନ ହରିନାମ ସଂକୀର୍ତ୍ତନ। ତ ଚୈତନ୍ୟ ମହାପ୍ରଭୁ ସେଇଟା ହିଁ ଆମକୁ ନାମ ପ୍ରେମ ଦେଲେ, ଯୋଉ ମାଧ୍ୟମରେ କଳିକାଳରେ ଅତି ସହଜରେ ଆମେ ଭଗବାନଙ୍କୁ ପାଇପାରିବା। ନର୍ମାଲି ଆମେ ଦେଖୁ କି କହୁ ସତ୍ୟ ଯୁଗ, ତ୍ରେତା ଯୁଗ ବା ଦ୍ୱାପର ଯୁଗ ବହୁତ ଭଲ, କଳି ଯୁଗରେ ଏତେ ପାପ ହଉଛି, ଏତେ ଅସୁବିଧା ହଉଛି। କିନ୍ତୁ କହିବାକୁ ଗଲେ କଳିଯୁଗ ହିଁ ସବୁଠୁ ଶ୍ରେଷ୍ଠ ଯୁଗ, ଆଉ ଏଇ କଳିଯୁଗରେ ଭଗବାନଙ୍କୁ ପାଇବା ଅତି ସହଜ। ତ ଭକ୍ତମାନଙ୍କ ସଙ୍ଗରେ ହିଁ ଏଇ ଆନନ୍ଦ ମିଳିପାରିଲା। ଯେମିତି କି ସାତ୍ୱତୀ ପ୍ରଭୁ ଆମକୁ, ସାତ୍ୱତୀ ପ୍ରଭୁଙ୍କର କୀର୍ତ୍ତନ ଖାସ କରିକି ମତେ ବହୁତ ଭଲ ଲାଗିଲା। ଆଉ ଆପଣ ସମସ୍ତ ବୈଷ୍ଣବଙ୍କ କୃପାରୁ ମତେ ମୃଦଙ୍ଗ ବଜାଇବାକୁ ବି ମିଳିଲା ଭଗବାନଙ୍କ ବିଭିନ୍ନ ଲୀଳାସ୍ଥଳୀରେ। ମୁଁ ଅଧିକରୁ ଅଧିକ ମୃଦଙ୍ଗ ବଜେଇଛି, ଆଉ ବଳରାମ ସବୁବେଳେ ମୋ ସାଙ୍ଗରେ ଥିଲେ। ତ ଏଇଟା ମୁଁ ନିତ୍ୟାନନ୍ଦ ମହାପ୍ରଭୁଙ୍କ କୃପାକୁ ଅନୁଭବ କରିପାରୁଥିଲି ପ୍ରତି ସେକେଣ୍ଡରେ। ତ ମୁଁ ଏଇଆ ଚାହିଁବି କି ସବୁ ବର୍ଷ ଆଉ ସବୁ ମାନେ ସମୟକୁ ସମୟ ଏମିତି ଭକ୍ତମାନଙ୍କ ସଙ୍ଗ ମିଳୁ, ଆଉ ଆମେ ଏମିତି ଯାଇକି ମହାପ୍ରଭୁଙ୍କର ଲୀଳାସ୍ଥଳୀ ଦର୍ଶନ କରୁ, ଆଉ ସବୁ ବର୍ଷ ଆମେ ନବଦ୍ୱୀପ ଧାମ ଯାଉ, ସବୁବେଳେ ଧାମ ଦର୍ଶନ କରୁ। ଆଉ ଏମିତି ସବୁ ବୈଷ୍ଣବମାନଙ୍କର କୃପା ମୋ ଉପରେ ରହୁ, ତାକି ମୁଁ ଭକ୍ତିରେ ଆଡଭାନ୍ସ କରିପାରେ ଆଉ ଆଗକୁ ବଢିପାରେ। ତ ଏତିକି କହିକି ମୁଁ ଧନ୍ୟବାଦ କରିବାକୁ ଚାହିଁବି ସମସ୍ତ ଭକ୍ତମାନଙ୍କୁ, ଅମୃତେଶ ପ୍ରଭୁ, ସାତ୍ୱତୀ ପ୍ରଭୁ, ଆଉ ସମସ୍ତ ଭକ୍ତବୃନ୍ଦ ମାନେ ଯୋଉମାନେ ମୋ ସାଙ୍ଗରେ ଉପସ୍ଥିତ ଥିଲେ, ଆଉ ଇନ୍ଦୁମତୀ ମାତା, ସମସ୍ତଙ୍କୁ। ତ ଏତିକି କହିକି ମୁଁ ଏଠି ରଖିବାକୁ ଚାହୁଁଛି। ହରେ ହରେ କୃଷ୍ଣ, କୃଷ୍ଣ। ଦଣ୍ଡ। ଓକେ, ତ ଇଏ ସ୍ୱପ୍ନଜିତ ପ୍ରଭୁ, ସ୍ୱାଗତ ପ୍ରଭୁ, ଏମିତି ଜଣ ଭଲ ଭଲ ଭାବରେ କଲେ। ଆଉ ସ୍ୱପ୍ନଜିତ ପ୍ରଭୁ ବି ବହୁତ ଜଣଙ୍କୁ ଧୋତି ପିନ୍ଧିବା ଶିଖେଇଲେ, ମୁଁ ଦେଖୁଥିଲି। ଧନ୍ୟବାଦ। ଏଭଳି ପରସ୍ପରକୁ ହେଲ୍ପ କରି ଚାଲିଲେ ଆମେ ନିଶ୍ଚିତ ଭାବରେ କୃଷ୍ଣଙ୍କ ପାଖରେ ବହୁତ ଜଲ୍ଦି ହିଁ ଥିବା। ଏବେ ବି ଅଛେ, ସେତେବେଳେ ବି ରହିବ। ତ ଏବେ ନେକ୍ସଟ ଆମେ ଶୁଣିବା କାହ୍ନୁ ପ୍ରଭୁଙ୍କଠୁ। हरे कृष्णा।
हरे कृष्ण। ସେ ଧାମ ଯାତ୍ରା ବହୁତ ସ୍ପେଶାଲ ମୋ ପାଇଁ। ଏଇଟା କେବେ ଯେମିତି ଛାଡି ହବନି, ଭଗବାନଙ୍କୁ ପ୍ରାର୍ଥନା କରେ ସବୁବେଳେ। ଏଇନା ଭକ୍ତ ସଙ୍ଗରେ ବୁଲିବା, କି ମତେ ଟ୍ରାଭେଲିଂ କରିବା ବହୁତ ଇଚ୍ଛା। ସେଥିପାଇଁ ମୁଁ ପାସପୋର୍ଟ ବନେଇକି ରଖିଛି କେବେଠାରୁ। ସବୁବେଳେ ଭାବେ ମୁଁ କେବେ କୁଆଡେ ବୁଲିବାକୁ ଯିବି। ପାସପୋର୍ଟ ତା ଟାଇମ ଗୁଡା ସବୁ ୱେଷ୍ଟ ଚାଲିଛି। ଦେଖାଯାଉ କଣ କେବେ ୟୁଟିଲାଇଜ ହବ, ଭଗବାନ କୃଷ୍ଣ କେମିତି ପ୍ଲାନିଂ କରିଛନ୍ତି। କୃଷ୍ଣ କନସିୟସ କେବେ କୌଣସି ଇଚ୍ଛା ଅଧା ରହେନି, ପୁରା ତାକୁ କରିଦେବେ, କିନ୍ତୁ ସେଟା କୃଷ୍ଣ କନସିୟସ ୱେରେ ପୁରା ହଉ, ହବ ହିଁ ସେମିତି। କାହିଁକିନା ଆମେ ତ ଡିଜାୟାରଲେସ୍ ମାନେ ମୁଁ ତ ହେଇପାରିବିନି କେବେ ବି ଡିଜାୟାରଲେସ୍। ମାୟାପୁର ଯାତ୍ରାରେ ଯେହେତୁ ମିତେଶ କହୁଛି ବହୁତ ବଡ ଗୁରୁ ଦାୟିତ୍ୱ ଦେଇଥିଲେ, ତଥାପି ମୁଁ ଠିକ ସେ କରିପାରିନି ଏଣ୍ଡ ମୁମେଣ୍ଟ ରେ। ଏମିତି କି ମୋର ବେଶୀ ଆଉ କଣ ମାନେ ଯୋଗଦାନ ରହିପାରିନି, ଟିକେଟ ଯୋଉଟା ମୁଁ ଆଉ କିଛି ହେଲ୍ପ କରିପାରିନି, ଶୁଭକାନ୍ତ ପ୍ରଭୁ ବା ଅନ୍ୟମାନେ ଯିଏ ବି ହେଲ୍ପ କଲେ। ସେ ସମୟରେ ବି ବହୁତ ଟିକେ ଗୋଟେ ଦିନ ପୁରା ପ୍ରଭୁଜୀଙ୍କୁ ଆଉ ଇନ୍ଦ୍ରନାଥ ମନ୍ଦିରରେ ବସିକି ସେ ସବୁ ରୁମ ଆସାଇନ କରିବା, ଆଉ ତାପରେ ବର୍ଥ ଆସାଇନ କରିବା, କାହିଁକିନା ବେଶୀ ନୂଆ ଲୋକ ଯାଉଛନ୍ତି ତାଙ୍କ ନାଁରେ ଟିକେଟ ହେଇନି। ତ ସେଇଟା ଗୋଟେ କେମିତି ଠିକ ସେ ହବ, ତାକି ଟିକେଟ ପାଉ ପାଉ ନହେଲେ ଲୋକମାନେ କମ୍ପ୍ଲେନ କରିବେ, ଭକ୍ତମାନେ କାହିଁ ଏମିତି ହେଲା, କାହିଁକି ଆମକୁ ଏଇ ସିଟ୍ ମିଳିଲା। ତ ସରି, ସେଥିପାଇଁ ମୁଁ କିଛି କରିପାରିନଥିଲି। ଆଉ ଧାମ ଯାତ୍ରାରେ କାହିଁକି ଯିବାକୁ ମୁଁ ପସନ୍ଦ କରେ, କାହିଁକି ନା ଭକ୍ତଙ୍କ ସେବା କରିବାକୁ ବହୁତ ଚାନ୍ସ ମିଳେ ଏଇଠି। ଯେମିତି କି ମୁଁ ତ ଏତେ ମତେ କାହିଁ ଲାଗୁନି ମୁଁ କିଛି କରିଛି। ଯେମିତି କି ଅନନ୍ତ ପ୍ରଭୁ କହୁଥିଲେ ତାଙ୍କ ସତ୍ୟ ପ୍ରଭୁ ତାଙ୍କ ଗୋଡ ମୋଡି ଦେଇଛନ୍ତି। କି ଆମର ଦେଖିଛି ହେତୁ କୃଷ୍ଣ ପରେ ସ୍ୱାଗତ ପ୍ରଭୁଙ୍କ ପାଦରେ ବୋଧେ 10 ମିନିଟ ଖଣ୍ଡେ ନଡିଆ ସୋରିଷ ତେଲ ଲଗେଇ ଘଷି ଦଉଥିଲେ, ସେ ଛାଡୁନାହାନ୍ତି। ହେଲେ ସେତିକି ଥାଉ, ଆଉ ବେଶୀ ସମସ୍ତେ ସେବା କରିଛନ୍ତି। ଆଉ ଆମର ସୌମ୍ୟ ପ୍ରଭୁ ଯେମିତି ସେବା କରିଛନ୍ତି, ଏମିତି ସାତପଥ ପ୍ରଭୁଙ୍କର ସେବାରେ ଥିଲେ, କପଡା ଫପଡା ଧଉଥିଲେ, ଏମିତି ପୁରା ତତ୍ପର ଥିଲେ କିନ୍ତୁ ସେବା କରିବା ପାଇଁ। ଆଉ ଶୁଭକାନ୍ତ ପ୍ରଭୁ, ଯେ ସମସ୍ତେ ସନ୍ତୋଷ ପ୍ରଭୁ ଯାହାକୁ ଯୋଉ ସେବା ଦିଆଯାଇଥିଲା। ତାପରେ ଯେମିତି ବକ୍ସ ଉଠେଇକି ନବା, ସେଇଟା ବହୁତ ବଡ ମାନେ ଚ୍ୟାଲେଞ୍ଜିଂ ସେବା କହିବାକୁ ଗଲେ, କାହିଁକିନା ଯିଏ ଧରୁଛି ସିଏ ହିଁ ଧରୁଛି, ଆଉ ତା ପାଖକୁ କେହି ଯାଉନାହାନ୍ତି। ଭଲ୍ୟୁଣ୍ଟାରିଲି ଜଣେ ସେବା କରିବାକୁ ଚାହିଁବ, ସେଇଟା ଗୋଟେ ବହୁତ ୟୁନିକ୍ ଜିନିଷ, ସେଇଟା ସ୍ପେଶାଲ କ୍ୟାରେକ୍ଟରିଷ୍ଟିକ, ସମସ୍ତଙ୍କ ଠାରେ ଦେଖିବାକୁ ସେଇଟା ମିଳେନି। ଆଉ ତାପରେ ହେଲ୍ପ କରିବା ଦରକାର, କାହିଁକି ନା ସେଇଟା ଏତେ ବଡ ଭାରି ଜିନିଷ। ତଥାପି ବହୁତ ବଢିଆ ରହିଲା। ଆଉ ମତେ କଣ ଭଲ ଲାଗିଲା ଆକ୍ଚୁଆଲି କହିବାକୁ ଗଲେ, ମତେ କଥା ଶୁଣିବାକୁ ଭଲ ଲାଗେ। ହରି କଥା ହଉଛି ମୋର ବେଷ୍ଟ ମେଡିସିନ, ହଉଛି ହରି କଥା। କାହିଁକିନା କୀର୍ତ୍ତନ ଫୀର୍ତ୍ତନ ଆମ ଦ୍ୱାରା ମୁଁ ଖାଲି ଶୁଣିଲେ ମତେ ଭଲ ଲାଗେ। ଆମେ ତ ନାଚ ଗୀତ ଏମିତି ମନ ଇଚ୍ଛା ଗୋଟେ ନାଚେ, କିନ୍ତୁ ବେଷ୍ଟ ହଉଛି ହରି କଥା, ଯୋଉଟା ଭକ୍ତି ପ୍ରେମ ସ୍ୱାମୀ ମହାରାଜଙ୍କର ସଙ୍ଗ ଲାଭ କଲେ, ଆଉ ଶଙ୍କର୍ଷଣ ପ୍ରଭୁଙ୍କର ସଙ୍ଗ ଲାଭ କଲେ। ମହାରାଜ ଯେମିତି କହିଲେ କି ଆମେ କୃଷ୍ଣ କନସିୟସନେସ୍ ଆମେ ତ ପାଇଲୁ, ଏତେ ସୁନ୍ଦର ଗିଫ୍ଟ ପାଇଲୁ, କିନ୍ତୁ ଆମେ ଅନ୍ୟମାନଙ୍କ ପାଇଁ ବାକି ଇସ୍କନ ମିଶନ କେମିତି ପ୍ରଚାର ହବ, ପ୍ରସାର ହବ, ଆମେ କଣ କରିପାରିବା? ଯୋଉଟା ପୁଲକି ପ୍ରଭୁ ଏକ୍ସାମ୍ପଲ ଦଉଥିଲେ କି ଜଣେ ସୁଇସାଇଡ କରିବାକୁ ଯାଉଛି, ଆମ ପାଖରେ ସୁବିଧା ଅଛି କିନ୍ତୁ ଆମେ ତାକୁ ବଞ୍ଚେଇଲେନି। ତ ହୋଲ ୱାର୍ଲଡରେ କଣ ନା ସଫରିଂ, ସମସ୍ତେ ସୁସାଇଡ କରିବା ଦିଗରେ ଯାଉଛନ୍ତି, ମାନେ ସମସ୍ତେ ହେଲ୍, ସମସ୍ତେ ନର୍କଗାମୀ ହଉଛନ୍ତି, ମାନେ ବାଇ ଡିଫଲ୍ଟ। କେମିତି? ମୁଁ ତ ଏବେ ପ୍ରାୟ ସମୟରେ ବୁଲାବୁଲି କରୁଛି, ଆମର ଓଡିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ଯୋଉଟା ଅଛି, ତ ଓୟୁଟାରେ ପ୍ରାୟ କଲେଜ ଜାଗାରେ ସବୁଠି ଅଛି ଖାଇବା ପିଇବା ଜାଗା। କଲେଜ କ୍ୟାଣ୍ଟିନ ଭିତରେ ବି ତ ଅଛି, ମାନେ ୟୁନିଭର୍ସିଟି ବାହାରେ ସେଇଠି ସବୁ ଯାକ ମାନେ ନନଭେଜ ଇନଷ୍ଟୁଡେଣ୍ଟ, ମାନେ ସବୁ ରେଷ୍ଟୁରାଣ୍ଟ ଖୋଲା ହେଇଛି। ମାନେ କଣ ତମ ମାଂସ ଖାଇବ ନର୍କ ଯିବ, ପାଠ ପଢିକି ନର୍କ ଯିବ, ତା ସହିତ କଲେଜରୁ ବାହାରିକି ଆସିଲେ ଖାଇବ, ତ ଖାଇବାକୁ ତ କେହି ଛାଡି ପାରିବେନି। ତ ସମସ୍ତେ ମାନେ ଡେଫିନେଟଲି ଆମେ ଯଦି ତାଙ୍କୁ ସମୟ କିଛି ନା କିଛି ୱେରେ ତାଙ୍କ ଯଦି ସ୍ୱୀକୃତି ବନେଇ ପାରିବା, ଇଭେନ ଥରେ ଅସିତ କୃଷ୍ଣ ସ୍ୱାମୀ ମହାରାଜଙ୍କ ଠାରୁ ମୁଁ ପର୍ସନାଲି ଆମେ କଥାବାର୍ତ୍ତା ହେବା ପାଇଁ ସୁଯୋଗ ମିଳିଥିଲା। ମହାରାଜ ମୁଁ କହିଲି, ମହାରାଜ ସବୁ ଜଣେ ଯଦି ହରିକୃଷ୍ଣ ମହାମନ୍ତ୍ର ଶୁଣିଛି, ଥରଟେ ବି ଶୁଣିଛି, ମାନେ ଥରଟେ ଟିକେ ବି ଚରଣାମୃତ ପାଇଛି, କେବେ ପ୍ରସାଦ ପାଇଛି, ଭଗବାନଙ୍କ ଦର୍ଶନ ବି କରିଛି, ତାମାନେ ସ୍ୱୀକୃତି ତିଆରି ହେଇଗଲା। ଭକ୍ତି ଉନ୍ମୁଖୀ ସୁଖୀ, ଭକ୍ତି ହଉଛି ବହୁତ ପାୱାରଫୁଲ, ମାନେ ମ୍ୟାକ୍ସିମମ୍ ଚାନ୍ସେସ୍ ହଉଛି ଜଣେ ମଣିଷ ଜୀବନ ପାଇବ। ଭକ୍ତି କରିବା ପାଇଁ ଭଗବାନ ବ୍ୟବସ୍ଥା କରିବେ, କିନ୍ତୁ ଜୀବର ସ୍ୱତନ୍ତ୍ର ଇଚ୍ଛା ଅଛି, ଜୀବ କରିବ କି ନ କରିବ ସେଇଟା ହଉଛି ଅଲଗା କଥା।
ତ ସେଇଟା ମତେ ମହାରାଜଙ୍କ କଥା ବହୁତ ମାଇଣ୍ଡ ମୋର ଷ୍ଟ୍ରାଇକ୍ କଥା ଯେ ହଁ ସତରେ କିଛି କରିବା ଦରକାର କିନ୍ତୁ ମୁଁ କିଛି କରିପାରୁନି। ଯେତିକି ବେସିକ୍ସ ଯୋଉଟା ଆମେ ଚାହୁଁ ଗୋଟେ କ୍ଲାସ କରିବା ପାଇଁ ମୋ ଦ୍ୱାରା ଆଉ ସେ ସମ୍ଭବ ହେଇପାରୁନି, ଯୋଉଟା ୱିକଲି 2 times କ୍ଲାସ ନେବାକୁ ଚାହୁଁଛି ମୁଁ କେମିତି ସେଇଟା କରିବି ମୁଁ ବୁଝିପାରୁନି। ଆଉ ଗୋଟେ ଭାରି ଇଚ୍ଛା ଅଛି ମତେ ପ୍ରପାତ ବୁକ୍ ରିଡିଂ କ୍ଲାସ ଗୋଟେ ହବ, ଡେଲି ଆମେ ବୁକ୍ ରିଡିଂ କରିବା, ଯେତେ ଜଣ ଆସନ୍ତୁ ଇଣ୍ଟରେଷ୍ଟେଡ ଏମିତି କିଛି ନାହିଁ। ଆଉ ସେକେଣ୍ଡରେ ହିଜ ଗ୍ରେସ୍ ଶଙ୍କର୍ଷଣ ପ୍ରଭୁଜୀଙ୍କ କଥା, ଯେମିତି କି ପ୍ରଭୁଜୀ କହୁଥିଲେ ଶିଳ ପ୍ରପାତ ସୋ ପିଓର କି କେହି ବି ଯିଏ ପ୍ରଭୁପାଦଙ୍କ ସହିତ ମିଶିଛନ୍ତି ସେ କେବେ ଭାବିବେନି ଯେ ଆମକୁ ପ୍ରଭୁପାଦ ଚିଟିଂ କରୁଛନ୍ତି ବୋଲି। ତାପରେ ଆଉଟରେ ସବୁଠୁ ଇଣ୍ଟରେଷ୍ଟିଂ ଯୋଉଟା ମୋ ହୃଦୟ ସ୍ପର୍ଶିଆଲ ହଉଛି ପ୍ରଭୁପାଦଙ୍କ ଫ୍ୟାମିଲିରେ ସମସ୍ତେ ହଉଛନ୍ତି ଏକ୍ସପର୍ଟ କୁକ୍। ତ ମତେ ସେଇଟା ବହୁତ ଭଲ ଲାଗେ। ମୁଁ ନିଜେ ମୋର ରୁଖା ସୁଖା ମୁଁ ଖାଇଦେଲେ ଚଳିବ, ଏ ବନେଇ ଦେଲେ ଠିକ ଅଛି, କିନ୍ତୁ ମୁଁ ବେଶୀ ପ୍ରିଫର କରେ ବଢିଆ ସେ ରୋଷେଇ କରିବା ପାଇଁ ସବୁ ପ୍ରକାର। କାହିଁକିନା ଲୋକମାନେ ଯେତେବେଳେ ବାହାରେ ଆମେ ବୁଲିବା ଦେଖିବା ଯେ ଲୋକମାନେ ଶାସ୍ତ୍ର ପଢିବା ଶୁଣିବା ବୁଝିବା ବୋଧେ ତାଙ୍କର କେବେ ବି ରୁଚି ଆସିବନି, ଗୋଟେ ଜିନିଷ ବୋଧେ ରୁଚି ଆସିବ ଖାଇବା ପାଇଁ କେବେ ଛାଡି ପାରିବେନି। ତ ଆମର ସେଇଟା ଗୋଟେ ମାନେ ଲୋକମାନଙ୍କୁ ଆଟଲିଷ୍ଟ କ୍ରିଷ୍ଣା କନସିୟସ୍ ଇଣ୍ଟ୍ରୋଡକ୍ସନ କରିବା ପାଇଁ କି ପ୍ରସାଦ ହଉଛି ଗୋଟେ ବହୁତ ବଡ ଟୁଲ। ଇଭେନ ଏବେ ଇସ୍କନ ପୁରୀ ବଳିଆ ପଣ୍ଡାରେ ସେଠି ଜଣେ କୁକ୍ ଅଛନ୍ତି ପ୍ରଭୁଜୀ ଯିଏ କି ଗୃହସ୍ଥ, ସେ ଆଗରୁ ତାଳସରୀ ପ୍ରୋଜେକ୍ଟରେ କାମ କରୁଥିଲେ, ଯୋଉଟା କି ଆମର ଇସ୍କନ ଗୋଶାଳା ଯୋଉଟା ଜୁହୁ ଅଣ୍ଡରରେ ଅଛି, ଚୌପାତି ଅଣ୍ଡରରେ କଣ ଗୋଟେ ଅଛି, ବହୁତ ବଡ ଗୋଶାଳା ସେଇଟା ଗୋଟେ। ତ ସେ ପ୍ରଭୁଜୀ ସେଠି ପାଖାପାଖି 100+ ଡିଭୋଟିସଙ୍କ ପାଇଁ ରୋଷେଇ କରୁଥିଲେ। ସେ ପୁରୀରେ ମତେ ମୌକା ମିଳିଥିଲା ହିଜ ହୋଲିନେସ ଭକ୍ତି ବିକାଶ ସ୍ୱାଇଁ ମହାରାଜଙ୍କର ପ୍ରୋଗ୍ରାମ ଥିଲା। ତ ଏତେ ପ୍ରଭୁ ଯେତେ ସୁନ୍ଦର ପ୍ରସାଦ ରୋଷେଇ କରନ୍ତି, ମାନେ ଡେଲି ନୂଆ ନୂଆ ପ୍ରସାଦ, ତମେ ସେଇଟା ରିପିଟ ହବନି କମ ସେ କମ ମେ ବି 4 days 5 days ପରେ ସେଇ ସେମ ପ୍ରସାଦ ପାଇବ। ବ୍ରେକଫାଷ୍ଟ ଲଞ୍ଚ ଡିନର ପ୍ରାୟ ସମୟରେ ଅଲଗା ରହିବ। ଆଉ ଏତେ କେମିତି ସେ ବନାନ୍ତି କେଜାଣି, ଏ ସବୁବେଳେ ମାନେ ବହୁତ ଟେଷ୍ଟି, କେବେ ଭାବି ପାରିବନି ଯେ ସେଇ କଥା ଏ କଥା ସବୁବେଳେ ଲିଙ୍କ ହଉଥାଏ। ମୋର ଗୋଟେ ଭାରି ଇଚ୍ଛା କି ମତେ ମଡୁଲାର କିଚେନ ହବ, ସବୁ ରୋଷେଇ ଜାଣିବି ଶିଖେଇବି। ଏଇ ଦିଟା ଜିନିଷ ମତେ ବହୁତ ଭଲ ଲାଗିଲା। ଆଉ ତାପରେ ସବୁଠୁ ଅଦ୍ଭୁତ ଜିନିଷ ହଉଛି ମାୟାପୁରରେ ପାଗ କେମିତି ପରିବର୍ତ୍ତନ ହେଇଗଲା, ଏବେ ଏକ୍ସପେକ୍ଟ ହୁଏନି। ପାଗ ଏତେ 2-3 ବର୍ଷ ଯୋଉ ମୁଁ ଯାଉଛି ଲଗାତାର, ପାଗ ଏତେ ସୁନ୍ଦର ଭାବରେ ପରିବର୍ତ୍ତନ ହେଇଗଲା ଯେ ନହେଲେ ନ୍ୟୁ କମର ମାନେ କିଛି ଫିଲ୍ କରିପାରିବେନି, ତାଙ୍କୁ ଲାଗିଲା ଯେ ମାନେ କିଛି ଗୋଟେ ମିରାକେଲ ହେଲା। କିନ୍ତୁ ପୂର୍ବରୁ ଯୋଉମାନେ ଯାଇଛନ୍ତି ସେମାନେ ନିଶ୍ଚିନ୍ତ ଭାବୁଥିବେ, ଇନ୍ଦୁମତି ମାତାଜୀ କହିଲେ ଆଉ ଆମ ଭକ୍ତି ଫେଷ୍ଟ ପିଲାମାନେ ଆସିଛନ୍ତି ନା ସେଇଥିପାଇଁ ସବୁ ପାଗ ଚେଞ୍ଜ ହେଇଗଲା। କହିଲେ ହଁ ସତ କଥା ଆଉ। ତାପରେ ମୁଁ ଭାବିଲି ସତ କଥା ତ ବହୁତ ସାରା ପିଓର ଡିଭୋଟିସ୍ ମାନେ ଆସିଛନ୍ତି, ନହେଲେ ପାଗ କେମିତି ହଠାତ୍ କେମିତି ଚେଞ୍ଜ ହବ, କେବେ ବି ସେଇଟା ହୁଏନି। ଆମେ ଟ୍ରେନରେ ବି ଆମକୁ ବହୁତ ଅସହ୍ୟ ହେଇଯାଏ। ତାପରେ ସେଠି ବୁଲାବୁଲି କରିବା, ଖାଲି ପାଣି ପିଇବା ଚାଲିଥିବ, ପାଣି ପିଇବା ବନ୍ଦ ହବ ଯେପର୍ଯ୍ୟନ୍ତ ରୁମ ରେ ପହଞ୍ଚି ଫ୍ରେଶ ହେଇନ ସେପର୍ଯ୍ୟନ୍ତ ଏଇଟା ଆଉ ମାନେ ଭଲ ଲାଗୁନଥିବ। କାହିଁକିନା ଆମ ବଡି ଯେହେତୁ ଅଛି, ସେ ବଡି ଆମକୁ ହିଁ ପ୍ରୋବ୍ଲେମ ଦବ। ତାପରେ TOVP ଦର୍ଶନ ହେଲା, ଭଗବାନଙ୍କର ଦର୍ଶନ ହେଲା। ଆଉ ସବୁଠାରେ ମିସ୍ କଲି ହରି କଥାରେ, ଆମେ ଏତେଥର ଏଥର ଭାଗବତମ କ୍ଲାସ ଗୋଟେ ବି ମୁଁ ଶୁଣି ପାରିଲିନି। ଭକ୍ତି ପ୍ରେମ ସ୍ୱାଇଁ ମହାରାଜଙ୍କ କ୍ଲାସ ଥିଲା ସେଦିନ ବି ଆମର ପ୍ରୋଗ୍ରାମ ଥିଲା। ଯାହାବି କାହା କୋଉ ବୈଷ୍ଣବ ମୁଖରେ ଆମେ ଯଦି କ୍ଲାସ ଶୁଣିଲେ ନିଶ୍ଚିନ୍ତ, କିନ୍ତୁ ଭାଗବତମ କ୍ଲାସ ଯେମିତି କି ଭାଗବତ ହଉ ଗୀତା କ୍ଲାସ ହଉ, ହରି କଥାରେ ଯୋଉ କହନ୍ତି ଗୋଟେ ପ୍ରାଣ ବସିକି ରହିଛି। ଆଉ କୀର୍ତ୍ତନ ଫୀର୍ତ୍ତନ ମତେ ଲାଗେ ମୋ କପ୍ ଅଫ୍ ଟି ନୁହେଁ। ଯୋଉମାନେ କରୁଛନ୍ତି ମୁଁ ଚାହେଁ ଯେ ସେମାନେ ଆମ ୟୁଥ ମାନଙ୍କର ହଉ ବି କଂଗ୍ରେଗେସନ ବହୁତ ବଢିଆ ସୁନ୍ଦର ଟିମ୍ ତିଆରି ହଉ, ସେମାନେ କୀର୍ତ୍ତନ ବହୁତ ଜୋରସୋରରେ କରନ୍ତୁ। ଆଉ ବେଳେ ବେଳେ ମତେ ଏଇଥର ଯେମିତି ଲାଗିଲା ଯେ ମତେ କିଛି ଫିଲ୍ ହେଲା ଯେମିତି କି ଯଦି ଆମେ ଯାତ୍ରା ଦିନ ହିଁ ଆମେ ପହଞ୍ଚୁଛେ ସେଇଠି ଯାଇକି ଚେକ୍ ଇନ୍ କରୁଛେ, ତ ସେଇ ସମୟରେ ଆମର ବହୁତ ସମୟ ବି ପଳଉଛି। ଯଦି ହେଇପାରିବ, ମୁଁ ଭାବୁଛି ସେମିତି କିଛି ଯଦି ହେଇପାର ଭକ୍ତ ମାନ କିଏ ଆଗୁଆ ଯାଇକି ରୁମ ବୁକିଂ ତ ଆମର ଆଡଭାନ୍ସ ହେଇଯାଉଛି, କିନ୍ତୁ ପେମେଣ୍ଟ କରିକି ରୁମ୍ କି ଗୁଡା ରିସିଭ୍ କରିଦବା, ସାଙ୍ଗେ ସାଙ୍ଗେ ଭକ୍ତମାନେ ପହଞ୍ଚିଲେ ତାଙ୍କୁ ଚେକ୍ ଇନ୍ କରିଦିଆ ହେଇଯିବ। ତାପରେ ଏଥର ଆମେ ଯୋଟେ ନୂଆ ଜାଗା ଗଲେ ଚାକଦା, ସେଠି ବି ସେଇଟା ତ ଭଗବାନଙ୍କର ଇଚ୍ଛା, ଆମେ ସେଠି କହିପାରିବାନି ଯେ ମଣିଷ ହିଁ ସବୁ କିଛି କରୁଛି। ଯେମିତି ସାତପତି ପ୍ରଭୁ କହିଲେ, ଯଦି ତମେ ପୂର୍ବରୁ ଆସିକି ଜାଗା ଟା ଦେଖିକି ଯିବ କୋଉଠି କଣ ସୁବିଧା ଅଛି, ଲୋକାଲ ଡିଭୋଟି ମାନଙ୍କ ସହିତ କଥାବାର୍ତ୍ତା ହବ,
କେମିତି ଆମେ ସେଠି ପସିବଲ ହେଇପାରିବ, କାହିଁକି ନା ମୋର ଭାରି ଇଚ୍ଛା ଥିଲା ଏଥର ଉଲ୍ଟା ଡଙ୍ଗା ଯିବା ପାଇଁ, କାହିଁକି ପ୍ରଭୁପାଦଙ୍କ ବାର୍ଥ ପ୍ଲେସ୍ ଆଉ ଉଲ୍ଟା ଡଙ୍ଗା ମତେ ବହୁତ ଭଲ ଲାଗେ। ମାୟାପୁର ଗଲେ ମାନେ ହଁ କୋଲକାତା ଗଲେ ମୋ ଇଚ୍ଛା ଥାଏ ସେଇ ଦିଟା ଜାଗା କମ ସେ କମ ଫେରିବା ପାଇଁ, କାହିଁକି ମିଣ୍ଟୋ ପାର୍କ ଯୋଉଟା କି ବହୁତ ଯେମିତି ଶଙ୍କର୍ଷଣ ପ୍ରଭୁଜୀ କହୁଥିଲେ ସେ ମନ୍ଦିର ଟା ବହୁତ ଅସ୍ପିସିୟସ୍, କାହିଁକି ନା ଯେତେବେଳେ ମାୟାପୁର ମନ୍ଦିର ତିଆରି ହେଇନଥିଲା ଯେମିତି ହିଜ ତମାଳ କୃଷ୍ଣ ଗୋସ୍ୱାମୀ ମହାରାଜ ସିନା ଆସିଲେ ଜାଗା କିଣିବା ପାଇଁ, ମାନେ ସେଇଠୁ ବିଗିନିଂ ହେଲା, କିନ୍ତୁ ତା ଯେପର୍ଯ୍ୟନ୍ତ ମାୟାପୁର ମନ୍ଦିର ମାନେ ଗୋଟେ ଗୋଟେ ରୂପ ତାକୁ କିଛି ମିଳିନି ସେ ପର୍ଯ୍ୟନ୍ତ ବହୁତ କଣ୍ଟ୍ରିବ୍ୟୁସନ ଆସିଛି, ବହୁତ ବହୁତ ସେବା ଆମର ଏଇ ମିଣ୍ଟୋ ପାର୍କ କୋଲକାତାରୁ ଯୋଉଟା କୁହନ୍ତି ତାକୁ ସପୋର୍ଟ କରିଛି କି ମିଣ୍ଟୋ ପାର୍କ ଟେମ୍ପଲ। ରାଧା ଗୋବିନ୍ଦ ଆମେ ତ ଦର୍ଶନ କଲେ, ପ୍ରଭୁପାଦ ଯୋଉଟା ଦର୍ଶନ କରୁଥିଲେ, ଆଉ ମିଣ୍ଟୋ ପାର୍କ ରାଧା ଗୋବିନ୍ଦ ବହୁତ ଯେମିତି କୁହନ୍ତି ବହୁତ ମର୍ସିଫୁଲ। ଠିକ ଅଛି, ଆଉ ମୋର ଜଣେ ବହୁତ ସୁନ୍ଦର ବନ୍ଧୁ ସେଇଟା ଅଛନ୍ତି ମୁନୁ ପ୍ରଭୁ, ତାଙ୍କୁ ବାର ବାର ଫୋନ କରିବା ସତ୍ତ୍ୱେ ମିଶି ପାରିଲେନି, ମାନେ ଟ୍ରେନ ଷ୍ଟେସନରେ ପହଞ୍ଚିଲା ପରେ ଯାଇ ସେ ମତେ ଫୋନ କଲେ କି ପ୍ରଭୁ ସରି ସରି ମୁଁ ଆଉ ଆପଣଙ୍କ ସହିତ ଦେଖା ହେଇପାରିଲେନି, ଏତେ ସାରା ଭକ୍ତ ଆସିଥିଲେ ଗୋଟେ ସେବା କରିବା ଚାନ୍ସ ମିଳିଥାନ୍ତା। ଆଉ କହୁଥିଲେ ପ୍ରଭୁ କିଛି ପ୍ରସାଦ ଫସାଦ ଆଣିବି କି, ତାଙ୍କ ସହିତ ମିଶିବାରେ ବି ମତେ ଅମିତେଶ ପ୍ରଭୁଙ୍କର କୃପା ଅଛି। ଫାଷ୍ଟ ଟାଇମ ଯେତେବେଳେ ମୁଁ ମାୟାପୁର ଯାଇଥିଲି ମତେ ମୁଁ ସେଇଠି ପ୍ରଭୁପାଦ ବାର୍ଥ ପ୍ଲେସ ରେ ଗୋଟେ ଦିନ ମୁଁ ରହିଥିଲି, ସେଠି ଭକ୍ତ ମାନେ ପ୍ରସାଦ ବହୁତ ସୁନ୍ଦର ବି ସେଇଠି ସେମାନେ ପ୍ରସାଦ ରୋଷେଇ କରନ୍ତି। ସେଇଠି ଅଲିପୁର ଇସ୍କନ ବେଶ ମୁଁ ଯାଇଥିଲି, ସେଠି ବହୁତ ସୁନ୍ଦର ସାଙ୍ଗ ଜଣେ ହେଇଯାଇଥିଲେ ମୁନୁ ପ୍ରଭୁ ଯିଏକି ବିହାରରୁ, ଏତେ କେୟାର କରିଥିଲେ ମୁଁ ତାଙ୍କୁ କେବେ ଆଉ ଭୁଲି ବି ପାରୁନି। ଯେବେ ବି ମୁଁ ଯାଉଛି ମାୟାପୁର 2-3 ଥର ଗଲାଣି ତମ ସହ ଭେଟ ହିଁ ହେଇପାରୁନି। Alipur is just 300 meters from birthplace. You could have called him. ହଁ ସିଏ ଆଉ ଜଣେ ପ୍ରଭୁଙ୍କ ବି ନମ୍ବର ଥିଲା ମୋର, କିନ୍ତୁ ସେତେବେଳେ ମନେ ପଡିଲାନି। ତ ସେଇ ଜିନିଷ ମୋର ରିଏଲାଇଜେସନ ଏଇ ସବୁ ଜିନିଷ କି ଆମେ କେମିତି ଆହୁରି ବଢିଆ ସେ ଇମ୍ପ୍ରୁଭ କରିପାରିବୁ। 100 ଲୋକଙ୍କୁ ନେଇକି ଯାଉଛୁ କିନ୍ତୁ ମୋର ଇଚ୍ଛା ଆହୁରି ଆମେ ଅଧିକା ଲୋକ, ଅଲଗା ଆମ କାପାସିଟି ବାହାରେ ବେଳେ ବେଳେ ଲାଗୁଛି ଆମକୁ ହେଇଯାଉଛି, କିନ୍ତୁ ଆମେ ଚାହୁଁଛୁ କେମିତି ଏଇଟା ବଢେଇବା, ଆଉ ଯୋଉ ଲୋକମାନେ ଗଲେ ତାଙ୍କୁ ଆମେ କେମିତି ବାନ୍ଧିକି ରଖିବୁ, କଂଗ୍ରିଗେସନ ଟା ଆମର ବଢୁ ବା ୟୁଥ ପ୍ରିଚିଂ ଟା ବଢୁ, ସେମାନେ ଏଇ ଲୋକମାନେ ଯେମିତି ଆମେ କିଛି ସିଗ୍ନିଫିକାଣ୍ଟ କରିବାକୁ ଚାହୁଁଛୁ, କିଛି ଯେମିତି କି ଆମେ ଚେଷ୍ଟା କରିପାରିବା, ଯାହା କିଛି ହବ ସେଟା ଭଗବାନଙ୍କ ଇଚ୍ଛାରେ ହବ। ବାସ୍ତବରେ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କି ଅମୃତେଶ ପ୍ରଭୁ जी ବହୁତ କୃପା କରିଛନ୍ତି, ନହେଲେ ମୁଁ ମାୟାପୁର ବୃନ୍ଦାବନ ଯାହା ବି ସବୁ ହଉଛି କି ଉଜ୍ଜୈନ ଯୋଉ ଯାଇଛି କି ଗୌରାଙ୍ଗ ସଭା କ୍ୟାମ୍ପ ପାଇଁ ଯାଇଥିଲେ ପୁନେ, ସବୁ ପ୍ରଭୁଙ୍କ ଇଚ୍ଛାରେ ମାନେ ତାଙ୍କ ଆଶୀର୍ବାଦରେ ହେଇପାରିଛି। ଆଉ ସାତପତି ପ୍ରଭୁ ଇନ୍ଦୁମତି ମାତା ସହିତ ସେମାନେ ବି ତାଙ୍କ କୃପା ଦୃଷ୍ଟି ଅଛି, ବୈଷ୍ଣବ ମାନଙ୍କ କୃପା ଦୃଷ୍ଟି ନଥିଲେ ଭଗବାନଙ୍କ କୃପା କେବେ ବି ଆକର୍ଷଣ କରିପାରିବେନି, ଏ ସହଜ କେବେ ବି ନୁହେଁ। କାହିଁକିନା ହରିନାମ ଜପ କରି ଆମେ ପାପ ମୁକ୍ତ ହେଇଯାଉଛେ, ପୁଣି ପାପ ହଉଛି ଆମ ଦ୍ୱାରା ଡେଲି ଲାଇଫ ଯେତିକି ଯାହା ହବ ପୁଣି ଅପରାଧ ବି ହେଇଯାଉଛି। ତ ଭକ୍ତିରେ ଆଗକୁ ବଢିବା ପାଇଁ କି ବହୁତ ମତେ ଲାଗେ ବହୁତ କୃପା ଦରକାର, ଆଉ ବୈଷ୍ଣବ ମାନଙ୍କର ପ୍ରତି ଯଦି ହଁ ଆଉ ଯଦି କାହା ପ୍ରତି କିଛି ମୁଁ ଯେହେତୁ ମତେ ଲାଗିଲା ଯେ ମ୍ୟାନେଜମେଣ୍ଟ ରୋଲରେ ରହିଲେ ମତେ ଟିକେ ଗୁଣ୍ଡାଗର୍ଦି କରିବା ଭଳିଆ ଲାଗୁଛି, ସେ କି ଏଇଟା କର ସେଇଟା କର ସବୁବେଳେ ବେଳେ ଲାଗେ କି ମୁଁ କାହାକୁ କଣ କହିଦେଇଛି, ସେଥିପାଇଁ ସରି ଯଦି ମୁଁ କାହାକୁ କଣ କହିଥିବି। Hare Krishna. ସମସ୍ତଙ୍କୁ ଧନ୍ୟବାଦ, ଦଣ୍ଡବତ ପ୍ରଣାମ, ହରେ କୃଷ୍ଣ। हरे कृष्णा। ଶିଲ ପ୍ରଭୁପାଦ କି ଜୟ। ଆଉ ବହୁତ ସୁନ୍ଦର ଭାବରେ ଯାତ୍ରା ଅର୍ଗାନାଇଜ ହେଲା, ଆଉ ବିଭିନ୍ନ ଭକ୍ତ ମାନେ ବିଭିନ୍ନ ସେବା ଗୁଡିକ କଲେ ବୋଲି ଏଇଟା ହେଇପାରିଲା, ନହେଲେ ତ ଏହା ସମ୍ଭବ ହେଇପାରିନଥାନ୍ତା। ଆଉ ଖାସ କରି ମୁଁ ତ ପ୍ରତି ଯାତ୍ରା ପୂର୍ବରୁ ହିଁ ହେଲ୍ପଲେସ୍ ହେଇଯାଏ, ଆଉ ଯାତ୍ରା ଆରମ୍ଭ ହେଲା ପରେ ବି ହେଲ୍ପଲେସ୍ ଥାଏ ବହୁତ ଜାଗା, ଟିକେଟ ସମୟରେ ପୁଣି ହେଲ୍ପଲେସ୍ ହେଇଯାଉ ଆମେ। ତାପରେ ସେଇଠି ପ୍ରସାଦ ମିଳିବ କେମିତି, କୋଉଠି ବୁକିଂ ହେଲା କି ଆମେ ଭୁଲିଗଲେ ଯଦି ପୁରା ଏପଟ ସେପଟ ହେଇଯିବ ସବୁ, ତ ମନେ ରଖିବାକୁ ପଡେ। ଆଉ ପ୍ରି ଆରେଞ୍ଜମେଣ୍ଟ କରିବାର ଯୋଉ ଆଇଡିଆଟା ଅଛି ଭଲ ଆଇଡିଆ, ତ ବହୁତ ସମୟରେ ଭାବେ, କିନ୍ତୁ ପ୍ରି ଆରେଞ୍ଜମେଣ୍ଟ କରିବାକୁ ବି ଯିବାକୁ ସେତିକି ଆମକୁ ବ୍ୟାଣ୍ଡୱିଡଥ ବାହାର କରିକି ଯିବାକୁ ପଡେ। ତ କିନ୍ତୁ ଯଦି ସମ୍ଭବ ତ ଏଟା କଲେ ଭଲ ହବ। वी नीड अ लॉट ऑफ डिवोटीज एक्चुअली, ଯୋଉମାନେ ଆଗକୁ ଆସିପାରିବେ ବିଭିନ୍ନ ସେବା ପାଇଁ। ତ ଧୀରେ ଧୀରେ କିପରି କରାଯିବ ଏଟା ତ ମତେ ଜଣା ନାହିଁ, କିପରି ହବ ଜଣା ନାହିଁ। ମତେ ଆକ୍ଚୁଆଲି ଗୁରୁମା ଯାଇଠି ପକେଇ ଦେଇଛନ୍ତି, ମୁଁ କିଛି ଜାଣିନି କେମିତି କରିବା କଥା। ତ ମୁଁ ବି
ଯେତିକି ସମ୍ଭବ କରୁଛି। ଆଉ ବାକି କୃଷ୍ଣ କରେଇବେ ତାଙ୍କର କାର୍ଯ୍ୟ ଗୁଡିକ। ତ ଆରଥର ଆମେ ତ 3ଟା ବସ୍ କରିଥିଲୁ ମାୟାପୁର ପାଇଁ। 3ଟା ମାନେ ବସ୍ ହେଇଥିଲା, ଆମେ 150 ଡିଭୋଟି ଯାଇଥିଲୁ। ଏଥର ତ ଆମେ 100 ଗଲୁ। ହେଲେ ବି ଏଥର ଇଟ୍ ୱାଜ ଭେରି ହେକ୍ଟିକ୍। ମୁଁ ଜାଣିନି କାହିଁକି, ବଟ୍ ହେକ୍ଟିକ୍ ମାନେ ଇନ୍ ଦ ସେନ୍ସ ଫର୍ ମି ଓନଲି, ଅନ୍ୟମାନେ ଏନ୍ଜୟ କରିଛନ୍ତି। ତ କିନ୍ତୁ ଧାମରେ ଯିଏ ଯେତେ ରିଲିଜ କରୁଛନ୍ତି ସେମାନେ ଯେ ମାନେ ବାସ୍ତବରେ କୃପା ପାଉଛନ୍ତି। ମୁଁ ଜାଣିପାରିନି, ବୋଧେ ମୋର କିଛି ଅପରାଧୀ ହେଇଥିବ, ସେଇଥିପାଇଁ ବୋଧେ ଏଭଳି ହେଲା ମୋର feeling। ନହେଲେ ସମସ୍ତେ ବହୁତ ଭଲ ଭାବରେ କଲେ। ଆଉ ଯାହାକୁ ଯୋଉ ସେବାଟା ଦିଆଯାଇଥିଲା ସେମାନେ ସେଟା ଭଲ ଭାବରେ କଲେ, ସେଇଥିପାଇଁ ବହୁତ ଖୁସି ହେଲି। ଆଉ ସ୍ପେଶାଲି ଟିକେଟ ସେବାଟା କାହ୍ନୁ ପ୍ରଭୁ ଶୁଭକାନ୍ତ ପ୍ରଭୁ ଯୋଉ ନେଇଗଲେ, ମୋର ବହୁତ ବଡ ମାନେ ହେଲ୍ପ ହେଲା। ଆଉ ବ୍ୟାଣ୍ଡ ଆମେ ଡିଷ୍ଟ୍ରିବ୍ୟୁଟ କରିବାର ଥିଲା, ସେଟା ବି ଭୁଲି ଯାଇଥିଲୁ। ଆଉ ନୂଆ ଭକ୍ତଙ୍କୁ ବାନ୍ଧିକି ରଖିବା କିପରି ହବ ସମ୍ଭବ, ସେଇଟା ମୁଁ ଏବେ ପର୍ଯ୍ୟନ୍ତ ମଧ୍ୟ ଜାଣିନି। କିନ୍ତୁ ୟୁଥ ଭକ୍ତ ମାନଙ୍କୁ ଆଟଲିଷ୍ଟ ମୁଁ ଟ୍ରାଏ କରିବି ଏମିତି ଯୋଡ଼ିକି ରଖିବାକୁ। ଆଉ ଏଇଭଳି ଭାବରେ ଆମେ ଯେମିତି ଧାମ ଯାତ୍ରା କରିବାକୁ ପୁଣି ଥରେ ବାହାରିବା, ଏଇଟା ଭଲ ହବ। ତ ନିଶ୍ଚିତ ଭାବରେ ଆମେ କୌଣସି ଜାଗାକୁ ଗଲେ ଆଉ ଟିକେ ଅଧିକ ସମୟ ସ୍ପେଣ୍ଡ କରିବାକୁ ଚାହିଁବା। ତ ସେଇଭଳି ଭାବରେ ଆମେ ସେଇଥିପାଇଁ ଏବେ ନେକ୍ସଟ ଯୋଉ ଆମେ ଯାଉଛୁ ପାନିହାଟି ଏପ୍ରିଲ ଏଣ୍ଡରେ, ତ ସେଇଟା ଓନ୍ଲି ୟୁଥ ଯାଉଛୁ। ତ ଯାହାଫଳରେ କି ଟିକେ ମ୍ୟାନେଜମେଣ୍ଟର ବେଶୀ ପ୍ରେସର ରହିବନି। ୟୁଥ ଯାତ୍ରାରେ ବେଶୀ ମ୍ୟାନେଜମେଣ୍ଟ ନଥାଏ, ଟିକେ ଇଜି ହୁଏ। କିନ୍ତୁ ଆମମାନଙ୍କୁ ଏବେ ଯେହେତୁ କଂଗ୍ରେଗେସନ ଗଲେ, ଆମେ ତାଙ୍କ ସେବା କଲେ, ତ ଆମକୁ ତାଙ୍କ କୃପା ବି ମିଳିଲା। ତ ସେଥିପାଇଁ ଇନ୍ ଦ୍ୟାଟ୍ ୱେ ଏଇଟା ବି ଭଲ। ଆଉ ଭକ୍ତି ପ୍ରେମ ମହାରାଜଙ୍କର ଆସୋସିଏସନ ଆଉ ଶଙ୍କର୍ଷଣ ପ୍ରଭୁଙ୍କ ଆସୋସିଏସନ ମଧ୍ୟ ବହୁତ ଭଲ ଲାଗିଲା। ଆଉ ଜୀବନାଥ ପ୍ରଭୁ ମଧ୍ୟ କହିଲେ ଯେ ଆଇ ମିସ୍ ୟୁ, ଆଇ ମିସ୍ ୟୁ ଅଲ୍। ଲାଷ୍ଟ ଟାଇମ ମୁଁ ଚାହିଁଥିଲି, ମାନେ ଏଥର ସେ ଚାହିଁଥିଲେ କ୍ଲାସ ଦେବାକୁ, କିନ୍ତୁ ଏଣ୍ଡ ମୋମେଣ୍ଟରେ ତାଙ୍କୁ ଭକ୍ତି ପୁରୁଷୋତ୍ତମ ମହାରାଜ ଲକ୍ଷ୍ନୌ ଡାକିଦେଲେ। ଆଉ ସେ ବହୁତ ଟାୟାର୍ଡ ହେଇଗଲେ, ସେଇଠି ଲେଟ୍ ନାଇଟ୍ ପ୍ରୋଗ୍ରାମ ହେଇଗଲା ତା ପୂର୍ବ ଦିନ। ଆଉ ସେ ଆମକୁ ନିଶ୍ଚିତ ଭାବେ ଆଡ୍ରେସ୍ କରିଥାନ୍ତି। ଆଉ ବିଭିନ୍ନ ଜାଗା ସବୁ ଆମେ ଯୋଉ ଗଲେ ବହୁତ ଇମ୍ପୋର୍ଟାଣ୍ଟ। ଏକା ସହିତ ଆମେ ଯେତେ ଆଉ ଗୋଟେ ସମୟରେ ମୁଁ ବହୁତ ହେଲ୍ପଲେସ୍ ହେଇଯାଇଥାଏ। ଏ, ଏଥର ବି ହେଲେ ସେ ପ୍ରସାଦ ଆରେଞ୍ଜମେଣ୍ଟ ୟାକୁ ଅର୍ଡର ଦେଇ ଦେଇଛି, ସେଆଡେ ମହାରାଜ କହୁଛନ୍ତି ତାଙ୍କୁ କୁହ, ସାତ କହୁଛନ୍ତି ତାଙ୍କୁ କୁହ। କରିବ କଣ ମୁଁ ଜଣା ପଡୁନଥିଲା। ତ ସେଇ ସମୟରେ ସବୁ ଭାରି ଡିଫିକଲ୍ଟ ହେଇଯାଏ, ଟିକେ ଜାଣିପାରେନି କଣ କରାଯିବ ତା। ତ ଏନିୱେ କିନ୍ତୁ ସେଟା ହ୍ୟାଣ୍ଡେଲ ହେଇଗଲା କୃଷ୍ଣଙ୍କ କୃପାରୁ। ଆଉ ସବୁଥର ମୁଁ ଗଲେ ବହୁତ ମୁଁ ଗୁରୁମାଜକୁ ଗୁରୁ ମହାରାଜକୁ ମିସ୍ କରେ। ଏଥର ମତେ ସେଇଭଳିଆ ଫିଲିଂ ଆସେନି। ମୁଁ ଭଲସେ ଧାମ ଯାତ୍ରାଟା କରିନି ବୋଧେ ମତେ ଲାଗୁଛି, ନହେଲେ ସେଇଭଳି ସେପାରେସନ ଫିଲ୍ ହବା କଥା ନିଶ୍ଚିତ। ଅବଭିୟସଲି ଧାମ ପ୍ରତି ସେତିକି ଆଟାଚମେଣ୍ଟ ସମସ୍ତଙ୍କର ନଥାଏ। ଯୋଉମାନେ ସେଇଭଳି ଉନ୍ନତ ତାଙ୍କର ହିଁ ସେଇଭଳିଆ ଆସିବ। ଆଉ କିନ୍ତୁ ବୀରେନ୍ଦ୍ର ପ୍ରଭୁଙ୍କୁ ଖୋଜୁଥିଲେ ସେପଟେ ଭକ୍ତି ପ୍ରେମ ମହାରାଜଙ୍କ ସର୍ଭେଣ୍ଟ, ତାଙ୍କର ହିମାଂଶୁ ସରକାରଙ୍କ ସହିତ ଭଲ କନେକ୍ସନ ଅଛି। ମୁଁ କହିଲି ବୀରେନ୍ଦ୍ରକୁ, ଲାଷ୍ଟ ମୋମେଣ୍ଟରେ କ୍ୟାନସଲ ହେଇଗଲା ତାଙ୍କର ଆସିବାର, ସେ ଆସିଥାନ୍ତେ। ଆଉ ନିଖିଲେଶ ପ୍ରଭୁ, ଆମେ ତାଙ୍କୁ ମଧ୍ୟ ମିସ୍ କଲୁ ଯାତ୍ରାରେ। ଏବଂ ହୃଦୟ ମଧ୍ୟ ଆସିଥାନ୍ତେ, ବଟ୍ ସେ ମଧ୍ୟ ଯାଇପାରିଲେନି। ସେ ତ କହିଲେ ମତେ ଯେ ସେ ରଥଯାତ୍ରା ସମୟରେ ଆସିଥାନ୍ତି ଭୁବନେଶ୍ୱର, ତାଙ୍କୁ ସେତିକି ଛୁଟି ମିଳିଥାଏ, ରଥଯାତ୍ରା ପୁରା ସମୟ ରହନ୍ତି, ରଥରୁ ଉଲ୍ଟା ରଥ ଯାଏ। ତ ସେ ମଧ୍ୟ ସେଇ ଟାଇମରେ ଆସିପାରିବେ। ଆଉ ପାର୍ଥସାରଥୀ ପ୍ରଭୁ, ସେ ତ ମୋ ଫ୍ରେଣ୍ଡ, ସେଇଠି ଅଛନ୍ତି। Anyway, ଆଉ ସିଦ୍ଧାର୍ଥ ପ୍ରଭୁ ଆଉ ହିମାଦ୍ରି ପ୍ରଭୁଙ୍କ ସଙ୍ଗ ଆକ୍ଚୁଆଲି ମୋ ପାଇଁ ବହୁତ ବଢିଆ ଥିଲା। କାରଣ ମୁଁ ତାଙ୍କ ମାନଙ୍କ ସହିତ ଅଲଗାରେ ଯାଇକି ଏମିତି ମୋର ସିଡ୍ୟୁଲରୁ ମୁଁ ବାହାରିକି ମିଶି ପାରେନି। ତାଙ୍କ ମାନଙ୍କୁ ମୁଁ ଇନଫର୍ମ କଲି, ଆକ୍ଚୁଆଲି ମୁଁ ସିଦ୍ଧାର୍ଥ ପ୍ରଭୁଙ୍କୁ ଇନଫର୍ମ କଲି, ହିମାଦ୍ରି ପ୍ରଭୁଙ୍କ ସହିତ ଟଚ୍ ନାହିଁ ମୋ ଫୋନ। ସିଦ୍ଧାର୍ଥ ପ୍ରଭୁଙ୍କୁ ଇନଫର୍ମ କଲି, ଆଉ ସେ ଇଣ୍ଡିଆରେ ଥିଲେ ବୋଲି ସେ ଆସିଗଲେ ସାଙ୍ଗେ ସାଙ୍ଗେ। ତ ମୁଁ ବି ସେଥିପାଇଁ ଯାଇପାରିଲି। ମାନେ ସେ ଥିଲେ ତ ମତେ ବହୁତ ଭଲ ଲାଗିଲା। ଆମେ ବି ବହୁତ ସମୟ ଟାଇମ ସ୍ପେଣ୍ଡ କରିଥାଉ ଏକାଠି। ଆକ୍ଚୁଆଲି ସିଦ୍ଧାର୍ଥ ମୋର ବହୁତ, ଆମେ ଏତେ ସମୟ ଆମେ କୃଷ୍ଣ କଥା ହଉ, ଆଉ ଆମର ମାନେ ଟାଇମ ପଳେଇ ଯାଏ ଆମେ ଜାଣିପାରୁନୁ। ବେଳେ ବେଳେ ଗୋଟେ ରାତି ପୁରା ଫୋନରେ କଥା ହେଇ ପଳାଏ। ଏମିତି ବହୁତ ଅଫିସ ଟାଇମ ଥାଏ, କିଛି ନାହିଁ, ପୁଣି ନେକ୍ସଟ ଡେ ମୁଁ ସେମିତି ଉଠେ, ଅଫିସ ପଳାଏ, ଏମିତି ପଳେଇ ଆସେ ଅଫିସରୁ। ପୁଣି ନେକ୍ସଟ ଡେ ପୁଣି ମଝିରେ ମଝିରେ ପୁଣି ଫୋନରେ କଥା ହେବି। କିନ୍ତୁ ମାନେ କେତେବେଳୁ ସନସେଟ ରୁ ସନରାଇଜ ହେଇଯିବ ମୁଁ ଜାଣିନଥାଏ। ଏଇଭଳିଆ ଆମର ନାଇଟ୍ସ ଯାଇଛି ଟକିଂ ଅବାଉଟ କୃଷ୍ଣ, ରିଡିଂ, ହିୟରିଂ,
ଏଇଭଳି ତ ଆଉ ହିମାଦ୍ରି ବାବୁ ଏମିତି ପାଖରୁ ମାନେ ଜଣା ପଡିଲା ଯେ ହିମାଦ୍ରି ବାବୁ ଅଛନ୍ତି ବୋଲି ମୁଁ ଜାଣିନଥିଲି ମାୟାପୁରରେ। ହଠାତ୍ କିନା ମୁଁ ଆଉ ଜଣକୁ ଦେଖିଲି ଫ୍ରେଣ୍ଡ ଅଫ ଫ୍ରେଣ୍ଡ, ସିଏ ହିମାଦ୍ରି ବାବୁଙ୍କୁ କହିଲେ, ସେ କହିଲେ ହିମାଦ୍ରି ବାବୁ ତ ଅଛନ୍ତି ଏଠି। ତାପରେ ସାଙ୍ଗେ ସାଙ୍ଗେ ତାଙ୍କୁ ଦେଖିଲା ବେଳକୁ ସିଏ ପୁଣି ଅଛନ୍ତି ସେଠି। ତାପରେ ତାଙ୍କ ସହିତ ଭେଟ ହେଲା, ଆଉ ସିଏ କହିଲେ ହଉ ମୁଁ ଏକ୍ସଟେଣ୍ଡ କରିଦେବି, ମୁଁ ରହିଯିବି ଆଉ ତ ଏଭଳି ଭାବରେ ବହୁତ ବଢିଆ ମୋ ପାଇଁ ଥିଲା ଫ୍ରୁଟଫୁଲ, କାରଣ ମୁଁ ସିଦ୍ଧାର୍ଥ ପ୍ରଭୁ ହିମାଦ୍ରି ପ୍ରଭୁଙ୍କ ମଧ୍ୟ ସଙ୍ଗ ମୁଁ ପାଇପାରେନି ବେଶୀ। ଏମାନେ ବହୁତ କ୍ଲୋଜ ଫ୍ରେଣ୍ଡସ୍ ମୋର। ଆଉ ସଚିମାତାଙ୍କୁ କହନ୍ତି वी आर द थ्री मस्केटियर्स, କାରଣ ଆମେ ସବୁବେଳେ ଏକାଠି ଯାଉ ତାଙ୍କ ଘରକୁ। ଆଉ ସଚିମାତାଙ୍କ ରୋଷେଇ ଆମେ ପାଉ ପ୍ରସାଦ, ବହୁତ ଆନନ୍ଦ ଆସେ ସେଇ ସମୟ ଗୁଡିକ। ସେଗୁଡିକ ଆମର ସବୁ ଚାଇଲ୍ଡହୁଡ ଡେଜ, ଆଉ ଏଗୁଡିକ ଆମର ସବୁ ସେଇ ଚାଇଲ୍ଡହୁଡ ଡେଜ କୁ ଆମେ ଖାଲି ମେମୋରି ଆକାରରେ ହିଁ ରିଲିଜ କରିପାରିବୁ। वी कैंट गो बैक इन टाइम। ଆରେ କଣ କାନପୁର କହୁଥିଲେ ମୁଁ ଭୁଲିଗଲି। ହୁଁ, ହଉ, ଠିକ ଅଛି। ତାପରେ ଏଭଳି ଭାବରେ ମୁଁ ଦେଖିଲି ଯେ ସବୁ ୟୁଥ ବହୁତ ସୁନ୍ଦର ଭାବରେ ସେବା ମଧ୍ୟ ପ୍ରଦାନ କଲେ। ସେଇଟା ମୁଁ ବହୁତ ଥ୍ୟାଙ୍କଫୁଲ ରହିବି ସମସ୍ତଙ୍କୁ। ଆଉ ଲାଷ୍ଟରେ ମୁଁ ଅନୁରୋଧ କରିବି ନିଖିଲେଶ ପ୍ରଭୁ, ବୀରେନ୍ଦ୍ର ପ୍ରଭୁ ଆଉ ହୃଦୟ ପ୍ରଭୁ ଯଦି କିଛି କହିବାକୁ ଚାହିଁବି, they can speak after hearing the realizations. ଓକେ, ତାଙ୍କର ଯଦି କିଛି କହିବାର ନାହିଁ, ଆଉ କାହାର କିଛି କହିବାର ଅଛି? or shall we end it? ହରେ କୃଷ୍ଣ ପ୍ରଭୁଜୀ ଦଣ୍ଡବତ ପ୍ରଣାମ। ଆଉ ହୁଁ ଗୋଟେ ରହିଗଲା ପୁଣି ସବୁବେଳେ ଅମ୍ବିତେଶ ପ୍ରଭୁ କୁହନ୍ତି ଯେ ସବୁବେଳେ ପ୍ରଭୁପାଦଙ୍କ ଶିଷ୍ୟଠୁ କିଛି ଶୁଣିବା ଦରକାର। ଦିଟିଜ ଦର୍ଶନ ନହେଲେ କଣ ହଉଛି ହଉ, ଫାଷ୍ଟ ଭାଗବତମ କ୍ଲାସ ନହେଲେ ଫାଷ୍ଟ କୁହନ୍ତି ପ୍ରଭୁପାଦଙ୍କ ଶିଷ୍ୟ ମାନଙ୍କ ସହିତ ଫାଷ୍ଟ ତାଙ୍କର କଥା ଶୁଣିବାକୁ ପଡିବ। କିନ୍ତୁ ମୁଁ ଯେତେବେଳେ ପ୍ରଭୁପାଦଙ୍କ ଶିଷ୍ୟଙ୍କ କଥା ଶୁଣେ ସେତେବେଳେ ମତେ ନିଦ ଲାଗିଯାଏ। କଣ କରିପାରେ ମୁଁ ସେଇଟା କେମିତି କଣ କରିବି ସେଇଟା ପ୍ରଭୁପାଦଙ୍କୁ ଡାକୁଛି ଆଗକୁ କେମିତି କୌଣସି କ୍ଲାସ ରେ ଭଲରେ ବସିକି ଶୁଣିବି। କିନ୍ତୁ ଏଇଟା ମୋ ସବୁବେଳେ ନିଦ ଲାଗିଯାଏ, କଣ କରିପାରେ। ଏଇଟା ଗୋଟେ ରହିଥିଲା ମୋର ଗୋଟେ ଦୁର୍ବଳତା ରହୁଛି। ହରେ କୃଷ୍ଣ। ହୁଁ, ହରେ କୃଷ୍ଣ। ଠିକ ଅଛି, ଇଟ୍ସ ଅଲ୍ ରାଇଟ୍। ମାନେ वी आर ऑल वेरी न्यू। ମୁଁ ବି ଯେତେବେଳେ ପ୍ରଥମେ ସେତେବେଳେ ଯାଉ ସଚିମାତାଙ୍କ ପାଖକୁ, ତ ସଚିମାତା ଧର ରୋଷେଇ ରେଡି କରୁଥିବେ, ଆକ୍ଚୁଆଲି ସେ ଟିଫିନ ପଠାନ୍ତି ପ୍ରସାଦ। ସେ ଯେହେତୁ ରୋଷେଇ କରନ୍ତି ତ ବହୁତ ଥର ପ୍ରସାଦ ବନାନ୍ତି। ଆଉ ବହୁତ ଜଣ ଭକ୍ତ ତାଙ୍କୁ ଅନୁରୋଧ କରିଥାନ୍ତି ଯୋଉମାନେ ମାୟାପୁରରେ ରୁହନ୍ତି, ଯେ ମାତାଜୀ ଆମକୁ ଆପଣ ପ୍ରସାଦ ପଠାନ୍ତୁ ଡେଲି। ତ ମାତାଜୀ ଡେଲି ତାଙ୍କୁ ପଠାନ୍ତି ପ୍ରସାଦ। ଟିଫିନ ସବୁ ଥାଏ ଡବା ବାଲା ସିଷ୍ଟମ ଭଳିଆ ବମ୍ବେର। ତ ସେ ଟିଫିନ ରେ ମାତାଜୀ ଲୋଡ କରିବେ ତାପରେ ପଠେଇବେ। ତ ମାତାଜୀ କହନ୍ତି ଆଗ ମୁଁ ଟିଫିନ ସବୁ ପଠେଇଦେବି, ତାପରେ ତମମାନଙ୍କୁ ପ୍ରସାଦ ବାଢିବି, ତାପରେ ମାନେ ଆମମାନଙ୍କୁ ଥ୍ରୁ ସମ୍ ଅଦର ଡିଭୋଟି ବାଢିବି, ତାପରେ ଆମମାନେ ପାଇଲା ପରେ ମାତାଜୀ ପାଇବେ ବସିକି। ଏଇଟା ତାଙ୍କ ସିଡ୍ୟୁଲ ଥିଲା। ତ ରୋଜ ସେଇଭଳି ଅନ୍ୟମାନଙ୍କୁ ବାଢିବେ ଫାର୍ଷ୍ଟ, ତାପରେ ପାଇବେ। ତ ବେଳେ ବେଳେ ବଢା ବଢି ଚାଲିଥାଏ ଯେତେବେଳେ ମାତାଜୀ କହନ୍ତି ତୁମେ କଣ ଏଇଠି ବସିଥିବ ଅନେଇବ ନା କଣ ମତେ, ତମେ ଯାଇ ପ୍ରଭୁଙ୍କଠୁ କଥା ଶୁଣ, ଭାଗବତ କଥା ଶୁଣ। ଆମେ ବି ଭାଗବତ କଥା ଶୁଣିବାକୁ ଗଲେ ଆମେ ବି ମୋ ସେଠି କିଏ ପ୍ରଭୁଙ୍କଠୁ ଭାଗବତ କଥା ଶୁଣିବୁ। ତାପରେ ମାତାଜୀ କହନ୍ତି ମୁଁ ସବୁ ଜାଣିପାରୁଛି ତମମାନେ କେତେ ଧ୍ୟାନ ଦେଇ ଶୁଣୁଛ। ଆଉ ମାତାଜୀଙ୍କୁ କେବେ ବି କିଛି କହିବାକୁ କହିଲେ ମାତାଜୀ ଆପଣ ଟିକେ କୁହନ୍ତୁ ପ୍ରଭୁପାଦ ବିଷୟରେ। ବହୁତ ରେୟାରଲି ସେ କୁହନ୍ତି, କିନ୍ତୁ ଯେତେବେଳେ ବି କୁହନ୍ତି ବହୁତ ସୁନ୍ଦର ଲାଗେ। ଆଉ ନହେଲେ ସେ କୁହନ୍ତି ମୁଁ ଏତେ କହିପାରିନି, ମୋ ପ୍ରଭୁଜୀଙ୍କଠୁ ଶୁଣ। କିନ୍ତୁ ସିଏ ଆକ୍ଚୁଆଲି ବେଶୀ କ୍ୱାଲିଫାଏଡ୍ ଆଉ ଟ୍ୟାଲେଣ୍ଟେଡ ମଧ୍ୟ ପ୍ରଭୁଜୀ। ପୁରା ମନ୍ଦିର ସେ ହିଁ ସମ୍ଭାଳୁଥିଲେ। ଆଉ ଏବେ ମାତାଜୀଙ୍କ ଆବସେନ୍ସ ରେ ସେଠିକି ପୁରା ମାନେ ସେ ମନ୍ଦିର ଟା ପୁରା ସୁନା ସୁନା ଲାଗୁଛି ଜମା। ସ୍ୱରୂପଗଞ୍ଜ ମନ୍ଦିରରେ ବହୁତ ଦୁଃଖ ହଉଛି କହିଲେ। କିନ୍ତୁ ଶଙ୍କର୍ଷଣ ପ୍ରଭୁ ସେ ସୁନ୍ଦର ଭାବରେ ଏବେ ବି ଚେଷ୍ଟା କରୁଛନ୍ତି ମନ୍ଦିର ଚାଲୁ। ମୁଁ ପଚାରିଥିଲି ଶଙ୍କର୍ଷଣ ପ୍ରଭୁ ଆପଣଙ୍କର ସଚୀ ମାତା କେବେ ଡ୍ରିମ ରେ ଆସୁଛନ୍ତି? ତ ଶଙ୍କର୍ଷଣ ପ୍ରଭୁ କହିଲେ ହଁ ଥରେ ଆସିଥିଲେ। କହିଲେ ଜଗନ୍ନାଥଙ୍କ ସେବା କେମିତି ଚାଲିଛି ମତେ ପଚାରୁଥିଲି। ଆଉ କହିଲେ କେମିତି ସବୁ ରଖାହଉଛି ଜିନିଷ ପତ୍ର ସବୁ ଠିକ ସେ ରଖାହଉଛି ତ ଟିକେ ଦେଖୁଥିବ ଏମିତି କହିଲେ। ଆଉ ଗୋଟେ ଦିନ ଡ୍ରିମ ରେ ଆସିଥିଲେ ପୂଜାରୀଙ୍କର, ହେଡ ପୂଜାରୀଙ୍କର ତାଙ୍କ ମନ୍ଦିରର।
ତାଙ୍କ ଡ୍ରିମରେ ଆସିଥିଲେ ଯେ କହିଲେ ଯେ ଯୋଉ ଜଗନ୍ନାଥଙ୍କର ଆକ୍ଚୁଆଲି ରଥଯାତ୍ରା ଦିନ ମାତାଜୀଙ୍କ ବର୍ଥଡେ ଆଉ ରଥଯାତ୍ରା ଦିନ ମାତାଜୀଙ୍କ ପ୍ରକଟ ଦିବସ ସେମ୍ ଦିନ। ତ ମାତାଜୀ ରଥଯାତ୍ରା ଦିନ ରଥ ବାହାରି ଯାଇଛି ସ୍ୱରଭଞ୍ଜରୁ। ଜଗନ୍ନାଥ ବାହାରି ଯାଇଛନ୍ତି ରଥ ସ୍ୱରଭଞ୍ଜରୁ ବାହାରିକି ଯାଇକି ରହନ୍ତି ସୁରଭି କୁଞ୍ଜରେ, ଯୋଉଟା ଭକ୍ତିବିନୋଦ ଠାକୁରଙ୍କ ଘର। ସେଠି ଆମେ ଯାଇନୁ ଏଥର। ତ ସୁରଭି କୁଞ୍ଜ ଯୋଉଠି ଯାଇ ରହନ୍ତି ସେଠି ରଥ ପହଞ୍ଚେ। ତ ରଥ ଏପଟୁ ମାନେ ବାହାରିବା ଟାଇମ ହେଲାଣି ଆଉ ମାତାଜୀଙ୍କର ବହୁତ ଜୋର ପେନ୍ ହେଲା ହାର୍ଟ ଚେଷ୍ଟ। ତ ସେଇ ସମୟରେ ତାପରେ ରଥ ବାହାରି ଯାଇଛନ୍ତି ଆଉ ମାତାଜୀ ସେତେବେଳେ ପ୍ରକଟ ହେଇଯାଇଛନ୍ତି ଖରାବେଳେ। ତ ସେଇ ସମୟରେ ମାତାଜୀ ରାତିରେ ସେଇଦିନ ସ୍ୱପ୍ନ ଦଉଛନ୍ତି ଯେ ରଥ ଠିକ ସେ ପହଞ୍ଚିଛି ତ ଜଗନ୍ନାଥଙ୍କର। ଜଣେ ମାତାଜୀ କହୁଛନ୍ତି ଜେରିଙ୍କୁ। ତ ପ୍ରଭୁଜୀ କହିଲେ ନିଶ୍ଚିତ ଭାବେ ସେ ଜଗନ୍ନାଥଙ୍କର ନିତ୍ୟ ସେବାରେ ଥିବେ, ନହେଲେ କାହିଁ ଏଭଳି କହିବେ। ଜଗନ୍ନାଥଙ୍କ ରିଲେଟେଡ ଏତେ ସମସ୍ତେ କିଛି ଇନଷ୍ଟ୍ରକ୍ସନ ବି ଦେବେ। ତ କହିଲେ ଏବେ ବି ମୁଁ କରୁଛି କାରଣ ତାଙ୍କର ଗାଇଡାନ୍ସରେ ଇଚ୍ଛାରେ ମୁଁ ରହିଛି ବୋଲି। ମାତାଜୀ ସବୁବେଳେ ତାଙ୍କୁ ଫୋର୍ସ ମାନେ ଇଏ କରୁଥିଲେ, ଇନ୍ସପାୟାର କରୁଥିଲେ ଯେ ତୁମେ କରିପାରିବେ, ସେବା କରିପାରିବା ଆମେ, ଜଗନ୍ନାଥ ମନ୍ଦିର ଆମେ ସମ୍ଭାଳି ପାରିବା। ଏଇଭଳିରେ ସେମାନେ ମତେ କରିଚାଲିଛନ୍ତି, ଶଙ୍କର୍ଷଣ ପ୍ରଭୁ କରିଚାଲିଛନ୍ତି। ତ ଆହୁରି ଆମେ ସଙ୍ଗ ନେଇପାରିଥାନ୍ତେ ପ୍ରଭୁଜୀଙ୍କର ଆଉ ଅନ୍ୟମାନଙ୍କର, ତ ଆମେ ନିଶ୍ଚିତ ଭାବରେ ଟ୍ରାଏ କରିବା। ତ ଏବେ ଆମେ ନେକ୍ସଟ ଟାଇମ ଯାଉଛୁ ପାନିହାଟି, ତ ସେଥିରେ ମଧ୍ୟ ଆମେ ଟ୍ରାଏ କରିବା କିଛି ଉନ୍ନତ ଭକ୍ତଙ୍କର ସଙ୍ଗ। ଆଉ ତାପରେ ଯେବେ ପୁଣି ଆଉଥରେ ଚାନ୍ସ ମିଳିବ ପୁଣି ଆଉଥରେ ଆମେ ମାୟାପୁର ମଧ୍ୟ ଯିବା। ହରେ କୃଷ୍ଣ। ଧନ୍ୟବାଦ। 2 ଘଣ୍ଟା ହେଇଯାଇଛି, ମୁଁ ଜାଣିପାରିଲିନି ଏତେ ସମୟ ହେଇଯିବ। ଆଉ ସମସ୍ତେ ଏଇଭଳି ମଜି ରହିବେ। ସରି ବେଶୀ ଟାଇମ ମଧ୍ୟ ହେଇଗଲା, କିନ୍ତୁ ସମସ୍ତଙ୍କ ରିଏଲାଇଜେସନ ଶୁଣିକି ବହୁତ ଭଲ ଲାଗିଲା। ଆଉ ଟାଇମ ଦେଇଥିବାରୁ ଥ୍ୟାଙ୍କ ୟୁ। କିନ୍ତୁ ଏଇ ଫର୍ମଟା ମଧ୍ୟ ଫିଲ୍ଅପ୍ କରିଦେବେ ଯୋଉ ଫର୍ମଟା ମୁଁ ଦେଇଛି। हरे कृष्ण। शिला प्रभुपाद की जय, गौर भक्त की जय। हरे कृष्ण प्रभु ସମସ୍ତେ जी ଭିଡିଓ दंडवत ଅନ୍ प्रणाम। କରିଦିଅ, ଥର ପାଇଁ ଭିଡିଓ ଅନ୍ କରିଦିଅ ସମସ୍ତେ। जय भागवत प्रभु, आनंद प्रभु, सौम्य प्रभु, संतोष प्रभु କହିଲେ ନା? ଆଚ୍ଛା ଓକେ। ହଁ ଭିଡିଓ ଅଫ୍ କରି ଦ୍ୟାଟ୍ସ ଆଇ ଗୁଡ୍। ତାପରେ ଇଏ ରୋହିତ ପ୍ରଭୁ, ପାର୍ଥ ସାରଥୀ ପ୍ରଭୁ କଣ ସନ୍ତୋଷ ପ୍ରଭୁଙ୍କ ସହିତ ବେସରୁ ଚଳିଲେ ନା? ନା ବ୍ରୋ ମୁଁ ବି ଜାଣିନି, ସେ ଲେଫ୍ଟ ହେଲା ପରେ ମୁଁ ଜାଣିଲି। ଓକେ ବୀରେନ୍ଦ୍ର ପ୍ରଭୁ ଆସିଲେ ଆଉ ଜ୍ୟୋତି ପ୍ରଭୁ, ହେତୁ ପ୍ରଭୁ, ବାକି ଜଣ କ୍ୟାମରା ଅନ୍। ओके थैंक यू। शिला प्रभुपाद की जय, गौर भक्त की जय, श्री मायापुर धाम की जय। जय See you all in हरे next कृष्ण। and more. Hare Krishna.